ଜୟଗୁରୁ। କାଲି ସେଇ ଟପିକରେ ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ ସେ ଯୋଉ ଭାଇ ଜଣକ ଆସିକି କହିଛନ୍ତି କେମିତି ଭାବରେ ସେ ତାଙ୍କର ବନ୍ଧୁକୁ ପଇସା ଦେଇକି ଗୋଟେ ଠକାମିର ଶିକାର ହେଇଛନ୍ତି, ଆଉ ତାଙ୍କ ବନ୍ଧୁ ଏବେ ତାଙ୍କ କଥାକୁ ରେସ୍ପଣ୍ଡ କରୁନାହାନ୍ତି, କିନ୍ତୁ ତାଙ୍କର ଯୋଉ ରିଏଲାଇଜେସନ, ତାଙ୍କର ବୋଧ ଗୁଡ଼ା କେମିତି ଭାବରେ ସେ ଗୋଟେ ପ୍ରବୃତ୍ତି କବଳରେ ପଡ଼ିଯାଇଥିଲେ, ସେ ଜିନିଷଟା ଶ୍ରୀ ଠାକୁର ତାଙ୍କୁ ଧରେଇ ଦେଇଛନ୍ତି ଏଠି। ତାଙ୍କ ମନରେ ପ୍ରଥମେ ପ୍ରଥମେ ବୋଧ ଆସିଥିଲା, ତାଙ୍କ ସ୍ତ୍ରୀ ତାଙ୍କୁ ରୋକିଥିଲେ, ନିଜେ ବି ତାଙ୍କୁ ବନ୍ଧୁକ ପାଇଁ କହିଥିଲେ, କିନ୍ତୁ ତାଙ୍କ ସ୍ତ୍ରୀ ଯୋଉ ବନ୍ଧୁର ଯୋଉ କଥାର ଚାଟୁତ୍ୟରେ ସେ ପୁଣି ସେଟାକୁ ଇଏ କରିଦେଇଥିଲେ, ମାନେ ଇଗ୍ନୋର କରିଦେଇଥିଲେ ତାଙ୍କର ଯୋଉ ଇଏ ଗୁଡ଼ା। ପୁଣି ନିଜେ ଗୋଟେ ଧର୍ମ ସଙ୍କଟରେ ପଡ଼ିଯାଇଥିଲେ। ଯେତେବେଳେ ସ୍ତ୍ରୀ ଶ୍ରୀ ଠାକୁରଙ୍କ ପାଖରେ ପତ୍ର ଲେଖିବା ପାଇଁ କହିଛନ୍ତି, ସେତେବେଳେ ପୁଣି ସେ କହିଛନ୍ତି, ଆଉ ଠାକୁର ତ କୁହନ୍ତି ଯୋଉ ବଚନ ଦେଇଛି, ଯୋଉ କଥାଟା ଯୋଉ ବଚନ ଦେଇଛି ସେଟା ପୁଣି କେମିତି ମୁଁ ବଚନ ଦେଇକି ବଚନ ରଖିବା କଥା, ଆଉ ମୁଁ ତାକୁ କମିଟମେଣ୍ଟ କରିଛି, କେମିତି ମୁଁ ସେ କଥାରୁ ଓହରିଯିବି? ସେଟା ହେଲେ ଠାକୁରଙ୍କର ଆଦେଶକୁ ପାଳେ ନା ଇଏ ହବ। ଏଇ ପ୍ରକାରର ଧର୍ମ ସଙ୍କଟ ଆମ ପାଖରେ ସବୁବେଳେ ହିଁ ହୁଏ। ସେଥିପାଇଁ କୋଉଟା ଠିକ କୋଉଟା ଭୁଲ, ଆଜିର ସମାଜରେ ଆମେ ସେଥିପାଇଁ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଅଛନ୍ତି। ବହୁତ ସମୟରେ ଆମେ ଯୋଉଟା ଆମ ପାଖରେ କ୍ଲିୟରିଟି ନଥାଏ, ସେଇଟା ଯାଇକି ଶ୍ରୀ ଶ୍ରୀ ଆଚାର୍ଯ୍ୟଙ୍କ ପାଖରେ ନିବେଦନ କରୁ। ଆଉ ତାଙ୍କ ପାଖରେ ଯଦି ଭକ୍ତି ଥାଏ, ତାଙ୍କର ଆଦେଶରେ କଣ୍ଟାଏ କଣ୍ଟାଏ ଯଦି ଚାଲୁ, ତାହେଲେ ଆମେ ବହୁତ ସମୟରେ ସେଇଠୁ ବର୍ତ୍ତି ଯାଉ। ସବୁ ସତ୍ସଙ୍ଗୀଙ୍କର ଏଇଟା ଗୋଟେ ପରମ୍ପରା, କିଭଳି ଭାବରେ ଜୀବନର ଡିସିସନ ଗୁଡ଼ାକୁ ନେବା ପାଇଁ ପଡ଼େ। ଆଉ ସେଇ ପ୍ରସଙ୍ଗରେ ଶ୍ରୀ ଶ୍ରୀ ଠାକୁର କେତେଟା ପଏଣ୍ଟ କହିଛନ୍ତି जे जिन प्रवृत्तियों के फलस्वरूप ऐसी घटना घटी है, यदि उन प्रवृत्तियों के रूप को तुम स्पष्ट रूप से देख सकते हो, यदि वो तुम्हें दूसरी बार धोखा देने की सके, तो भविष्य में तुम अधिक लाभवान होगे। माने प्रकृत कौन हुए, बेले बेले आम बार बार भी ठकू, माने जोटा कि गोटे इमोशनल आस्पेक्ट थाए मनुष्यर, किंतु श्री श्री ठाकुर जोटा कहते जे कोउटा एक्चुअली मीन माइंड हवा कथा, कोउटा मीन माइंड हवा कथा नुहे, कोउ जिनसटाକୁ ଆମେ ସଠିକ ଭାବରେ ଇଏ କରିବା କଥା। ସବୁବେଳେ ଠାକୁର କହନ୍ତି ଯେ ଆମେ ଠକିବୁନି, ଆଉ ଆମେ ଆମ ମାଧ୍ୟମରେ ସେ ଲୋକଟା ଯୋଉ ଭୁଲଟା କଲା, କାହିଁକିନା ସିଏ ବି ଗୋଟେ ଅପରାଧର ଶିକାର ହେଲା ନା, ତାର କାରଣ ହେଲୁ ଆମେ। ସେ ଯୋଉ ପଇସା ନଦେଲା, ପଇସା ନ ଦେଇକି ଚୁକ୍ତି ନ କରି ପାରିଲା, ଇଏ କରି ପାରିଲା, ତ ତା ପାଇଁ କାରଣ ଆମେ ହେଲୁ। ତାର ଯୋଉ ସେ ଯୋଉ ଦୋଷୀ ହେଲା, ସେ ଦୋଷୀ ପାଇଁ ଇନ୍ଧନ ଆମେ। ଆମେ ତାକୁ ସେଇ ସମୟରେ ସଚେତନ କରେଇ ପାରୁନୁ। ଆମେ ସେଇଟା ଭାବିଲୁ କଣ, ନଦେବା ଯଦି ସେ ଖରାପ ଭାବିବ, ଆଉ ସେ ଭାବିବ, ଏଇ ଯୋଉ ହୀନମନ୍ୟତା ଆମ ଭିତରେ ଆସିଲା। କିନ୍ତୁ ତାର ପ୍ରତିରୂପରେ, ଆରେ ତୁ ଯଦି ତୋ ଦ୍ଵାରା କିଛି ଭୁଲ ହେଇଗଲା, ତୁ ଯଦି ପତିତ ହେଲୁ, ତ ତେଣୁକରି ତୁ ସବୁବେଳେ ସେଫ୍ ଜିନିଷଟା ନେଇକି ଚାଲେ, ଇଏ କରିକି ଚାଲେ। ତେଣୁକରି ତାକୁ ବଞ୍ଚେଇବା ପାଇଁ ସେ ଯୋଉ ପତନରେ ଘଟିଛି, ସେ ଦିଗ ଦେଇକି ଆମେ କେବେ ଚିନ୍ତା କରିପାରୁନୁ। ତ ତାକୁ ବଞ୍ଚେଇବା ପାଇଁ ଆମେ ଯଦି ନିୟମ କାନୁନ ଯୋଉଟା ଅଛି, ଗୋଟେ ପଇସା ବା ସେ ସମୟରେ ଯୋଉ ଚାଲିଥିଲା, ବା ବର୍ତ୍ତମାନ ଯୋଉ ଚାଲିଛି ଟ୍ରାଞ୍ଜାକ୍ସନ, ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନରେ ଯାହା ବି ହଉ, ବନ୍ଧୁ ଭିତରେ ହଉ କି କୌଣସି ଅନୁଷ୍ଠାନ ଭିତରେ ହଉ, ତ ସେଇଟାକୁ ଗୋଟେ ବିଧିବଦ୍ଧ ଭାବରେ ହବା ଦରକାର। ଏଥିରେ ବିଶ୍ୱାସଟା ଆହୁରି ଦୃଢ ହୁଏ। ଠାକୁର ସେଠି ଗୋଟେ ଜାଗାରେ କହୁଛନ୍ତି, ଯେତେବେଳେ ସିଏ ବନ୍ଧକ କଥା ବେଳକୁ ମାନେ ଓଲଟା ବକ୍ତବ୍ୟ କଲା, ସେଇଠୁ ବୁଝି ନେବା ଦରକାର ଯେ ସେ ଲୋକଟା କିଭଳି ଭାବରେ, ଯେତେବେଳେ ତାକୁ କୁହାହେଇଛି ଯେ ତୁ ତୋର ସୁନା କି ବନ୍ଧକ ରଖ, ସେତେବେଳେ ଯୋଉ ତାର ଅପୋଜିଟ୍ ବିହେଭିୟର ହେଇଛି, ମାନେ ସେ ଚିଡ଼ି ଯାଇଛି ଫଟେଇକି, ମୋତେ ଆହୁରି କୋଉଠୁ ମିଳିଯିବ, ତୋତେ ବନ୍ଧୁ ବୋଲି ତୋତେ କହିଲି, ଇଏ କଲି। ତ ସେଇ ସମୟରେ ବୁଝି ନେବା ଦରକାର, ପ୍ରକୃତରେ ଯଦି ଯିଏ ହୃଦୟରେ ଯାହାର ଠିକ ଥିବ, ତାହେଲେ ସିଏ ଛୋଟ ଛୋଟ କଥାରେ ଚିଡ଼ିବନି, ଛୋଟ ଛୋଟ କଥାରେ ଆମକୁ ବିଭିନ୍ନ ପ୍ରକାର ବାହାନା ଦେଖେଇବନି। କାହିଁକିନା ସେ ଯେଟା କହିବ ସେଥିରେ ହଁ ମାରିକି ସେ ଇଏ ହେଇଯିବ, କାହିଁକିନା ତାର ସେମିତି କିଛି ଇଏ ନାହିଁ। କିନ୍ତୁ ଯିଏ ସେମିତି କିଛି କହୁଛି ମାନେ, ତ ଆଟଲିଷ୍ଟ ତ କିଛି ନା ଲେଖା ପଢା ଏଗ୍ରିମେଣ୍ଟ ତ କରିପାରିଥାନ୍ତେ, ସେଟା ବି ସେ କରିପାରିନାହାନ୍ତି। ଆଉ ଏଇ ଜିନିଷଟାକୁ ଶ୍ରୀ ଠାକୁର ତାଙ୍କୁ ଧରେଇ ଦେଇଛନ୍ତି ଯେ वही तुम्हारी मिड माइंडनेस की परिचायक है, वो किंतु कभी भी ठीक बात नहीं है। यहाँ तुम दान नहीं कर रहे हो, रुपये वापस पाना चाहते हो, वही ऐसा व्यवस्था करना उचित है जिससे रुपये तुम्हारी मारे ना जाए। सोने का गहना बंधक रखने के बाद सुनते ही जब वो व्यक्ति गुस्सा गया एवं विश्वास की दुहाई देने लगा, उसी समय तुम सोच लेना चाहिए था कि वो व्यक्ति
संदेह यज्ञ है। ମାନେ ଶ୍ରୀ ଠାକୁର ଦେଖନ୍ତୁ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ମଣିଷର ଚରିତ୍ରଟାକୁ ବୁଝିବା ପାଇଁ ହେଲେ ନା ଆମକୁ ସବୁବେଳେ ସ୍ଥିର ମସ୍ତିଷ୍କ ହବା ଦରକାର। ଆଉ କିଏ କୋଉ ସମୟରେ କିଭଳିଆ ରିଆକ୍ଟ କରୁଛି ସେଇଥିରୁ ଜଣା ପଡ଼ିଯାଏ କୋଉ ପରିସ୍ଥିତିରେ ଆଉ କୋଉ ଭଳିଆ ଇମ୍ପଲ୍ସରେ କିଏ କେଉଁ ଭଳିଆ ରିଆକ୍ଟ କରୁଛି ସେଥିରୁ ଜାଣିନେବେ ଯେ ତାର ଚରିତ୍ରର ଓଜନ କେତେ। ଆଉ ସେଇଟା ଯଦି ଆମର ଜାଣିବାର ନ ହୋଇଥିବ ତାହେଲେ ଆମେ ସବୁ ସମୟରେ ହିଁ ଠକିବୁ। उसी तरह से विश्वास का दावा और दुहाई देना ही संदेह यज्ञ है। ମାନେ ଠାକୁର ଏଇଠି କହୁଛନ୍ତି ସ୍ପଷ୍ଟ ଭାବରେ ଯେ ସେହି ପ୍ରକାରର ବିଶ୍ୱାସର ଦୁହାଇ और दावा देना संदेह यज्ञ है। ଯେ ଏଇଭଳିଆ ଭାବରେ ମାନେ ଟ୍ରିକଲ କଥା କହେ ମାନେ ବିଶ୍ୱାସ ମତେ କଣ ବିଶ୍ୱାସ ନାହିଁ ମୋ ଉପରେ କଣ ସେଇ ଲୋକ ସନ୍ଦେହ ଯୋଗ୍ୟ ମାନେ ତା ଉପରେ ସନ୍ଦେହ କରାଯାଇପାରେ। କାହିଁକିନା ଯିଏ ସରଳ ଲୋକ ସେ ଯାହା ରୁଲସ ଥିବ ସେ ରୁଲସ ଉପରେ ହିଁ ସେ ତାର ଏଗ୍ରିମେଣ୍ଟ ବା ତାର ଯୋଉ ମତ ଠିକ ରହିବ। ହଁ ହଁ ତମେ ଯେମିତି କହୁଛ ମୁଁ ସେମିତି କରିବି ଆଉ ଇଏ କରିବି। ଆଉ ଯିଏ ବି ଆପଣଙ୍କୁ ବିଭିନ୍ନ ପ୍ରକାରର ପଲିଟିକ୍ସ ବା ଟେକ୍ଟିକରେ ପକଉଛି ଜାଣିବେ ଯେ ତାର କିଛି ନା କିଛି ଗଣ୍ଡଗୋଳ ଅଛି। କାହିଁକିନା ସିଏ ମାଗୁଛି ସିଏ ରୁଲସ ଆପଣ ଦେଖେଇବେ ତ ଆପଣଙ୍କ ରୁଲସ ଭିତରେ ସେ ରାଜି ହେବା ପାଇଁ ବାଧ୍ୟ। ଆଉ ଯଦି ସିଏ କିଛି କିଛି ମୁଣ୍ଡ ଦେଖାଉଛି ମାନେ ତାର କିଛି ନା କିଛି ଡିଫଲ୍ଟ ଅଛି ସେଇଟାକୁ ଆମକୁ ବୁଝି ନେବାର ହଉଥିଲା। ଏଇଟା ପ୍ରତ୍ୟେକ ସମସ୍ତେ ଟ୍ରାଞ୍ଜାକ୍ସନରେ ଆମେ ବି ଦେଖିବେ ଆମେ ଦେଲାବେଳେ ଇମୋସନାଲି ବହୁତ ଡ୍ରାଇଭ୍ ହୁଏ। ବହୁତ ସମୟରେ ଏଇ ଟଙ୍କାର କାରବାର ତ ସାଙ୍ଗମାନେ ବା ବିଭିନ୍ନ ପ୍ରକାରର ପଢ଼ାପଢ଼ି ସବୁ ହୁଏ କିନ୍ତୁ ଏଇସବୁ ଜିନିଷକୁ ଆମେ କେବେ ଲାଗୁ କରୁନି ଇମୋସନାଲି ଡ୍ରାଇଭ୍ କରୁ। ଆଉ ମୋର ବି ସେମିତି ଥରେ ଗୋଟେ ମାନେ 10,000 ରୁପିଜ୍ ମୋର ଆଜି ପର୍ଯ୍ୟନ୍ତ ବି ସେଇଟା ଫସିକି ଅଛି ସେଇଟା ଆସୁନି। ଏଇ ରିସେଣ୍ଟଲି ଗୋଟେ ଜଣେ ମାନେ ଏମର୍ଜେନ୍ସି ବୋଲି କହିକି କହିଲେ ମୋର ଅଛି ମୋତେ ଟିକେ 1200 ଟଙ୍କା ଦିଅ ମୁଁ ତାଙ୍କୁ ସନ୍ଧ୍ୟାବେଳେ ଦେଉଛି। ସେ ଆଜି ପର୍ଯ୍ୟନ୍ତ ଫୋନ୍ ଉଠାଉନାହାନ୍ତି। ମାନେ ଏଇଭଳିଆ ଲୋକ ବି ଅଛନ୍ତି ଯୋଉ ମାନେ ଏଇ ଟପିକଟା ପଢିଲା ପରେ ରିଏଲାଇଜ ହଉଛି ଯେ ମୁଁ କେମିତି ଭାବରେ ଠକିଛି। ଆଉ ମାନେ ଏଇ ଠକି ଯିବାଟା ବି ଶ୍ରୀ ଠାକୁର ପସନ୍ଦ କରନ୍ତିନି। ମାନେ ସେମାନଙ୍କର ଚରିତ୍ର ଗୁଡ଼ାକୁ ଆମେ ସୁଧାର କରିପାରିଲୁନି ଆହୁରି ତାଙ୍କୁ ସେ ଚରିତ୍ରଟା ସେ ଆହୁରି ଯେଉଁ ଭଳିଆ ଦୁଷ୍ଟ ହେଇକି ଥିଲା ଆହୁରି ଦୁଷ୍ଟ ହେଇଗଲୁ। ଆଉ ଉପରେ କ'ଣ ତାଙ୍କୁ ଯଦି ପୁଣି ରିଟର୍ନ ତାଙ୍କୁ କିଛି ମାଗୁଛୁ ଆଉ ତାଙ୍କୁ କିଛି କହୁଛୁ ଟିକେ ରାଗିକି ବା ଇଏ କରିକି ସେ ପୁଣି ଓଲଟା ପ୍ରତିକ୍ରିୟା କରିବେ। ସେ ତ ପଇସା ତ ଆଉ ମିଳିବନି ପୁଣି ସମ୍ପର୍କଟାକୁ ସବୁଦିନ ପାଇଁ ସେ ସେଟାକୁ ସେଇଠି ଖରାପ କରିଦେବେ। ମାନେ ଆପଣ ସେବା ଦେଲେ ଅର୍ଥ ଦେଲେ ପୁଣି ସମ୍ପର୍କ ବି ଖରାପ କଲେ ମଣିଷଟାକୁ ବି ହରେଇଲେ। ଆଉ ସେ ତ ଲୋକପତି ତ ହେଲା ପୁଣି ଆପଣଙ୍କର ବି ସବୁଦିନ ପାଇଁ ସେ ମଣିଷଟାକୁ ହରେଇଲେ। ମାନେ କେତେ ପ୍ରକାରର ଲସ୍ ଏଠି ଦେଖନ୍ତୁ। ପଇସା ଗଲା ମଣିଷଟା ବି ଗଲା ହାତରୁ। ତ ସବୁ ଜିନିଷ ଭିତରେ ଦେଇକି ଯଦି ଆମେ ଚିନ୍ତା କରୁ ତାହେଲେ କିଭଳି ଭାବରେ ସେ ଲୋକଟା ତାର ଯୋଗ୍ୟତା ନେଇକି ସେ କିଭଳି ଭାବରେ କରିପାରିବ। ସେଥିପାଇଁ ଶ୍ରୀ ଠାକୁର କହୁଛନ୍ତି ମଣିଷକୁ ଯୋଗ୍ୟ କରି ତୋଳନ୍ତୁ ତାକି ସିଏ କାହା ପାଖରେ ହାତ ନ ପତଉ। ସେ ତା ନିଜ ଜିନିଷ ନିଜେ କରିକି ଠିଆ ହଉ। ଆଉ ତାକୁ ସେଇ ଯୋଗ୍ୟ କରିବା ପାଇଁ ହେଲେ ତାର ଯେଉଁ ପ୍ରବୃତ୍ତି ଗୁଡ଼ା ଅଛି ନିଜ ଅଳସୁଆମି ହେଇକି ନିଜ ଉପରେ ନିଜର କ୍ଷମତାକୁ ବ୍ୟବହାର ନ କରିକି ଅନ୍ୟ ଉପରେ ନିର୍ଭର କରିକି ଚଳିବା ଏଟା ବି ଗୋଟେ ପ୍ରକାରର ମାନେ ଆଳସ୍ୟ ପ୍ରବୃତ୍ତି। ଆଉ ସେଇ ଯେଉଁ ତାର ମାନେ ଲୋକଲଜ୍ଜା ନାହିଁ ବିଭିନ୍ନ ପ୍ରକାରର ମାନେ ଯିଏ ଯାହା କହିଲେ ବି ଶୁଣିଯିବ। ତ ସେଇ ସବୁ ଜିନିଷରୁ କେମିତି ତାକୁ ଆମେ ଦୂରେଇ ନେଇ ପାରିବା ତା ଭିତରେ ବି ଯଦି ଆମେ ତାକୁ ଇଏ କରିକି ଠିକ ଭାବରେ ଚେତନା ଦେଇପାରିବୁ ଯେ ଭାଇ ତୋ ପଇସା ନେଲୁ କିନ୍ତୁ ତୁ ଦେଇପାରିବୁ ନାହିଁ ମୋତେ ତା ଉପରେ ଡାଉଟ୍ ଅଛି କିନ୍ତୁ ଗୋଟେ କାମ କର ତୁ ପଇସା ନେନି ତୁ ଏଇ କାମ କର ଏଇ ମାଧ୍ୟମରେ ପଇସା ମିଳିଯାଇପାରେ ତତେ ବା ପ୍ରକୃତ ଦେଖିବା ପାଇଁ ପଡ଼ିବ ଯେ ସେ କ'ଣ କରୁଛି। ଯଦି ଏଇ ଯେଉଁ ଲୋକଟି ମୋତେ 1200 ଟଙ୍କାଟେ କଥା କହିଲା ଏଇ ଗୋଟେ ସପ୍ତାହ କି 2 ସପ୍ତାହ ହେବ କହୁଛି ମୁଁ ଗୋଟେ ଗାଁର ଜଣେ ଭାଇଟା ସେ ତାକୁ ଯଦି ମୁଁ କିଛି ସେତେବେଳେ ଚିନ୍ତା ଆସୁଛି ଏବେ ଯଦି ସେତେବେଳେ ମୁଁ କହିଥାନ୍ତି ଯେ ତୁ ସେଇଠି ପାଖରୁ କାହିଁକି ମାଗୁନୁ ମୁଁ ଏତେ ଦୂରରେ ବସିଛି ମୋତେ କାହିଁକି ମାଗୁଛୁ। ଯଦି ତୋର ଇମିଡ଼ିଏଟଲି ଏତେ ସ୍ମଲ୍ ଆମାଉଣ୍ଟ ଗୋଟେ ଦରକାର ଅଛି ତାହେଲେ ତ ସେଇଠି ପାଖରେ ତୋର ତ ପରିବେଶରେ ତ ବହୁତ ଲୋକଙ୍କ ସହିତ ତୋର ସମ୍ପର୍କଟା ଥିବ ନା। ତ ସେଇ ପାଖ ପରିବେଶରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ନ ମାଗିକି ତୁ ଏତେ ଦୂରରେ ମୁଁ ଯେଉଁଠି ବସିଛି ତୁ ସେଠି ମୋତେ ମାଗୁଛୁ। ଆଉ ସେୟା ହିଁ ହେଲା ମନରେ ସେତେବେଳେ ଟିକେ ଡାଉଟ୍ ଆସିଥିଲା ଏ ଦେବ ନା ନାହିଁ। ଯେହେତୁ ସେ ଗୋଟେ କହିଲା ଅସୁବିଧାରେ ପଶିଛି ଇମିଡ଼ିଏଟଲି ଦରକାର ତ ମୁଁ ତାକୁ ପଠେଇଲି କିନ୍ତୁ ଆଜି ପର୍ଯ୍ୟନ୍ତ ସେ ମୋତେ ଫୋନ୍ଟାକୁ ଇଗ୍ନୋର କରୁଛି। ତ ସେଇ ଜିନିଷଟା ବେଳେବେଳେ ମନରେ କଷ୍ଟ ଆସେ ଯେ ସେ ଲୋକଟା କେମିତି
ମାନେ ନିଜେ ତ ଗୋଟେ ଅପରାଧ କଲା ଆଉ ତା ଅପରାଧ ପାଇଁ ମୁଁ ହିଁ ଦାୟୀ ହେଲି। ଆଉ ଏହି ପ୍ରସଙ୍ଗରେ ଶ୍ରୀ ଠାକୁର ଆହୁରି ବିସ୍ତୃତ ଭାବରେ କହିଛନ୍ତି ଯେ इंटेलिजेंट वेल विशर विषय ठीक कहते जे से भाई जो कहते जे मैंने पहले ही जुबान दे डाली थी और फिर स्त्री के परामर्श अनुसार चलना मुझे बड़ा इंसल्टिंग प्रतीत हुआ। माने निजे मुहर जवाब दे देते बोली किंतु स्त्री जो तांको गाइड करते स्त्री कथा मानिक चलिए सेटा भी गोटे इनसल्टिंग लगला। देखो केत भाव में आम हीनमन्यता थाए माने इनसल्टिंग लगला हे मो कथार कौन दाम नहीं आ मो स्त्री मत कहते कथार भाषी जाए करी। श्री ठाकुर कहते जुबान देने के पहले अच्छी तरह से सोच विचार लेना चाहिए। तापर यदि कोई प्रदीप भाई तापर प्रदीप भाई श्री को ठाकुर भी तापर सत्यर क्वेश्चन समय आंसर गोटा कहते डॉक्यूमेंट रखिया जे कहवा आगर विवेचना कर कही विमुख हो ना। माने प्रकृत में हजार बार चिंता करिया दरकार आम पार्टी क्या किसी कहवा पूर्व कहना कहला पर आउ माने पार्टी से कथा को फेरे हेनी। माने तेणुक चिंता करिया दरकार मुझे जहाँ कहबी सेटा लागू हो परिवेश से कथाटा खेल। यदि कोई गुरुत्वपूर्ण मामला हो तो तीक्ष्ण सारी बातों पक्का नहीं करना चाहिए। प्रत्युत वो कहना चाहिए मैं सोच विचार कर देख लेता हूँ कि उसके बाद कहूँगा। उसके बाद इंटेलिजेंट वेल विशर के साथ हर तरह से हर दिशा में विचार विमर्श करने के बाद किसी निष्कर्ष में पहुँचना चाहिए। एठी गोटे जिनस कहते जोटे धर आमर बुद्धि नहीं आम पाखरे आमर किसी सेमिति इंटेलिजेंट वेल विशर आमर थिबा दरकार आमर संग साथी आउ से माननकु पचारि बुझिकी सबू डायरेक्शन रु चिंता करिकी आमको से वचन दवा दरकार। संगे संगे माने उत्साह रे पड़िकी माने विभिन्न प्रकार इमोशन रे ड्राइव हेकी आम जदि से कमिटमेंटा करदे ताले सेटा किंतु भल नुह। सेठी आमको समय मागिना दरकार। ठीक अच्छे मु चिंता करिकी कहबी आउ ये करबी आ सेई पीरियड रे आपण सेठी माने व्यक्तित्व को तैयारी करने श्री ठाकुर केते सुंदर भाव में जिनस गुड़ा देइछन्ति। प्रकृत रे अन्य को जगार ये जिनस पाइबुनि आमे जे छोट छोट जिनस चरित्र छोट छोट जिनस को केमिति भाव में आम ये करूँ आम पाखे सब हिं से अनुसार आम सब गोटे एनर्जेटिक उत्साह भितर देकी सब एटा सेटा विभिन्न प्रकार कमिटमेंट करदे से कमिटमेंट निजे भी फसू बहुत गुड़ा जिनस अच्छी आउ कई जदि कौट धर एमती रिसेंटली गोटे इवेंट बा ऑर्गेनाइजेशन चलता मुझे जाऊँगी सेठी तो सेठी गुड़ाए रिक्वायरमेंट अच्छी गुड़ाए रिक्वायरमेंट भितर सब गोटे माने कम बयस यंग पिला जो मैंने आसती से वयस्क लोक माने विभिन्न 40-50 बयस पाखापाखि लोक तो से आमर मोर प्रेजेन्सटा को सब डिमांड करती विभिन्न कर तो मुझे प्रेजेन्स विभिन्न प्रकार टास्क मत असाइन करती जेटा करूँ सेटा करदे ये करदे से करदे तो मु गत वर्ष बहुत गुड़ा जिनस हाँ मारिदेकी आउ सबूटा ये करते आ सब जिन हाँ मारिदे मैंने मोर जो पर्सनाल लाइफ अच्छी मोर पर्सनाल लाइफ माने गोटे गोटे कम रे गोटे इवेंट रे से तो विभिन्न प्रकार डिमांड रहा केत सका भी जावाई पड़ो के सन्ध्या जावाई पड़ो के जावाई पड़ो तो ता भितर भी मोर गोटे जेहेतु मु श्री ठाकुर को धरिकी गोटे चली तो मोर गोटे व्यक्तिगत दिनचर्या अच्छी सेटा को जदि इग्नोर करी मुझे सेठी जीवी ताले सेटा भी गोटे भूल हो कहीं मोर व्यक्तित्वटा को मोर निजत्वटा को नष्ट करी जदि मुझे जीवी माने जे हाँ सेठी मते 5 जन लोक बाहबा देवे सेठी मते ये करेंगे तो से जगार भी कौन हम देखिए मो निज धर्मटा को पालन कर पार्लिनी पुणी सेठी भी जाकि देखिए मोर समय गुड़ा वेस्ट हो। पूर्व वर्ष जोटा को मुझे इग्नोर करी ए वर्ष किंतु कहली ना मु मोर जीवी ए वर्ष मुझे समय देवी से मोर मोर दिनचर्या गुड़ा सरला जो समय बचो से जीवी ऑफिस जाकि आसबि ऑफिस जाए आसला मोर प्रार्थना प्रार्थना सारिकी ये जीवी ता प्रति मते किए कौन भावुची जे समस्ते आसी 6-7टा बेलू किंतु तुम आस 8टा बेलू दी तीन जन भी कहले अरे कौन एत लेट्रे आस मुझे कौन कर ऑफिस आसु आसते ये टाइम हो जाऊँगी करी तो तेणुक से जिनसटा को जदि मु भितर चिंता न करी क्या पूर्व थर ठकी थी बोली एथर से जिनसटा को मुझे कली ना करने मोर अनुपस्थिति रही तो कहीं ना कहीं से कामटा कर
तापर बहुत बहुत लोग फैमिली मैन अच्छा से एडजस्ट करदेवे कि मुझे सेठी इमोशनाली जाकि कह ना ना मुझे करदेवी ये करदेवी कहीं बड़ बड़ लोग जो कहे मैंने कथाटा को सम्मति देवाई निजटा को सब इग्नोरांस करता आम तो एथर किंतु से जिनसटार मु वंचित थी आउ मोर ठीक जो बड़े सकाळ संध्या प्रार्थना ये सब सारिकी मुझे उपस्थित रहे आउ सेठपाई श्री ठाकुर ये कहते जे इसी बात को कहता हूँ कि यदि तुमसे कोई किसी तरह की प्रत्याशा रखता है एवं अपनी अक्षमता के कारण यदि तुम उसे लौटा देते हो तो वो थोड़ा बहुत क्षुब्ध होगा ही। इसीलिए निरुपाय होकर यदि किसी को अपने यहाँ से लौटा देते हो तो इस तरह से उससे बातें करनी चाहिए कि तुम्हारे प्रति गलत धारणा बनाने का मौका उसे कम मिले। मेरी बात यह है कि अपने को विपत्ति में डालने के बजाय मनुष्य को बचने बढ़ने के प्रयोजन की जितना अधिक पूर्ति की जाए उतना ही अच्छा है। और वैसी महत्वपूर्ण मामले में जुबान देते समय ऐसा रास्ता अपनाओ जिससे भूल कम हो। यदि भूल करके हठात किसी को जुबान दे चुके हो एवं यदि समझते हो कि उस मुताबिक चलने पर तुम्हारा अस्तित्व विपन्न हो सकता है तो उसके वहाँ जाकर जीवनीय अपनी अक्षमता ज्ञापन करते हुए क्षमा मांग लो। ऐसे करने पर गोबिटून का अपराध नहीं होता है। एठी श्री श्री ठाकुर जो माने गोटे कोहल अच्छी नियम रे जे जदि भी भूल रे आमे कौन सी कमिटमेंट कर देचु किंतु ताको सेठी जाके क्षमा प्रार्थना करके हाथ जोड़िकी कहीदेवा दरकार जे मो सेटा कही देथिली आ मु मोर किंतु सेटा मु पारिबिनी सेठी क्षमा सेथिले किंतु आ गो बिटवीन होबो नाही माने बिफोर टाइम से आपण उपरू से टाइम रे आशा कना से आउ काहा से काम असाइन कर परिबे आउ काहा ऊपर से दायित्व बा आउ काहा ऊपर से भरोसा कर परिबे किंतु तमे बिफोर द टाइम जदि काहा भी भूल रे कही देइचो किंतु सेठु जाकी तापर क्षमा प्रार्थना करनेवा दरकार सेथिले किंतु गो बिटवीन होबो नाही। एठी श्री ठाकुर कहते जो कन्फ्यूजनटा तांकर से भाईर थिला जे मु केमिति कही देछि आ से श्री ठाकुर पाखु पत्र लिखि नथिले जा फल कि सेटा हेतिला तो ये जिनस गुड़ा बहुत ही माइन्यूट जिनस आमको ठीक ठीक भाव में चलिया हेले गोटे से जाइली से गोटे प्रोग्राम रे मु देखी थाए से समय आमर कौन 7टा समय आरंभ हुए आउ माने आरती आरंभ हम सेठी जो प्रोग्राम में जाता आउ सेठी कौन मोर 7टा 14 हूँ प्रार्थना तो मु बसी समस्ते ये कर पूरा ये मत 2-3 जन आसिक डाकिले मो प्रार्थना रे बसची माने समस्ते सेठी हाथ जोड़ी सेठी आरती कर मोर ये चेयर बसिकी प्रार्थना कली प्रार्थना करके से पूर्व 2 जन आसिक मत नहीं डाकिले जे ये मुझू माने विचलित न हो धीरे की बसिकी आखि बुझिकी प्रार्थना करुँच प्रार्थना मोर सरला माने 25 पाखापाखि 25-30 पाखापाखि समय आखि खुली ता पूर्व देखला 3-4 जन मत चाहिए कहते ये गोटे आरती चलती गोटे पिला ये कौन गोटे तार कल आखि बुझिकी कौन गोटे कर तो से जिनसटा मुझे सेठी न करी थांती ताले परिवेश मते केबे भी मो पई से समयटा दे न थांता चिंता कर न थांता मु गोटे स्वतंत्र भाव में मोर गोटे व्यक्तित्व अच्छी बोली तो प्रति समय ये जिनसटा चेतना आसे जहाँ भी हो मोर इष्ट धाराटा मो भितर वंचित थाउ परिवेश विभिन्न प्रकार डिमांड पाई मु सेटा को जमती इग्नोर न करे जदि सेटा ही वंचित रहिबो देले जाई कि देखिबे आपणकर जिनस गुड़ा जदि सेठी जदि प्रेयरटा भी सेदिन टाइम न करेंगे से दिन भी देख मनटा ये क्षुब्ध रज प्रार्थना कर पारे सन्ध्या बेले आज एटा कर पारे तो यही सब छोट छोट जिनस गुड़ा आम भितर क्लीयर हवा दरकार आउ सदाचार गुड़ा को सीटा कहते यहाँ हूँ कौन मानसिक और आध्यात्मिक सदाचार जोटा कहती यहाँ हूँ मानसिक सदाचार एथिरे किसी गोबिटून ना एथिरे कौन आपणर जो जिनसटा को आपण ठीक बोली भावुं से ठीक टाक आप करवा दरकार पूरा संपूर्ण साहसर सहित ये आलोचना रखी आगू को आलोचना टी भाई करेंगे। जय गुरु। जय गुरु। विकास भाई तांकर बोधरे जहाँ माने
ଆଜି ଯେଉଁ ଆଲୋଚନା ରଖିଲେ ବିସ୍ତୃତ ଭାବରେ ବିଭିନ୍ନ ଉଦାହରଣ ଦେଇକରି ଭଲ ଲାଗିଲା। ଆମର ପ୍ରଦୀପ ଭାଇ ଅଛନ୍ତି, ପ୍ରଦୀପ ଗିରି ଭାଇ କିଛି ଆଲୋଚନା ରଖିବେ 5-10 ମିନିଟ୍। ଜୟ ଗୁରୁ ଭାଇ, ଜୟ ଗୁରୁ। এই ଟପିକ ନେଇକି ଆମର যেটা ଆଜି ଆଲୋଚନା ଚାଲିଛି, ଲାଷ୍ଟ 3 ଦିନ ହେଲା ଚାଲିଛି ଆଲୋଚନା ଠାକୁରଙ୍କର ଭାବଧାରା ବିଷୟ ନେଇକି, ଯେ ଆମର ଆମେ କେବେ ଠକିବାନି କି କାହାକି ଠକେଇବାନି, ଏ ଅର୍ଥକୁ ନେଇକି ସବୁ କିଛି ହଉଛି ଦୁନିଆରେ। ଯଦି ଏ ଅର୍ଥକୁ ନେଇକି ଆମେ ପ୍ରପର ୱେରେ ନ କରିପାରିବା, ମ୍ୟାନେଜମେଣ୍ଟ ନ କରିପାରିବା, ତାହେଲେ ନିଶ୍ଚୟ ସମସ୍ତଙ୍କ ଲାଇଫରେ, ପର୍ସନାଲ ଲାଇଫରେ ହିଁ ବ୍ୟତିକ୍ରମ ସୃଷ୍ଟି ହବ। ତାପରେ କି ଏକ୍ଜିଷ୍ଟ କମିଯିବ ଆମର। ସେଥିପାଇଁ ଠାକୁରଙ୍କ ଭାବଧାରା ନେଇ ଚାଲିବା ମାନେ ହେଲେ ଆମର ଯେ ଅଛି ଦୁର୍ବଳତା ସେ ବି କମିଯିବ। ଆମେ ଭଲ ଲାଇଫ ଟାଇମ ଆମେ ବଞ୍ଚି ପାରିବା। ସେଥିପାଇଁ ଠାକୁର କହୁଛନ୍ତି ଯେ ଆମର ଯେମିତି କହିଛନ୍ତି, ତୁମେ ଯାହାକୁ ଅନ୍ୟଠାରୁ ଯେପରି ପାଇବାକୁ ଇଚ୍ଛା କର, ଅପରକୁ ମଧ୍ୟ ସେପରି ଦେବାକୁ ଚେଷ୍ଟା କର। ଏପରି ବୁଝି ଚାଲିପାରିଲେ ଭଲ ହବ। ଆଉ କଣ ନିଜେ ଠକି ସମସ୍ତଙ୍କୁ ଖୁସି ରଖିବା ପାଇଁ ଚେଷ୍ଟା କରିବ ନାହିଁ। କାହିଁକି ନା ନିଜେ ତ ହରାଇ କେବେ ଖୁସି କଲେ ଯେ ନିଜର ଦୁଃଖ ହବ, ସେଇ ଦୁଃଖରେ କିଏ ଭାଗି ରହିବେନି। ଯେ ଲୋକ ଅଛନ୍ତି ଯାଇକି ନିଜର ପ୍ରଦୀପ ଭାଇ, ଲୋନ୍ ବିଷୟରେ ଯେଉଁ ଆମର ଯେଉଁ ଟପିକ୍ ଅଛି ନା, ସେ ଟପିକ୍ ପଢ଼ିକି ଦେଖିକି କୁହନ୍ତୁ ନହେଲେ। ହଁ, ବେସିକାଲି ଲୋନ୍ କଥା ମୁଁ କହୁଛି, ଯାଉଛି ତ ଏ ଲୋନ୍ ସମ୍ବନ୍ଧୀୟ କହୁଛନ୍ତି ଯେ ଠାକୁରଙ୍କ ଧାରା ଅନୁସାରେ ଠାକୁର କହିଛନ୍ତି ଯେ ଭାଇ ଯାଇକି ଲୋନ୍ ତାଙ୍କ ବ୍ୟାଙ୍କରେ ଟଙ୍କା ରଖିଥିଲେ, 5,000 ଟଙ୍କା ରଖିଥିଲେ କି ରଖିଥିଲେ, ସେ ଗୁରୁ ଭାଇ ଦେଖିଲେ ତୁମେ ଯେ ଟଙ୍କା ରଖିଛ ବ୍ୟାଙ୍କରେ, ଯେଉଁ ସୁଧ ଆସୁଛି ତମର, ସେ ସୁଧ ଅନୁସାରେ ଯଦି ତୁମେ ମତେ ଦିଅନ୍ତ ଲୋନ୍ ଆକାରରେ, କରଜ ଆକାରରେ, ତାହେଲେ ବ୍ୟାଙ୍କ ଠାରୁ ତୁମେ ମୋ ସୁଧ ଅଧିକା ଦେବି। ଏଇ ଜାଗାରେ ଯେ ମାନେ ଲୋଭ ଆସିଛି, ଯେ ଲୋଭରେ କି ଗୁରୁ ଭାଇ ନିଜ ଲୋଭକୁ ନ ସମ୍ଭାଳି ପାରି ତାଙ୍କୁ ଦେଇଛନ୍ତି। ଇଭିନ୍ ତାଙ୍କ ସ୍ତ୍ରୀଙ୍କର କଥା ନ ଶୁଣି, ୱାଇଫ କଥା ନ ଶୁଣି ତାଙ୍କୁ ଦେଇଛନ୍ତି। ଏଇ ଜାଗାରେ ତାଙ୍କର ସ୍ତ୍ରୀ ଯିଏ ଅଛନ୍ତି, ତାଙ୍କର ଶୁଭାକାଂକ୍ଷୀ, ସମସ୍ତ ଗୁଡ ୱେଲ ୱିଶର୍ସ ଲାଇଫର, ତାଙ୍କୁ ସେ ଏଭଏଡ୍ କରିଛନ୍ତି। ପର ଷ୍ଟେପରେ ଯେତେବେଳେ ସେ ତାଙ୍କୁ ମାସ ପରେ ଆଣିକି ଟଙ୍କା ଦେଇଛନ୍ତି, ତାଙ୍କର ସୁଧ ପଇସା ଯେଟା ଆମର କରଜର, ସେ ଖୁସି ହେଇଛନ୍ତି ଏବଂ କହିଛନ୍ତି ଦେଖ ମୋ ବନ୍ଧୁ କେମିତି ମତେ ଦେଲେ, ଗୋଟେ ମାସ ଆଣି ଟଙ୍କା ଦେଲେ, ପ୍ଲସ ମିଠା ପାଇଁ ଆଣି ଟଙ୍କା ଦେଲେ। ମିସେସ୍ କଣ କହିଲେ, ଭାଇ ଦେଖ ଏ ତ ଜଷ୍ଟ ତମର ଦେଲେ ସୁଧ, ମୂଳଧନ ତ ଅଛି ହାତରେ, ତମେ ତ ଫେରି ପାଇବ କି ନାହିଁ ଦେଖ, ଚେଷ୍ଟା କର। ଏ ପ୍ରସଙ୍ଗରେ ଚାଲିଲା ପରେ କ୍ରମାଗତ ଭାବରେ ମାନେ ନିଜ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହେଇଛି, ଯେଟା କି ଠାକୁର ଭାବାଧାରା ଅନୁସାରେ ଯାଇପାର ନାହିଁ। ସେଥିପାଇଁ ଲାଇଫରେ ଯେତେବେଳେ ଆମର ଠାକୁରଙ୍କୁ ଧରି ଆମେ ଚାଲିଛେ, ଯେ ଯେକୌଣସି ଟାଇମରେ ଯାହା କିଛି ଆମେ କରିବା, ମତଲବ ଏଇ ଲୋନ ସମ୍ବନ୍ଧ କଥା ନେଇ ବେସିକାଲି ଆମର ଆଲୋଚନା 3 ଦିନ ହେଲା ଚାଲିଛି। ଯେ ଯେତେବେଳେ ପଇସା ପତ୍ର ଆମେ ମାଗୁଛନ୍ତି ବା ନଉଛନ୍ତି, ମାନେ ଯେଟା କି ଆମର ସେ ଲୋକ ବିଷୟରେ ଆମେ ଜାଣିନୁ କିଛି, ଇଭିନ୍ ଗୁରୁ ଭାଇ ହଉ ବି ନନ୍ ଗୁରୁ ଭାଇ ହୁଅନ୍ତି, ତାଙ୍କ ବିଷୟରେ ଆମେ କିଛି ଜାଣିନୁ। ସଡନଲି ଧର କୌଣସି ଗୋଟେ ମେଡିକାଲ କେସ୍ ହେଲା, ସେ ସିଚୁଏସନରେ ଆମେ କଣ କରିବା? ଏ ଯେ ଦୀକ୍ଷିତ ଭାଇ ଗୁରୁ ଭାଇ କଣ କରିବା? ସେ କେସ୍ ଆମକୁ ଦବାକୁ ପଡିବ। କେମିତିକା ଆମର ସମ୍ବଳକୁ ନେଇକି, ଆମର ଯେଟା ଆମେ ଧର ଯେଟା କି ଆଲୋଚନା ହଉଥିଲା, ଯେଟା ଆମର ଯଦି କ୍ଷତି ନ ହବ, ଧର ମୋର କାପାସିଟି ଅଛି 5,000 ମୁଁ ଦେଇପାରିବି, ସେ ଜାଗାରେ ମୋ ଥିରେ ଅଛି 50,000, କିନ୍ତୁ ମୁଁ ଦେଇଦେଲେ 50,000 ଟଙ୍କା, ନେକ୍ସଟ ମୁଁ କିଛି କରିପାରିବିନି, ମୋ ହାତ ବନ୍ଧା ହେଇଯିବ। ଠାକୁରଙ୍କ ଧାରା ଅନୁସାରେ ନିଜ ତ ହରାଉ ନାହିଁ। ସେ ଜାଗାରେ ନିଜକୁ ନିଜର କାପାସିଟି ଅନୁସାରେ ଦେଲେ ଭଲ ହବ, ଯାଇକି ସେ ଆଶା ରଖିବନି। ଆଉ ଦାନ କଲା ବେଳେ ଏଇ ଟଙ୍କା ଟା ଆମେ ଦଉଛେ, ତାକୁ ଆଶା ରଖାଯିବନି। ଦେନେ ଭଲ, ନଦେନେ ଚଳିବ। ଏଇଟା ଦେଲେ ଆମର କିଛି ପ୍ରୋବ୍ଲେମ କି ଦେଖନ୍ତୁ, ଆମର ଯଦି ସମ୍ପର୍କ କଥା ନେଇ କହିଲେ, ଆମର ଗୁରୁ ଭାଇ ସମ୍ପର୍କ ହଉ, ଯେଟା କି ଆମେ ଯଦି ଷ୍ଟାର୍ଟିଂ ରୁ ଆମେ ଯେ ଲୋକ ସମ୍ପର୍କ ଅଛି, ତାକୁ ଯଦି ଆମେ ସମ୍ପର୍କ ଭଲ ରଖିବାକୁ ଚାହୁଁଛେ, ଇନିସିଆଲି ଷ୍ଟେଜରେ ଆମେ ଦବା ପୂର୍ବରୁ ପଚାରିବା କି ଆମେ ଜାଣିପାରିବା, ତାକୁ ଆମେ ଦବା। ଯଦି ନଦେଲେ ସେ ରାଗିଯିବ, କି ନଦେଲେ ବି ସେ କଣ ନା ମନ ଦୁଃଖ କରିବ। କିନ୍ତୁ ଆମେ ଦେଇ ସାରିଲା ପରେ ଟଙ୍କାଟା ତାକୁ ଯଦି ଆମେ ନ ଆଣିବା, ବାର ମାଗିବା, ସେ କଣ କରୁତା ମନ ଦୁଃଖ ହବ, ପୁଣି ସମ୍ପର୍କ ଖରାପ ହବ। ତା ପୂର୍ବରୁ ଆମେ କାହିଁକି ନିଜକୁ ଠାକୁରଙ୍କ ଧାରା ଅନୁସାରେ ନ କରିକି କାହିଁକି ନ ଯିବା? ସେଇଟା ବହୁତ ବଡ ଜିନିଷ। ଏଇ ସବୁ ଲାଇଫ ନେଇକି ଆମେ ଲାଷ୍ଟ 3 ଦିନ ହେଲା ଆଲୋଚନା ହଉଛି।
ମୁଁ ବିଶେଷ କିଛି ତା ଭିତରୁ ଯାଉ ନାହିଁ। ଖାଲି 2-3ଟା ଏକ୍ଜାମ୍ପଲ ଦଉଛି ମୋ ରିଅଲ ଲାଇଫରେ ଯୋଉ ଘଟଣା ଘଟିଛି ମୁଁ ସେ ବିଷୟରେ କହୁଛି। ଯୋଉଟା କି ହଁ ହେଇଗଲାଣି ପ୍ରାୟ 4-5 ବର୍ଷ ତଳେ ମୁଁ ଦେଇଥିଲି ମୋ ଟଙ୍କା ନେଇଥିଲେ, ଜଣେ ବନ୍ଧୁ ନେଇଥିଲେ 20,000 ଟଙ୍କା ନେଇଥିଲେ। ସ୍ପେସିଫିକ ଆମାଉଣ୍ଟ କହୁଛି। ତ ସେ ଆମାଉଣ୍ଟରେ ମୋର ସେ କଣ କହିଲେ ସେମ୍ କେସ୍ ପୁରା ଡିଟୋ ସେମ୍ ଟୁ ସେମ୍ ମ୍ୟାଚ୍ କରୁଛି। ମୁଁ ବି ମୋ ବ୍ୟାଙ୍କରେ ଟଙ୍କା ରଖିଥିଲି। ସେ କହିଲେ ତୁମେ କେତେ ଟଙ୍କା ପାଉଛ କି, ତମେ ଗୋଟେ କାମ କର ମୋର ଟିକେ ଦରକାର ଅଛି ଆଉ ତୁମେ ମତେ 50,000 ଟଙ୍କା ଦେଇଦିଅ ଆଉ 5% ଇଣ୍ଟରେଷ୍ଟରେ ତୁମକୁ ଦେଇଦେବି ଆଉ 250 ଟଙ୍କା ପ୍ରତି ମାସ ପାଇବ ଆଉ। ତ ମୁଁ ତାଙ୍କୁ ଦେଲି ଆଣିକି। ଦେଲା ପରେ ମାସେ କି 2 ମାସ ମତେ ପଇସା ମିଳିଛି। ତାପରେ ଆଉ ମତେ ପଇସା ମିଳିଲାନି। ମୁଁ ଯେତେବେଳେ ଠାକୁରଙ୍କ ଇଷ୍ଟବୁତି କରିକି ଯାଇଥାଏ, ମୁଁ କହିବି ପ୍ରଭୁ ମତେ ଆଟଲିଷ୍ଟ ମୋ ପଇସାଟା ତାଙ୍କୁ ମୋର ଦରକାର ନାହିଁ ସୁଧ ପଇସା, ମୋ ପଇସାଟା ଫେରେଇ ଦିଅନ୍ତୁ। ଠାକୁରଙ୍କୁ କିନ୍ତୁ ଦେଲା ପୂର୍ବରୁ ମୁଁ ଠାକୁରଙ୍କୁ ପଚାରେ ନାହିଁ ପ୍ରଭୁ ଦେବି କି ନାହିଁ, ଠାକୁରଙ୍କ ଭାବଧାରା ବୁଝି ନାହିଁ। ଠାକୁରଙ୍କର ଯେ ଅଛି ପ୍ରୋସେସ ପ୍ରୋସିଡିଓର ଯେ କେମିତି ଦବା ପୂର୍ବରୁ ତ କିଛି ବିବେଚନା କରୁନାହିଁ, କିଛି ଜଜମେଣ୍ଟ କିଛି ନାହିଁ। ସଡନଲି ଲୋଭ ଆସିଲା ମନ୍ଦିର ମାନେ ମନ୍ଥଲି 250 ଟଙ୍କା ଆସିଲେ ବର୍ଷ ଭିତରେ ମୋର ଆସିଯିବ 30,000 ଟଙ୍କା ଆସିଯିବ। ତ ଦେଇଦେଲା ପରେ 2 ମାସ 3 ମାସ ମୁଁ ପ୍ରତିଦିନ ମାନେ ସକାଳୁ ଉଠିମି, ତାପରେ ଠାକୁର କାମ ସାରିକି ଚାଲ ପଇସା ମାଗିତେ ଯିବାର ଅଛି। କେମିତି ନିଶା 50,000 ଟଙ୍କା ପଳେଇଛି ମୋ ହାତରୁ। ଏମିତି ହେଇ 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 ଲାଷ୍ଟ ପଇସା ଚାଲିଗଲା। ଏପର୍ଯ୍ୟନ୍ତ ସେ ପଇସା ରିଟର୍ନ ଆସିନାହିଁ। ଭୁଲଟା ମୋର ନା ଠାକୁରଙ୍କ ଭୁଲ ଏଇଟା। ମୁଁ ଭାବି ମୁଁ ଠାକୁର ଦେଖେଇଲେ ଠାକୁର ମତେ ମତେ ହଇରାଣ କାହିଁ କଲେ। ମୁଁ ତ ଭଲ ସରଳ ଲୋକ ବିଶ୍ୱାସ କରିଦେଇଥିଲି। ସେଇ ଜାଗାରେ ମୋର ଭୁଲ ହେଲା ଯୋଉଟା କି ଠାକୁର କହୁଛନ୍ତି କି ସରଳ ହୁଅ କି ବେବକୁଫ ହୁଅନି। ବିବେଚନା କର କୋଉ ଜାଗାରେ ଇନଭେଷ୍ଟ କଲେ ହବ, କୋଉ ଜାଗାରେ କେମିତି ଲୋକ ଦେଲେ ଫେରି ପାଇବ। ସେଇ ଜାଗାରେ ମୋର ଲୋଭ ବସିଲା, ଯୋଉଟା କି ସେ ଲୋଭ ବଶବର୍ତ୍ତୀ ଦେଇକି ମୋର ସେଇ 3-4 ମାସରେ ପାଇଥିଲି 7-8 ପାଇଲି। ତାପରେ ମୋର ପ୍ରେମ ଚାଲିଗଲା। ଏଇ ଜାଗା ଗୁଡାରେ ଆମକୁ ଠାକୁରଙ୍କର ନିୟମ ଧାରା ମାନିଲେ ଆମେ ବଞ୍ଚିଯିବା। ତା ପରିବର୍ତ୍ତେ ବି ମୋ ସାଙ୍ଗରେ ଘଟଣା ଘଟିଛି ଛୋଟ ଛୋଟ ଆମାଉଣ୍ଟ, କିନ୍ତୁ ସେଇଟା ମୁଁ ଆଶା କରୁନାହିଁ ସେଇଟା ଫେରିବା ପାଇଁ। କିନ୍ତୁ ମୋତେ ଆସିନାହିଁ ଏପର୍ଯ୍ୟନ୍ତ ବି। ସେ ସବୁ ଯାଇଛି, ପଇସା ଯାଇଛି। ସେ ଆସିବ ବୋଲି କିଛି ଧାରଣା କିଛି ନାହିଁ। କିନ୍ତୁ ମୋର କାପାସିଟି ଭିତରେ ଥିଲା। କିନ୍ତୁ ମୋ ଦୁଃଖ ଲାଗିଲାନି। ଆଉ ଦୁଃଖରେ ମୁଁ ଆଉ ମ୍ରିୟମାଣ ହେଲିନି। କାହିଁକି ନା ମୋ କଣ୍ଟ୍ରୋଲ ଭିତରେ ଥିଲା ଏଟା। ସେଥିପାଇଁ ଏସବୁ ଲୋନ ଧାର କଥା ନେଇକି ବେସିକାଲି ଆଲୋଚନା ହଉଛି। କାହିଁକି ନା ବର୍ତ୍ତମାନ ମାର୍କେଟରେ ଯାଆନ୍ତୁ, ବିଜନେସ କୁହନ୍ତୁ, ଚାକିରୀ କୁହନ୍ତୁ, ଘର କୁହନ୍ତୁ, ସବୁ ଜାଗାରେ ଲୋନ ହିଁ ଲୋନ। ଲୋନ ହିଁ ଲୋନ। ଆଉ ଲୋନ ଗୋଟେ ଏମିତି ଗୋଟେ ଜିନିଷ, ତାକୁ ଯଦି ମୁଣ୍ଡରେ ଧରି ଚାଲିବେ ନା ପୁରା ୱିକ ଭଳିଆ ଜିନିଷ ମୁଣ୍ଡରେ ପୁରା ମାଇଣ୍ଡ ପୁରା ଖାଇଯିବ ସେ। ଆଉ ଯଦି ଠାକୁରଙ୍କୁ ଆମେ ଧରି ଚାଲିଛେ ଏମିତି ଭୁଲ ବାରମ୍ବାର ଯଦି କରି ଚାଲିବା, ଥରେ ଦିଥର ଠିକ ଅଛି ମ୍ୟାନେଜେବଲ। ଯଦି କଣ୍ଟିନ୍ୟୁସଲି ଆମେ ଲୋଭର ବଶବର୍ତ୍ତୀ ହେଇକି ବାରମ୍ବାର ଭୁଲ କରି ଚାଲିଥିବା, ତାହେଲେ ଏଠି ଏତେ ନାମ ଆମେ ଯେ ଗୋଟେ ସତ୍ସଙ୍ଗୀ କି ଠାକୁରଙ୍କର ଗୋଟେ ଭକ୍ତ କି ଆମେ ଠାକୁରଙ୍କୁ ଧରିଛେ, ତାହେଲେ ସେଟା ଠିକ ନୁହଁ। ମାନେ ତାମାନେ ଆମେ ଏଟା ଠାକୁରଙ୍କୁ ମାନୁନେ ଆଉ। ଏଇଟା ହଉଛି, ଏଥିପାଇଁ ଆମେ ଦୁଃଖ କରୁଛେ। ସେଥିପାଇଁ ଆମେ ଏ ସବୁ ବିଭିନ୍ନ ଆଲୋଚନା ପ୍ରସଙ୍ଗ ହଉଛି, ବିଭିନ୍ନ ଯାଜନ ହଉଛି, ସତ୍ସଙ୍ଗ ହଉଛି, ଏଇସବୁ ବିଷୟରେ ଆଲୋଚନା ହୁଏ। ସେ ନେଇକି ଠାକୁର କହିଛନ୍ତି ଯେ ସତ୍ସଙ୍ଗ ଆସ। ସତ୍ସଙ୍ଗ ହଉଛି ଆମର ଗୋଟେ ହଉଛି ହସ୍ପିଟାଲ। ଆମର ଯୋଉ ସବୁ ଆଲୋଚନା ହଉଛି, ଆମର ସବୁ ବିଭିନ୍ନ ଆଲୋଚନା ହଉଛି, ଆମର ସବୁ ମେଡିସିନ ଟାଇପର ସବୁ କାମ ଦିଏ, ଡକ୍ଟର ଟାଇପର। ଏସବୁ ଆମେ ଯଦି ବାର ସଂଘର୍ଷ ଆସିବା, ଏଇ ଯେମିତି ଆମର 3 ଦିନ ହେଲା ଚାଲିଛି ଆଲୋଚନା ଟା ଋଣ ସମ୍ବନ୍ଧୀୟ। ଠାକୁର ଆମକୁ କଣ ଧାର ଦେଇଛନ୍ତି, କଣ କେମିତି ଚଳିବା, କେମିତି ଦାନ କରିବା, କେମିତି ନ କରିବା, ଏସବୁ ବିଷୟରେ କଣ୍ଟିନ୍ୟୁ 3 ଦିନ ଚାଲିଛି। ଆମେ ଆଜି ଶୁଣିବା ଫରମର ଆଲୋଚନା ଚାଲିଛି। ଏ ଫରମର ଆଲୋଚନା ଚାଲିଲା ପରେ ପୁଣି ଏଇ ଚାର୍ଜରେ ରହିବ କେତେ ଦିନ ରହିବ ନା 2 ଦିନ ଆଲୋଚନା ଚାର୍ଜ ରହିବ। ତାପରେ ଆମେ ଧୀରେ ଧୀରେ ପୁଣି ଏଇ ଯୋଉ ରିଅଲ ଲାଇଫରେ ପଳେଇ ଆସିବା। ଠିକ ଅଛି, ସେ ତ କହୁଥିଲେ ଆଲୋଚନା ସମସ୍ତେ କୁହନ୍ତି, ଆଲୋଚନା ସମସ୍ତେ ଗୋଟେ କୁହନ୍ତି, ଆଉ ଆମେ ଆମ ଲାଇଫରେ ଚଳିବା ଆଉ କଣ। ସେ ନେଇଯାଉ ନିଅନ୍ତୁ ତ ଇଣ୍ଟରେଷ୍ଟ ଭଲ ମିଳିବ ନିଅନ୍ତୁ। ସେଇ ଜାଗାରେ ବି ଧର ଘର ଲୋକ ଅପୋଜ କରିବେ, ଆଲୋଚନା ତ କହୁଥିଲ ଭଲ କଥା କହୁଥିଲ, ପୁଣି କଣ ଭୁଲ କରୁଛ। ଏ ବି ଫ୍ୟୁଚରରେ ଏଟା ଆସିବ ଏଟା। କିନ୍ତୁ ତାକୁ ଆମେ ଯଦି ନ ମାନି ଚାଲିବା, ପୁଣି ସେମ ଭୋଗିବା। ଯଦି କହିବା ନା ମୋ ଠାକୁର ମତେ ବଞ୍ଚେଇଲେନି। ଠାକୁର କଣ ଆସିକି ଘର ଆସି ନିଜ ବାପା ମା ଭଳିଆ କହିବେ ଆସିକି, କେମିତି କୁହାଯିବ ଆଉ। ଏଇଟା ନ ମାନି ଚଳିଲେ ଏହା ହିଁ ପ୍ରୋବ୍ଲେମ କ୍ରିଏଟ ହବ। ସେଥିପାଇଁ ଆମକୁ ଏଇ ଧାରା ନେଇ ଆଉ ଚାଲିବାକୁ ପଡିବ। ଆଉ ସ୍ପେଶାଲି କି ଯେ ଆମର କୁହନ୍ତି ଯେ ଆମର ଘରର ଯୋଉଟା କି ଆମର ୱାଇଫ, ସେମାନେ ହଉଛନ୍ତି ସବୁଠୁ ବଡ ୱେଲ ବିଶର୍ସ। ତାଙ୍କ କଥା ମାନିବା ଚଳିବା, ମାନିବା ଇନ ଦ ସେନ୍ସ ଅଫ ସେ ଜାଣିପାରନ୍ତି କି ସେନ୍ସରେ କାହାକୁ ଦବା। କାହିଁକି ଏଇ ଦେଖନ୍ତୁ, ଏଇ ଯୋଉ ପଇସା ଗୁଡା ମୋର ଯାଇଛି,
ମତେ ମିସେସ୍ ବାର କୁହନ୍ତି ଭାଇ ଏ ତୁମେ ତାଙ୍କୁ କଲ୍ କରୁନ ଟିକେ, ସେ ପଇସା ନେଇଛନ୍ତି କିନ୍ତୁ ଦେବେନି ତମକୁ। ତ ତାଙ୍କର ସେଇ ଦୃଷ୍ଟିଟା ଅଛି, କିନ୍ତୁ ସେ ତାଙ୍କୁ ଆମର ହାମ୍ବଡାମି ଦେଖିକି ମୁଁ ପଇସା ଇନକମ୍ କରୁଛି, ତୁମେ ମତେ କଣ ଗୋଟେ ଗାଇଡ କରୁଛ, ତୁମେ ଗୋଟେ ବେକାରତା କରୁଛ, ମୁଁ ଦବ ସିଏ ମୋ ସାଙ୍ଗଟା ବନ୍ଧୁଟା ଦବନି ନା। କିନ୍ତୁ ଆମେ ଇଣ୍ଟରନାଲ ଆମେ ତାଙ୍କ ମୁହଁର ନିଜକୁ ବାହା ପଢିବା ପାଇଁ କହୁଛେ, କିନ୍ତୁ ପରେ ଭିତରେ ଆମର ଅଲଗା ଟାଇମରେ ନିଜକୁ କ୍ୱେଶ୍ଚନ କରୁଛେ ସତ ତ ଯଦି ମୁଁ କହିଥାନ୍ତି ଭଲ ହେଇଥାନ୍ତା। କିନ୍ତୁ ଗୋଟେ ଘଟଣା ଘଟିଥିଲା କଣ କି, ଜଣେ ବନ୍ଧୁ ମତେ ମାଗିଲେ 15,000 ମାଗିଲେ। ସଡନଲି ମୁଁ ତାଙ୍କୁ ସେଠି କିଛି କହିପାରିଲିନି, ଦେଇକି ମଝିର ମୋ ମିସେସ୍ ଜଣେଇଲି, ଇମିଡିଏଟଲି ଜଣେଇଲି, କହିଲେ ତୁମେ କାହିଁ 15 କହିଲ, କାହିଁ ତମେ 10 କହିଲନି, 5 କହିଲନି। ତ ସେଇ ଜାଗାରେ କି ମୁଁ ତାଙ୍କୁ ଆଉଥରେ ଫୋନ କଲି, ମୁଁ କହିଲି ଭାଇନା କଣ କରିବା, ଆଉ ଟିକେ ପଇସା ସର୍ଟେଜ ହବ, ମୁଁ ତମକୁ 6,000 ଦେବି ଆଉ। ଦେଇକି ସେ ଆଉ କିଛି କହିଲେନି, ହଁ ଠିକ ଅଛି ଯାହା ଦେବେ ଆଉ। ଏ ପଇସା ମିଳିନି, ସେ ପଇସା ଅବଶ୍ୟ ମାନେ ଦେଖନ୍ତୁ ମୋର ସେ 15,000 ରୁ 6,000 ମାନେ 10,000 9,000 ମୋର ବଞ୍ଚିଗଲା। ମୁଁ ଯଦି ପଚାରିନଥାନ୍ତି, ସେ 6,000 ତ ଗଲା, ଆହୁରି 9,000 ପଳେଇଥାନ୍ତା। ତାମାନେ ଆମେ ଯଦି କିଛି ଅନ୍ୟକୁ ନ ପଚାରିବା ଯେ ମୁଁ ପଇସା କମଉଛି, ମୋ ମିସେସ୍ କଣ, ନା ସେଇଟା ଭୁଲ ଧାରଣା। ଏଇଟା ଆମ ସମାଜରେ ଏଇଟା ଆମେ ବହୁତ ଭୁଲ କରି ଠାକୁରଙ୍କୁ ଧରିକି ସେ ଗୋଟେ ମୋର କଣ ଗୋଟେ ଦବ, ଗୋଟେ ଜଜମେଣ୍ଟ ଦବ ଗୋଟେ କଣ, ଫଳରେ ଫଳରେ ପଇସା ପତ୍ର ସର୍ଟେଜ ହବ। ମୁଁ କହୁଥିଲି ନା ମତେ ମାନିଲନି, ଫଳରେ ନେକ୍ସଟ ଧୀରେ ସେଇଠୁ ପଏଣ୍ଟ ବାହାରିବ, ଫଳରେ କ୍ରିଏସନ ହବ, ଫାକ୍ସନ କ୍ରିଏସନ ହବ, ଫଳରେ ଯୁକ୍ତି ଆରମ୍ଭ ହବ। ଭାବଧାରା ଅନୁସାରେ, ଠାକୁରଙ୍କ ଧର ଅନୁସାରେ ତମର କିଛି ଏଠି ଆଉ କାମ ଦବନି। ଭୁଲ କଲା କିଏ, ଭୁଲ କଲି ମୁଁ। ତା ପାଇଁ ପୁଣି ଘର ପ୍ରୋବ୍ଲେମ ହବ, ପାଟିବାରି ହବ, ଠାକୁରଙ୍କ ଭିତରେ ଇମ୍ପେକ୍ଟ ଆସିଯିବ। ତେଣୁ ଆମ ଠାକୁର ଦୀକ୍ଷା ନେଇ ଲାଭ କଣ, ଠାକୁର ଭାବଧାରା ଠାକୁର ଧରି ଲାଭଟା କଣ ଆମର ହେଲା। ସେଥିପାଇଁ କାହିଁକି ଆମେ ଭାଇ ମୁଖକୁ ଯିବା କାହିଁ, ଗୋଡ ଧୋଇବା କାହିଁ, ଯେ ଓଡିଆର ଭାଷା ଅଛି ସେମିତିକା। ଯାହାବି କରିବା ଠାକୁରଙ୍କ ଭାବଧାରା ଅନୁସାରେ କରିବା, ଆଉ ଯାହାବି କୋଉଠି କରୁଛେ ଦେଖି ଚାହିଁ କରିବାର ଅଛି ଠାକୁରଙ୍କ ଭାବଧାରା ନେଇକି। ତାହେଲେ ଆମେ ଯେ ବିପଦ ମୁଖରେ ଆସୁଛନ୍ତି, କିନ୍ତୁ ଆମେ ବହୁତ ଭାବରେ ବଞ୍ଚିତ ରହିଯିବା। ଆଉ ଏ ବି ଜାଣିଛନ୍ତି ମଝିରେ ସବୁ ଆସେ ଆମର ସେଇ ଲୋନ ସମ୍ବନ୍ଧୀୟ ନେଇକି ସବୁ ଛୋଟ ଛୋଟ ମାନେ ହଉଛି ମେସେଜ ଆସେ, ଏତେ ଟଙ୍କା ଦିଅ ଏତେ ଲୋନ ଆସିବ, ଏସବୁ ଲୁଭ ଆସେ ମେସେଜ ବହୁତ ଆସେ ସବୁ। ଏସୁଟା ଆମେ ସବୁ ତାକୁ ଯେତେ ଆମେ ଏଭଏଡ୍ କରିବା। କାହିଁକି ଦେଖନ୍ତୁ, ଲିଗାଲି ଲୋନ୍ସ ଆମେ ଯିବା ବ୍ୟାଙ୍କକୁ ଯାଆନ୍ତୁ, ନର୍ମାଲି ଗୋଟେ ଲୋନ ଆଣିବା ପାଇଁ ଯିବେ, କେତେ ଡକୁମେଣ୍ଟେସନ କରନ୍ତି। ଏ ଡକ୍ୟୁମେଣ୍ଟ ଦିଅ, ସେ ଡକ୍ୟୁମେଣ୍ଟ ଦିଅ, ଏ ଡକ୍ୟୁମେଣ୍ଟ ଦିଅ, ମର୍ଗେଜ ପାଇଁ ଦିଅ। ଠାକୁର ବି କହିଛନ୍ତି ଏଠି ମର୍ଗେଜ ରଖ। ଯେ ତାଙ୍କ ୱାଇଫ କହିଲେ କିଛି ଜମି ରଖ, କି ସୁନା କି ବନ୍ଧକ ରଖ, ତାକି ଆମେ ହାତ ପଇସା ଚାଲିଗଲେ ଆମେ ଆମ ରିଟର୍ଣ ଟା ପାଇପାରିବା। ତାକୁ ଆମେ ବିଶ୍ୱାସରେ ରଖିଲେନି। ବିଶ୍ୱାସ ଭଲ, ମାନେ ବିଶ୍ୱାସ ଟା ଖରାପ ଜିନିଷ ନୁହଁ, କିନ୍ତୁ ବିଶ୍ୱାସରେ ଯେଟା କି ତମର, ଯୋଉଟା କି ଠାକୁର କହିଲେ, ସେ ଯେ ତମର ବନ୍ଧୁ ସେ କେମିତି ତମ କଥା କହୁଛନ୍ତି। ମାନେ କୁହନ୍ତି ନା ହଉଛି ମାନେ ଗୋଟେ କମ ଭାଷାରେ ଅଛି ଯଟା କି, ତ ନବା ପାଇଁ ଯେ ମଣିଷ କେତେ ଆଳ ଦେଖେଇ କଥା ହୁଏ, ସେ ଆଳଟାକୁ ବୁଝିବାକୁ ପଡିବ। ସେ ଆଳରେ ତୁମେ ଯଦି ତାକୁ ଆଳରେ ଫସେଇଦବ, କାହିଁକିନା ଟେକ୍ନୋଲୋଜି ମାନେ ଟେକ୍ନିକାଲି ସେମାନେ କଥା କହିବା ବହୁତ ଷ୍ଟାଇଲ କରି କଥା କୁହନ୍ତି, ବିଭିନ୍ନ ଆଳରେ ଦେଖିବା ପାଇଁ। ତାପରେ ପଇସା ପାଇବା ଚକରରେ, ଆଉ ପଇସା ପାଇ ସାରିଲା ପରେ ନା ସେ ବନ୍ଧୁ ଆଉ ଯେ ବିକାଶ ଭାଇ କହିଲେ ଫୋନ ଉଠେଇବେନି। ମୋର ତ ଏମିତି ବହୁତ ଘଟଣା ଘଟିଛି। ଏମିତି ସବୁ ହବ ନିହାତି ମାର୍କେଟରେ। ସେଥିପାଇଁ ଆମକୁ ବଞ୍ଚିବାକୁ ହେଲେ ଏସବୁ ଦିଗରୁ ଦୂରେଇ ରହିବାକୁ ଗଲେ ଠାକୁରଙ୍କ ଭାବ ଧାରାରେ ଚାଲିବା। ତା ଫଳରେ କି ଆମର କିଛି ପ୍ରୋବ୍ଲେମ ହବନି। ମୁଁ ତ କହୁଛି ଦୁନିଆରେ ଏମିତି କି ଶକ୍ତି ନାହିଁ ଯେ, ଏମିତି ଶକ୍ତି ଦୁନିଆରେ ନାହିଁ ଯେ ଠାକୁରଙ୍କ ନିୟମ ନୀତି ମାନି ଚାଲିଥିବ, କୌଣସି ଶକ୍ତି ତାକୁ ଟଚ କରିପାରିବନି। କୌଣସି ଶକ୍ତି ଟଚ କରିପାରିବନି। କାରଣ ମୋର ରିଏଲ ମୋ ଲାଇଫରେ ବହୁତ ଘଟିଛି ବହୁତ ମୋ ଲାଇଫର। ଆଉ ତୁମେ ଯଦି ଠାକୁରଙ୍କୁ ପରେ ନିଜ ଆଗେ ଠାକୁର ତ ଆମର ପର କଥା, ମୁଁ ଆଗେ ମୋ କଥା ବୁଝି ସାରି, ମୁଁ ଆଗେ ମୋ ଜଜମେଣ୍ଟ ନେଇ ସାରି, ତାପରେ ଠାକୁର କଥା ଭାବିବି। ଠାକୁର ପର ଆଗରେ ମୋର ଜଜମେଣ୍ଟ। ଯଦି ଆମେ ସେଇଟା ଭାଇସ ଭରସା କରିବା, ଆଗେ ଠାକୁରଙ୍କ ଜଜମେଣ୍ଟ ମୁଁ ଆଣି ପ୍ରଫେସନାଲ ଲାଇଫ ମୁଁ ଆଣିକି ଫାଷ୍ଟ ଇମ୍ପ୍ଲିମେଣ୍ଟ କରିବି, ତାପରେ ମୋର ଇମ୍ପ୍ଲିମେଣ୍ଟ ପରେ କରିବି। ଦେଖିବ ନା 100% ରିଅଲ କାମ କରିବ, 100%। ଏଟା ମୁଁ ମାନେ ମୋ କଥା ବ୍ୟକ୍ତିଗତ କଥା କହୁଛି ମୁଁ। ସେଥିପାଇଁ ଏଇ ଆଲୋଚନା ପ୍ରସଙ୍ଗ ଆମେ ସମ୍ମାନ ଦେଇକି, ସମସ୍ତଙ୍କ କଥା ମାନିକି, ଧାରାକୁ ନେଇ ଆମେ ଧୀରେ ଆମେ କରିବା, ଯାହା ହେଇ ଛାଡ, ତାକୁ ତ ଆଉ ରିକଭରି କରିହବନି। ଯଦି ଆମେ ଏଟାକୁ ଠାକୁରଙ୍କ ଧାରାକୁ ନେଇ ଆମେ ଚାଲିବା, ନିଶ୍ଚିତ ଭାବରେ 100% ଆମେ ମାନେ ଆମର ଡେଭଲପମେଣ୍ଟ ହବ ହିଁ ହବ, ନିଃସନ୍ଦେହରେ ଆମେ କହିପାରିବା। ଆଉ ଏ ପ୍ରୟାସ ପାଇଁ ଆମର ଶଶୀ ଭାଇ ଯୋଉ ପ୍ରୟାସ କରୁଛନ୍ତି, ସମସ୍ତଙ୍କୁ କେମିତି ଏ ଗୁରୁ ଭାଇ ମାନେ ଆମର ସବୁ ବହୁତ ଠକୁଛନ୍ତି। ଆମେ କାଲି ଆଲୋଚନା କରୁଥିଲୁ, କାଲି ବି ମାନେ କିଏ କେତେ ଲୋନ କରିକି, ମାନେ ବିଭିନ୍ନ ୱେରେ ଲୋନ କରି ସବୁ ଠକୁଛନ୍ତି। ଏଇଟା ସବୁ ଧୀରେ ସବୁ ଆସ୍ତେ ଆସ୍ତେ ମାନେ ଆମ ରିକୋଭରି ହବା ଦରକାର। ସେଥିପାଇଁ ଏଇ ଆଲୋଚନା ପ୍ରସଙ୍ଗରେ ଯୋଉ ଚାଲିଛି 3 ଦିନର ପ୍ରସଙ୍ଗ ଟାକୁ ସମସ୍ତେ ଧ୍ୟାନ ଦେଇ ଫ୍ୟୁଚର ପାଇଁ ଆମେ
रेडी हो दरकार जे एमती इवेंट आसीबो कि हम ताको केमती अवॉइड करबा केमती टैकल करबा ताकि हमें ठाकुरंग धारा टैकल माने इनस ठाकुरंग धारा किछ नु आंखी बुझी कि आ किछ सुनिबार नै निश्चय हमें विपद उद्धार पाइबा मु एति कहि मु रखु जे जय गुरु भाई माने आलोचना रखंतु। जय गुरु। प्रदीप भाई तांकर व्यक्तिगत जीवन किछि किभଳି भाବରେ से लोन देकरी बंधु मान भितर ठकी जाइछन्ती से विषय किछि वास्तव अनुभूति आम पाखे रखिले जोटा आम मान को गोटे चेतावनी दब आम केमती जीवन में ठाकुर को विधि अनुसार चली पार ठाकुर जोड़ा कहते केवल माने जी परिमाण देले जीवन अस्तित्वटा नष्ट न हो। तापरे आमर रघुनाथ दास भाई हाथ टेकिछन्ती किछि कहबाकू चाहुछन्ती कि रघुनाथ भाई? रघुनाथ दास भाई आपनकर डिजिटल हैंड आपण ये करछन किछि आलोचना रखिया पई चाहुछन्ती कि? माइक ऑन करंतु रघुनाथ भाई। प्रदीप भाई गोटे कथा कहते जे तांको बंधु जने किए 5% इंटरेस्ट कथा कहले ये भी सही 5 सेतबेले 1942 मसीह से भाई जनक भी से 5% लोभे तेणु 5% मासक हेले वर्षक हूँ 60%। से प्रथमे देखा दरकार जे मते कहूँ से वास्तवर कथा कहूँ ना अवास्तवर कथा कहूँ दबा न दबाटा स्थिर से ठीक करा जीवो। यदि बैंक 6% दौची शेयर मार्केट रखिले 10-12% म्यूचुअल फंड रे मैक्सिमम 15% कि 18% मिलुची सेमती वर्ल्ड को मार्केट रे इन्वेस्ट करियो जे ताकू 60% मिलिबो सी सेतरे पुणी ता मार्जिन रखिक आमको से प्रिंसिपल दब इंटरेस्ट दब तेणु लोक से सब कैलकुलेशन करि परंते सरल लोक कैलकुलेशन करि परंते कहीं 60% केबे भी दे परिबन जणे वर्ष को कई भी हो 20% दबाटा भी कष्ट हो तेणु मनीष बेले ठकी जाए सी जहाँ भी हो आम 3 दिन धरिकी मनोरंजन भाई विकास भाई प्रदीप भाई मु कि बहुत सारा कथा आम आलोचना रखिले एबे किछि कार जदि क्वेश्चन आंसर थी मनोरंजन भाई कहूली कहीं बेले कौन हुए ना आम आलोचना भितर दे तार सी भावे मोर गोटे पर्टिकुलर स्पेसिफिक प्रोब्लेम अच्छी मु तार आंसर पाइले तेणु सी फोरम भितर कही पारे तेणु यही लोन संबंधी जदि किसी ठाकुर आइडियोलोजी को लेकिन जी कार कुछ प्रश्न अच्छी सी पचारि पारती हाथ टेक पचारि पारे आपर आम चेष्टा करें ठाकुर जहाँ विधि अच्छी से अनुसार कहवाई। जय गुरु। मनोरंजन भाई टी हैंडल करते हैंडटा कमेदेल बंद कर दिया। मनोरंजन भाई जय गुरु भाई। हाँ आप परिचालन करते बाहर को जाऊली ठीक अच्छे 10 मिनट रही 10 मिनट रुहतु तापर ये कर हाँ कि माँ जन किसी कहते बोधे हाँ पचारतु यही संबंधी किसी ये कार किसी क्वेश्चन नहीं आज 3 दिन धरी मुझे आलोचना कले आम केमती ठकी न जावा कि आम केमती लोन दौचे से
ଲେଙ୍କା ଭାଇ ଅଛନ୍ତି, ରଶ୍ମି ରଞ୍ଜନ ଭାଇ ଅଛନ୍ତି, ତ୍ରିଲୋଚନ ଭାଇ, ପ୍ରଦୀପ ଗିରି ଭାଇ, ଅମିୟ ଭାଇ, କେହି ପଚାରୁନାହାନ୍ତି। ମୁଁ ଗୋଟେ ପଚାରୁଛି, ଆପଣ ପବ୍ଲିକ ଫୋରମରେ ଶ୍ରୀ ଠାକୁରଙ୍କର କଥାଟା କ'ଣ ତାର ଆନ୍ସର ହେଇପାରେ? ଜଣେ ଜଣେ ଅସୁବିଧାରେ ପଡ଼ିଛି, ମେଡ଼ିକାଲ ହେଲ୍ପରେ ପଡ଼ିଛି, ତାକୁ ହେଲ୍ପ କରିବା ନିତ୍ୟାନ୍ତ ଆବଶ୍ୟକତା। ତେଣୁ ସେ କ୍ଷେତ୍ରରେ ଯଦି ସେ ପଇସା ମାଗେ ତାହେଲେ ନିତ୍ୟାନ୍ତ ତ ଦେବା କଥା, କିନ୍ତୁ ଆପଣ ସେ ଲୋକଟାକୁ କେତେ ପରିମାଣରେ ଦେବେ, ଯେଉଁ ପରିମାଣ ଆପଣଙ୍କର ଅସ୍ତିତ୍ୱ କ୍ଷୁଣ୍ଣ ହେବନି, କିନ୍ତୁ ପର ମୁହୂର୍ତ୍ତରେ ଯେତେବେଳେ ସେ ଷ୍ଟେବୁଲ୍ ଷ୍ଟେଜ୍କୁ ଆସୁଛି ଆଉ ସେ ପଇସାଟା କଥା ଭୁଲି ଯାଉଛି, ସେ କ୍ଷେତ୍ରରେ ଆପଣ କ'ଣ କରିବେ? ଆର କି ଆନ୍ସର ଦେବାକୁ ଚାହିଁବେ? ମନୋରଞ୍ଜନ ଭାଇ, ବିକାଶ ଭାଇ। ହଁ ଭାଇ, ଜୟଗୁରୁ। ଆଜ୍ଞା। ହଁ, ସେ ଏ କେସ୍ରେ ଯଦି ଠାକୁରଙ୍କ ଧାରାକୁ ନେଇକି ଚାଲିବା, ଯଦି କହିଛନ୍ତି ତ ଆଜି ଯୋଉ ଆମର ଯୋଉ 2-3 ଦିନ ହେଲା ଯାହା ଡିସ୍କସନ୍ ଥିଲା, ତ ମେ ବି ସେଟା ଗୋଟେ ଯେମିତି ଟିକେ ପୂର୍ବକୁ ବି ଯାଉଛି, ପୁରା ଟପିକ୍ ଡିସ୍କସନ୍ ନ କରିକି। ତ ସେ କେସ୍ରେ ସେ କ'ଣ ଥିଲା, ସେ ଲୋନ୍ ହିସାବରେ ଦେଇଥିଲା, ଆଉ ଲୋନ୍ ହିସାବରେ ଗୋଟେ ଲୋଭର ବଶବର୍ତ୍ତୀ ହେଇକି ଦେଇଥିଲା। ଯେମିତି କହିଲେ ସେ ଲୋକଟି କ'ଣ କରିଛି, ଯଦି ମାର୍କେଟରେ କି ବ୍ୟାଙ୍କରେ, ତ ଟିକେ ଗୋଟେ ଏଠି ଏଜୁକେସନାଲର ଅଭାବ କି ବହୁତ ସାରା ଏମିତି ଲୋଭରେ ଆମର ଷଡ଼ରିପୁର ବଶବର୍ତ୍ତୀ ହେଇକି ମତେ ଏଠି କୋଉଠି ବ୍ୟାଙ୍କ ଦଉଛି 8% ସୁଧ, କୋଉଠି ଯଦି ମତେ 60% ମିଳିବ, ଯୋଉଟା ଇମ୍ପସିବୁଲ, କାରଣ ଆଜିକା ରେଟ୍ରେ ଏଭଳିଆ ରିଟର୍ନ କେହି ଦେଇପାରିବେନି। ତ ଏଇଥିପାଇଁ ଭାବନ୍ତୁ ଆଜି ଓଡ଼ିଶାରେ ଯୋଉ ଚିଟ୍ ଫଣ୍ଡ ସ୍କାମ୍ ହେଇଥିଲା, 32,000 କୋଟିର ସ୍କାମ୍ ହେଇଥିଲା, ଅଲମୋଷ୍ଟ ଗୋଟେ 20 ଲକ୍ଷ ଆକାଉଣ୍ଟ, ତ 20 ଲକ୍ଷ ଲୋକ ଠକିଗଲେ। 32,000 କୋଟି ସେ କୁଆଡେ ଫୁରେଇକି ପଳେଇଲା, ସେ ଚାଲିଛି, ସେ ମିଳିବ କି ନାହିଁ ଡାଉଟ୍। ତ ଏଇଭଳିଆ ଲୋକଙ୍କର ମେଣ୍ଟାଲିଟି ଯେ ଆମକୁ କେମିତି ଅଧିକା ଓଭରନାଇଟ୍ କେମିତି କୋଟିପତି ହେଇଯିବୁ, ଯୋଉଟା କି ସେମାନେ କେବେ ଭାବନ୍ତିନି କି ଯାହା ସହିତ ଓଏଲଓସି ସାଙ୍ଗେ ଡିସ୍କସନ୍ ଏଇଥି କରିବେନି କି ସେ ବି ଗୋଟେ ଅହଙ୍କାର ରହିବ ସେଇ ଷଡ଼ରିପୁ ଭିତରେ, ମାନେ ଗର୍ବ, ମୁଁ ବଡ଼ ଲୋକ ହେଇଯିବି, ସିଏ କାହିଁ ବଡ଼ ଲୋକ ହବ, ତେଣୁ ତାକୁ ପଚାରିବିନି, ମୁଁ ମୋର ଏକୁଟିଆ କରିଦେବି, ମୁଁ ଏକୁଟିଆ ବଡ଼ ଲୋକ ହେଇଯିବି। ତ ଏଇ ସବୁ ଦୃଷ୍ଟିରୁ ଯୋଉ ଷଡ଼ରିପୁ ଭିତରେ ପଶିକି ସେମାନେ ଫସିଥାନ୍ତି। କମିଂ ଟୁ ୟୋର କ୍ୱେଶ୍ଚିନ୍, ଆପଣଙ୍କର ଯୋଉ କ୍ୱେଶ୍ଚିନ୍ ଥିଲା ଯେ ଜଣେ ଯଦି ମେଡିକାଲ ହେଲ୍ପରେ, ଯେହେତୁ ଆମେ ସତ୍ସଙ୍ଗୀ ଲୋକ ଆଉ ମଣିଷ ପାଳି ଠାକୁରଙ୍କର ଯେମିତି ମଣିଷକୁ ଧର, ତେଣୁ ସିଏ ଗୋଟେ ଅସୁବିଧାରେ ପଡ଼ିଛି, ହେଲ୍ପ କରିବାଟା କିଛି ମାନେ ଖରାପ କଥା ନୁହଁ। ତ ସେତିକି ହେଲ୍ପ କରିବା। ସେକେଣ୍ଡ ଥିଙ୍ଗ, ତାର ଯଦି ଭାବୁଛନ୍ତି ସେ କୋଉଥିପାଇଁ ପଇସା ମାଗୁଛି, ସେ ଜଣେ ମାଗୁଛି ମେଡିକାଲ ହେଲ୍ପରେ, ଭାଇ ମୁଁ ରିଟର୍ନ କରିଦେବି। ଆଉ ଗୋଟେ କେସରେ ଆପଣ ସ୍ୱଇଚ୍ଛାରେ କିଛି ଦାନ କରୁଛନ୍ତି, ସେ ଯଦି ମାଗିକି ନେଇଛି ମୁଁ ରିଟର୍ନ କରିଦେବି, ଏଇ ଅସୁବିଧାଟା ହେଇଛି, ଏ ଅସୁବିଧାଟା ପରେ ମୋର କିଛି ଏମିତି ଇନ୍ସୁରାନ୍ସ ମିଳିଲା କି କୋଉଠି କିଛି ଯଦି ମାନେ ଇମିଡିଏଟଲି ସେଭିଙ୍ଗ ଅଛି, ଆକାଉଣ୍ଟ ଅଛି, ମୁଁ ଉଠେଇ ପାରୁନି, ବଟ୍ ଏଇ କେସ୍ ପରେ ମୁଁ ପଇସାଟା ଉଠେଇଦେବି। ତ ସେ କେସ୍ରେ ଆପଣ ତା ସ୍ୱଇଚ୍ଛାରେ ସେ ଲୋକଟିକି ସେ ଦେଇଦେବା କଥା। ଯଦି ସେ ନ ଦଉଛି, ତେଣୁ ତାକୁ ମାଗି ପାରିବେ ଆପଣ, ତ ମାଗିକି ସେ ପଇସାଟା ଆଣନ୍ତୁ, କାରଣ ସେ କମିଟ୍ କରିଥିଲା। ଆଉ ଯଦି ଯୋଉଠି କମିଟମେଣ୍ଟ କରିନି, ଆପଣ ଭାବୁଛନ୍ତି ନାଇଁ ଗରିବ ଲୋକଟା, ତାର ତ ନାହିଁ, ଆମେ କିଛି କିଛି ଯେମିତି ସାହାଯ୍ୟ କରୁଛେ, ତ ଯେତିକିରେ ଆପଣଙ୍କର ଇଏଟା କ୍ଷୁଣ୍ଣ ନ ହବ, ଆପଣଙ୍କୁ କଷ୍ଟ ନ ହବ, ସବୁଠାରୁ ମାନେ ମେନ୍ ମୋଟୋଟା ଏଇଆ ଯେ ଆପଣଙ୍କର ଯୋଉ ସତ୍ତାଟା ସେଇଟା କଷ୍ଟ ନ ହଉ, ସେ ଲୋକ ପାଇଁ ଆପଣଙ୍କର ଅଧା ଦିନ କି ଗୋଟେ ଦିନ ଘରରେ ମାନେ ବିଶୃଙ୍ଖଳା ନ ଉଠୁ କି କଷ୍ଟ ନ ହଉ। ଯଦି ଆତ୍ମାଟାକୁ କଷ୍ଟ ହେଲା, ଠାକୁରଙ୍କୁ କଷ୍ଟ ହେଲା, ସେଇ କଷ୍ଟଟା ଯେତିକି ନହେବ ସେତିକି ପରିମାଣରେ ଆପଣ ଦାନ କରିଦେବେ, ଆପଣ ଭୁଲିଯିବେ ଯେ ମୁଁ ଜଣଙ୍କୁ ହେଲ୍ପ କଲି, ସେ ଆଉ ଦବନି। ଆଉ ସେ ଯଦି କମେଣ୍ଟ କରିଛି ଆପଣଙ୍କୁ ଦବା ପାଇଁ, ତାହେଲେ ଆପଣ ତାଙ୍କୁ ମାଗିପାରିବେ। ସେ ଯଦି ନ ଦଉଛି ସ୍ୱଇଚ୍ଛାରେ, ତେଣୁ ଆପଣ ତାକୁ ମାଗିକି ସେ ପଇସାଟା ରିଟର୍ନ ଆଣିପାରିବେ। ହୋପ୍ କି ମୁଁ ଆପଣଙ୍କୁ ଆନ୍ସର ଦେଲି। ଆଉ ଯିଏ କୋଉ ଭାଇ ଯଦି ସଲ୍ଭ କରିପାରିବେ ଆପଣ ପ୍ରୋବ୍ଲେମଟା। ଜୟ ଭାଇ, এই କ୍ଷେତ୍ରରେ କ'ଣ ପ୍ରଥମେ ତ ଯୋଉଟାକି ଶ୍ରୀ ଠାକୁର କହିଥିଲେ ଯେ ବିବେଚନା କରିବାର ଅଛି, ଯେ ବହୁତ ଗୁଡ଼ା ଫ୍ୟାକ୍ଟରକୁ ସେ ଲୋକଙ୍କର ବିବେଚନା କରିବାର ଅଛି। ଯେଉଁ ଲୋକଟାକୁ ସେ ତ ଏବେ ସିନା ଇନସର୍ଜେନ୍ସିରେ ଅଛି, ମେଡ଼ିକାଲ ପଡ଼ିଛି, ଯେ ସେ ଲୋକଟାର ଚଳଣିଟା କେମିତି, ବିପଦରେ ସେ ପଡ଼ିଲା ତ ପଡ଼ିଲା, ଆକସ୍ମାତ୍ ଯେମିତି ଗୋଟେ ରୋଡ଼ ଆକ୍ସିଡେଣ୍ଟ ଗୋଟେ ହେଉଛି ଅଲଗା ଜିନିଷ, ବା ସେ ଲୋକଟାର ଇଷ୍ଟଭୂତି କରିବା, ବା ବିଭିନ୍ନ ପ୍ରକାରର ଯଦି କିଏ ଗୁରୁ ଭାଇ ହେଇଥାଏ କି ଅନ୍ୟ କିଏ ବନ୍ଧୁ ହେଇଥାଏ, ତାର ଚରିତ୍ରଟା, ତାର ବ୍ୟକ୍ତିତ୍ୱଟା ଆପଣ ତ ଜାଣିଥିବେ, ତାର 10 ବର୍ଷର 5 ବର୍ଷର ସେ ଲୋକକୁ ଚିହ୍ନିଥିବେ, ତ ସେ ମୁହୂର୍ତ୍ତରେ ସେଇଟା କେମିତି, ଆଉ ଏଇଟା ସବୁ କାଲକୁଲେସନ୍ କରିକି ଦେଖିବା ଦରକାର ସେ ଲୋକଟା ତାର କମିଟମେଣ୍ଟରେ ସେ କେତେ ଇଏ ହେଇପାରିବ କି ନାହିଁ। ବା ଯଦିଓ ପ୍ରଥମେ ଦେଖିବେ ଯଦି ତାର ଗୋଟେ ବଡ଼ ରିକ୍ୱାରମେଣ୍ଟ ଅଛି, ସେଥିରେ ସେ ତାର ଯେଉଁ ଜିନିଷ ଗୁଡ଼ାକୁ କେତେ ୟୁଜ୍ କରୁଛି, ମାନେ ସେ ତ ଗୋଟେ ସମାଜରେ ବଞ୍ଚୁଛି, ମାନେ
କିଛି ତ ତା ଜୀବନରେ ସମ୍ବଳ ଥିବ ଯେଉଁଟାକି ଯଦି ଏମିତି ବିପଦ ଆସେ ସେ ସେଇଟାକୁ ପ୍ରଥମେ ଖର୍ଚ୍ଚ କରିବ। ଏମିତି ଏଠି ଗୋଟେ ଗୁରୁ ଭାଇ ଆସିଥିଲେ, ମାନେ ସେ କ୍ୟାନ୍ସର ଟ୍ରିଟମେଣ୍ଟ କରିବା ପାଇଁ, ଆଉ ସେ ତାଙ୍କର ଦୋକାନ ବିକିଲେ, ତାଙ୍କର ଜମି ବିକିଲେ, ତାଙ୍କର ବିଭିନ୍ନ ପ୍ରକାର ଯାହା ବି ତାଙ୍କର ରିସୋର୍ସେସ୍ ଥିଲା ସେଇଟା ବିକିକି ସେ 19-20 ଲକ୍ଷ ଟଙ୍କା ତାଙ୍କର ଖର୍ଚ୍ଚ ହେଲା ହେଉଛି ଇଏ ପାଇଁ, ତଥାପି ତାପରେ ସୁସ୍ଥ ହେଇପାରିଲେନି। କିନ୍ତୁ ଏଇସବୁ ଜିନିଷ ଗୁଡ଼ାରେ ସେ ଆଗ ଭର ସେଗୁଡ଼ାକୁ ହେଉଛି ନା ନାହିଁ ସେଇଟା ଖର୍ଚ୍ଚ କରେ ନାହିଁ। ଜଣେ ଜଣେ ଥାନ୍ତି କେବଳ ମାନେ ମାଗିବା ବାହୁଲ୍ୟ ଥାନ୍ତି, ଫଟିକି କ'ଣ ନା ହଁ ଅନ୍ୟକୁ ମାଗିଦେବା, ଅନ୍ୟକୁ ହେଇକି ଚଳିଯିବା। ତ ସେଭଳିଆ ଚରିତ୍ର ସେ ବି ଦେଖିବେ ତା ଚରିତ୍ର ଦୁର୍ବଳତା ଆସିବ, ସେ ସୁଝି ପାରିବନି। ନିଜର ଜିନିଷ ଗୁଡ଼ାକୁ ଲଗେଇଲା ପରେ ଯଦି ଲାଗୁଛି ସେତେବେଳେ ବ୍ୟବହାର ତାକୁ ଦେବାର ଅଛି। ଆଉ ଦ୍ୱିତୀୟ ଜିନିଷ ଦେଖିବେ, ଯଦି ଯେଉଁଟା ଭାଇ କହୁଥିଲେ, କହିଲେ ଏକା ଯେତିକି ଆପଣ ଦେଇପାରିବେ ଆପଣଙ୍କର ସତ୍ତା ଯେମିତି ହାନି ନ ହୁଏ। ଧର ଆପଣ କ୍ଷମତା ଯେ ତାଙ୍କର ରିକ୍ୱାରମେଣ୍ଟ ଅଛି 2 ଲକ୍ଷ, କିନ୍ତୁ ଆପଣ ତାକୁ ଦେଇପାରିବେ 2,000 ଟଙ୍କା, କିନ୍ତୁ ଆପଣ ଆଉ ଯେଉଁ 2 ଲକ୍ଷ ଟଙ୍କା ତାଙ୍କର କଲେକ୍ସନ୍ କରିଦେଇ ପାରିବେ ସେଇ 2,000 କରିକି ଅନ୍ୟ ତାର ଯେଉଁ ପଡ଼ାପଡ଼ୋଶୀ ବା ସେ ଯଦି ସେଇଭଳିଆ ତାର ଇଏ ଥିବ ସେଇଟା ତାକୁ ସୁବିଧା ହେବ। ଆଉ ସମସ୍ତେ ଯଦି 2,000 ଦେଇକି ଦିଅନ୍ତି କେହି କାହାରି ବୋଧେ ଅସୁବିଧା ହେବନି ଯଦି ବି ସେ ଲୋକ ଦେଇ ନପାରେ। ଆଉ କିନ୍ତୁ ଏକା ଜଣେ ଯଦି ସବୁଗୁଡ଼ା ତାକୁ ଦାନ ଦେଇଦେବ, ମାନେ ତାଙ୍କୁ ଯଦି ହେଲ୍ପ କରିଦେବ, ସେଥିରେ ହୋଇପାରେ ଯେ ସେଠି ଆପଣଙ୍କ ପାଖେ ଅକୃତଜ୍ଞତା ହେଇପାରେ। କିନ୍ତୁ ଯଦି ସେଠି 100 ଜଣ ଲୋକ 2,000 ଟଙ୍କା ଦେଇଥିବେ ତାହେଲେ ସମସ୍ତଙ୍କୁ ବି ବାଧିବନି, କିନ୍ତୁ ସହଜ ଭାବରେ ସେ ବ୍ୟବସ୍ଥାଟା ତାର ହେଇଯିବ। ଆଉ ସେ ତାର ଯେଉଁ ଦରକାର ଅଛି ସେଟା ସେ ପରବର୍ତ୍ତୀ ମୁହୂର୍ତ୍ତରେ ଯଦି ନ ଦେଇ ବି ପାରେ ତାହେଲେ ସେ ଜିନିଷଟା କାହାରିକୁ ଏତେ କଷ୍ଟ ପହଞ୍ଚିବନି। ଏଇଭଳି ଭାବରେ ବୋଧେ ସେବାଟା ଯଦି ତାକୁ ମିଳେ ତାହେଲେ ସେ ବି ଇଏ ହେବନି, ବା ଆପଣ ଯିଏ ସେବା ଏକା କରିବା ଲୋକ ସେ ବି କଷ୍ଟ ପାଇବନି। ନାଇଁ ଭଲ। ମୋତେ ମନୋରଞ୍ଜନ ଭାଇ ଆଉ ଜଗା ଭାଇଙ୍କର ଯେଉଁ ବିକାଶ ଭାଇଙ୍କର ଦୁଇ ଜଣଙ୍କର ଯଦି ମିଳିତ କୋଶ୍ଚିନ୍ର ଆନ୍ସର ମୋଟାମୋଟି ଭାବରେ ଯଦି ଅସୁବିଧାରେ ପଡ଼ୁଛି, ବିକାଶ ଭାଇ କହିଲେ ଏମିତି 500, 250, 100 ଏଇଭଳି ଭାବରେ କଲେକ୍ସନ୍ କରନ୍ତି। ମାନେ ଯେଉଁଟାକି ଜଣେ 500 ଟଙ୍କା କି 100 ଟଙ୍କା ଦେଲେ ପରେ ଆଉ ସେ ନଦେଲେ ବି ଚଳିବ। ମାନେ ଆପଣ ତାକୁ ବି କଣ୍ଡିସନାଲି, ବିକାଶ ଭାଇ ଯେଉଁଟା କହିଲେ ଠିକ୍ କଥା, ତାକୁ କହିବେ ଯେ ସେ ଆଉ ଆପଣ ଏତିକି ସାହାଯ୍ୟ କରନ୍ତୁ, ଯେଉଁଟାକି ଆପଣ ସିଏ ଆଉ ଫେରେଇବନି। ସାହାଯ୍ୟ ଉଦ୍ଦେଶ୍ୟରେ କରନ୍ତୁ ଗୋଟେ ମେଡ଼ିକାଲ ହେଇକି ସେକୁ କଲେକ୍ସନ୍ କରିକି ଯଦି 30,000, 50,000 କି ତାର ଯେତିକି ଦରକାର ଅଛି ହେଇପାରିଲା, ଯେତେଟା ହେଇପାରିଲା, ତା ପରମୂର୍ତ୍ତିରେ ସିଏ ଗୋଟେ ଏଇଟା ସାହାଯ୍ୟ ପାଇଲା। କିନ୍ତୁ ଯାହାକୁ ଆପଣ ସାହାଯ୍ୟ ଦେଉଛନ୍ତି, କିନ୍ତୁ ଠାକୁରଙ୍କର ଗୋଟେ ଆଇଡ଼ିଓଲୋଜି ଭିତରେ ଦେଖନ୍ତୁ, ଠାକୁର କହିଛନ୍ତି ଜଣକୁ ପଙ୍ଗୁ ନ କରିବା ପାଇଁ। ଯାହାକୁ ଆପଣ ସାହାଯ୍ୟ କଲେ, ଜାଣିକି ବିପଦ ଯାହାର ପଡ଼ିଛି, କିନ୍ତୁ ଯାହାଠୁ ଆପଣ ଆଣିଛନ୍ତି ଯେତେବେଳେ ତାର ଅସୁବିଧା ପଡ଼ୁଛି, ଯାହାକୁ ସାହାଯ୍ୟ ଦେଇଛନ୍ତି ତାକୁ ଟିକେ ଜଣେଇଦେବେ। କାହିଁକିନା ରିସେଣ୍ଟଲି ଗୋଟେ ସେମିତି ଭଳିଆ ଇନସିଡେଣ୍ଟ ହେଇଥିଲା, ଜଣେ ମେଡ଼ିକାଲ କେସ୍ରେ ପଡ଼ିଥିଲା, ତା ପାଇଁ ଆଉ ଜଣେ ସେବା ଦେଇଥିଲା। ଆଉ ଯେତେବେଳେ ସିଏ ଅସୁବିଧାରେ ପଡ଼ିଲା, ମୁଁ ସେ ଲୋକଟାକୁ ଫୋନ୍ କରି କହିଲି, ମୁଁ କହିଲି ଆପଣ ତାକୁ ଚିହ୍ନି ନାହାନ୍ତି, ଆପଣଙ୍କୁ ସିଏ ବହୁତ ପ୍ରକାର ହେଲ୍ପ କରିଥିଲା, ଆଉ ଆପଣ ସିଏ ଅସୁବିଧାରେ ପଡ଼ିଛନ୍ତି, ଆପଣ କିଛି ହେଲ୍ପ କରନ୍ତୁ। ସେ କିଛି ବି ହେଲ୍ପ କଲା ଫାଇନାନ୍ସିଆଲି। ତେଣୁ ଏଇଭଳି ଭାବରେ କ'ଣ କଲେ ନା ପାରସ୍ପରିକ ଭିତରେ ଗୋଟେ ଇଏ ରହିବ। କିନ୍ତୁ ମୋର ଆଉ ସେକେଣ୍ଡ ସେଇ କୋଶ୍ଚିନ୍ରେ ଆଉ ଗୋଟେ କୋଶ୍ଚିନ୍ ହେଉଛି, ବେଳେବେଳେ ମୁଁ ସାହାଯ୍ୟ କରିବା ଭିତରେ ଦେଇ ସେ ଲୋକ ଗୁଡ଼ା ଏକଦମ ଭୁଲି ଯାଆନ୍ତି। କଲ୍ଟି ବି ଥରେ କରି କୁହନ୍ତିନି ଯେ ଭାଇ ମୁଁ 2 ମାସ ପାଇଁ ନେଇଥିଲି, 4 ମାସ ହେଲାଣି। ତେଣୁ ସେ ଭିତରେ ସାଧାରଣତଃ ଭାବରେ ଠକିଯାଏ ଏଇ ଗୁରୁ ଭାଇଙ୍କ ପାଖରେ। ଯେଉଁମାନେ ତ ଏଇଭଳି କାହିଁକି ହୁଏ? ଗୁରୁ ଭାଇମାନେ କ'ଣ ସୁଯୋଗ ଖୋଜନ୍ତି ଏଇଭଳି ଭାବରେ ଲୋକମାନଙ୍କୁ ଠକି ଦେବା ପାଇଁ? କି ଗୋଟେ ମନ ଭିତରେ ଥାଏ ତ ଆମେ ତ ଠାକୁର ତ କହିଛନ୍ତି ସାହାଯ୍ୟ କରିବା ପାଇଁ, ଆଉ ସେ ତ ସାହାଯ୍ୟ କଲା, ଆଉ ମୁଁ ତାକୁ କାହିଁ ଦେବି, ଏଇଭଳି ଭାବରେ ଥାଏ ନା କ'ଣ ଥାଏ ମନୋରଞ୍ଜନ ଭାଇ? ଭାଇ ଗୋଟେ ଅକୃତଜ୍ଞତା ଆଜ୍ଞା ସମସ୍ତ ସେ ରେଞ୍ଜର ନୁହଁ। ଆପଣଙ୍କର ଯୋଉ ଭାଇବ୍ରେସନ, ଆଜ୍ଞା ତ ସମସ୍ତଙ୍କର ସେ ଭାଇବ୍ରେସନ ନୁହଁ। ତ ସେ ଲୋକ ଗୁଡା କ'ଣ ଏଇ ଯେମିତି ଷଡ଼ରିପୁର ବଶବର୍ତ୍ତୀ ହେଇକି, କିଛି ଖରାପର ବଶବର୍ତ୍ତୀ ହେଇକି, ହଁ ସେ ଦେଇଦେଲା ଅସୁବିଧା ଟାଇମରେ ଦେଇଦେଲା, ଦବା ତ, ନହେଲେ ଭୁଲି ନଥିବେ, ମନରେ ଥିବ, ଆଉ ଯେମିତି ଜାଣି ଶୁଣିକି ଆଉ ଆପଣଙ୍କ ପାଖାପାଖି ଆଉ ସଂସ୍ପର୍ଶରେ ଆସିବେନି, କି କୋଉଠି ଜାଣିକି ଦେଖା ହେବେନି, କାରଣ କାଳେ ମାଗିଦବ, ସେ ଡରଟା ବି ଥିବ। ତେଣୁ ସେଇ ଯୋଉ ଜିନିଷ ଗୁଡାକୁ ଆପଣ ସେ କେସରେ ଯଦି ଆପଣଙ୍କର ମାନେ ଏଇଟା ଏଗେନ୍ କହୁଛି, ଆପଣ ଯଦି ଦେଇଥିଲେ ଆଉ ସେ ଜାଣିଥିଲା ଯେ ସିଏ ଯଦି କହିଥିଲା, କମେଣ୍ଟ କରିଥିଲା ଭାଇ ମୁଁ ରିଟର୍ନ କରିଦେବି, ଭଲ ହେଲେ କି ମୋର ଇନ୍ସୁରାନ୍ସ ମିଳିଲି କି କୋଉଠି ହେଲେ ମେଡିକାଲ କେସରେ ଆପଣ ଦେଇଛନ୍ତି, ତ ସିଏ ଯଦି ନ ଦଉଛି ଆପଣ ସେଠି ମାଗନ୍ତୁ।
କାରଣ ଏଇଟା ବି ଆପଣଙ୍କ 3 ମାସ ହେଲା ଆପଣଙ୍କ ମନରେ ଚାଲିଛି, କେବେ ନା କେବେ ତାକୁ ଦେଖିଦେଲା ବେଳକୁ କି ଏଇ ସବୁ କେସରେ ଆସିଲା ବେଳକୁ ଆଉ ଯଦି ଗୋଟେ ଭଲରେ କୋଉଠି ଦାନଟା ଥାନ୍ତା, ଯେମିତି କହନ୍ତି ଅପାତ୍ରରେ ଦାନ କଲେ କଣ ଦାତା ନଷ୍ଟ ହେଇଯାଏ, ଦାତା ନଷ୍ଟ ହେଇଯାଏ ମାନେ ଏଇ ଜିନିଷଟା। ଆପଣ ଯଦି ଗୋଟେ କାଲି ଗୋଟେ ଭଲରେ ମାନେ ସତ୍ୟରେ ଗୋଟେ ଇନସିଡେନ୍ସ ହଉଛି ଆଉ ସେଠି ଗୋଟେ ତାର ବହୁତ ରିକ୍ୱାରମେଣ୍ଟ ଅଛି, ଆପଣ ସେଠି ଦେବେନି, ଆରେ ଗୋଟେ ଜାଗାରେ ତ ଠକିଥିଲି ଆଉ, କିନ୍ତୁ ଦାତାଟା ନଷ୍ଟ ହେଇଯିବ, ଆପଣଙ୍କର ସେ ଦାନର ଭାବଟା ନଷ୍ଟ ହେଇଯିବ। ତେଣୁ ସେଇ ଜିନିଷଟାକୁ, କାରଣ ସେ ଗୋଟେ ଲୋକ ପାଇଁ ଭାବନ୍ତୁ କେତେ ବଡ ଜିନିଷଟା ଖରାପ ହେଇଯାଉଛି। ତ ସେଇ କେସରେ ଆପଣ ଯଦି ଭାବୁଛନ୍ତି ସେ ଲୋକ ଅଯଥା ମାନେ ଖରାପ କରିଛି କାରଣ ସେ କମିଟ କରିକି ବି ସେ କମିଟମେଣ୍ଟ ରଖୁନି, ତେଣୁ ଆମକୁ ଟିକେ ବି ସେଠି ଖରାପ ହବାକୁ ପଡିବ, କିଛି ଅସୁବିଧା ନାହିଁ, ଆପଣ ତାକୁ ମାଗନ୍ତୁ, ମେ ବି ସତ୍ସଙ୍ଗ ଲୋକ ହଉ ଯାହା ହଉ, କାରଣ ସିଏ ଯଦି ଠିକ ସେ ହଉନି ସବୁ ବାଟ ଦେଇକି ଆମକୁ ଯିବାକୁ ପଡିବ। ଓକେ, ଆମେ ଯଦି ଗୋଟେ ବାଟରେ ଦେଖିଲେ ସେ ଠାକୁରଙ୍କୁ ଯଦି ଠିକ ସେ ମାନିକି ଚଳନ୍ତା, ସେ ଆପଣଙ୍କୁ ଆପଣ ତା ଆଡୁ ସେ ଦେଇ ସାରନ୍ତାଣି। ତେଣୁ ସେ ଠାକୁରଙ୍କୁ ସେତିକି ମାନିକି ଚଳୁନି ମାନେ ଦ୍ୱନ୍ଦ୍ୱବତୀ ଲୋକ, କମିଟମେଣ୍ଟ ରଖୁନି। ତେଣୁ ଆପଣ ତାକୁ ଥରେ ଦିଥର କଲ୍ କରନ୍ତୁ, ଭାଇ ତୁ ଯୋଉ କମିଟମେଣ୍ଟଟା ଦେଇଥିଲୁ ସେଟା ଫୁଲଫିଲ କରେ। ସେ କଷ୍ଟଟାକୁ ନେଇକି ଆପଣ ଯେତେ ଦିନ ଯିବେ ସେତେ ଦିନ ଆପଣଙ୍କୁ ବାଦ ଥବ, ଏଇଭଳିଆ କିଛି ଫୋରମ ଆସିଲା, କାଲି ଏଇଭଳିଆ କିଛି ଇନସିଡେନ୍ସ ହେଲା, ଆପଣ ଦିଥର ଭାବିବାକୁ ପଡିବ, ଆଉ ଥରେ ଭୁଲ କରୁନି ତ। ତେଣୁ ସେଇ ଜିନିଷଟା ମନରୁ ହଟେଇବା ପାଇଁ ତାକୁ ପୁରା ଡାଇରେକ୍ଟ କଥା ହେଇଯାଆନ୍ତୁ, ଭାଇ ତୁ କଣ ହେଇଥିଲା, କେବେ ଦବୁ, ଇଏ କର। ସେଥିରେ କିଛି ସମ୍ପର୍କ ତ ଖରାପ ହବନି, କିନ୍ତୁ ଆପଣଙ୍କର ଯୋଉ ଦାତାପଣଟା ନଷ୍ଟ ନ ହଉ। ଏଇ ଅକୃତଜ୍ଞତାଟା ମନୋରଞ୍ଜନ ଭାଇ କଣ ହେରିଡେଟାରୀ? ହେରିଡେଟାରୀ ଭାବୁନାହାନ୍ତି, କଳିଯୁଗ, ନାଇଁ ଏଇ ନାଇଁ, ଯୁଗକୁ ଆମର ନେଇକି ଏଇଠୁ ଯେମିତି ମାନେ ମୋର କୋଶ୍ଚିନ୍ଟା ହେଉଛି ଯେ ଅକୃତଜ୍ଞତାଟା କଣ ତାଙ୍କର ଯୋଉଟା ଥାଏ ଗୋଟେ, ସେଟା କଣ ତାଙ୍କର ମାନେ ପୂର୍ବପୁରୁଷ ବାପାଙ୍କର ଠୁ କ୍ୟାରି କରିଥାଏ? କ୍ୟାରି କରିଥାଏ ନା, କାରଣ ଜିନିଷ ଗୁଡା ସେଇଆ, ଏଇ ଯୋଉ ଜିନିଷ ଗୁଡା ଅକୃତଜ୍ଞତା ମାନେ ଅବିଶ୍ୱାସନୀୟ ଯୋଉ ଲୋକ ଗୁଡା ଥାନ୍ତି, ତ ହେରିଡେଟାରୀ ନିଶ୍ଚୟ କ୍ୟାରି କରେ। ତାର କୋଉ ଜନ୍ମରେ କଣ, ଯେମିତି ବିବାହର ଗୋଟେ ପ୍ରଥା ଅଛି, ବିବାହର ପ୍ରଥାରେ ଯଦି ମାନେ ଖରାପ ବିବାହ କିଛି ଜିନ୍ ଅଛି, ଲୋକ ଗୁଡା ଅକୃତଜ୍ଞତା କଣ ପାଇଁ ହୁଅନ୍ତି, ଅବିଶ୍ୱାସନୀୟ କଣ ପାଇଁ ହୁଅନ୍ତି, ଏଇ ଟାଇପର ସବୁ ଜିନ୍ ଗୁଡା ଆସିକି, ତ ସେଇ ଟାଇପର ସବୁ ଲୋକ ଗୁଡା ହୁଅନ୍ତି। ତେଣୁ ଏଇଟା ହେରିଡେଟାରୀ ଯଦି ଅଛି, ସେକେଣ୍ଡ ଥିଙ୍ଗ ତାର ବଶବର୍ତ୍ତୀ ହେଇକି, ଷଡ଼ରିପୁର ବଶବର୍ତ୍ତୀ ହେଇକି ତାର ଆସିଯାଏ। ବଟ୍ ଯଦି ମାନେ କିଛି କହିଲେ ଯଦି ହେରିଡେଟାରୀ ନଥିବ ସେ ଚେଞ୍ଜ ହେଇଯିବ, ବଟ୍ ଯେତେବେଳେ ହେରିଡେଟାରୀ ଥାଏ ଯୋଉ ଜିନିଷ ଗୁଡା, ସେ ଲୋକ ଗୁଡାକୁ ଚେଞ୍ଜ କରିବା ବହୁତ କଷ୍ଟ, ବହୁତ ଟାଇମ ଲାଗେ, ମେ ବି ଗୋଟେ ଜନ୍ମରେ ନେଇକି ବହୁତ ସାରା ଜନ୍ମ ଲାଗିଯାଏ। ତେଣୁ ମୋଷ୍ଟଲି ଏଇଟା ହେରିଡେଟାରୀ ବି କିଛି ପାର୍ଟ ଥାଏ। ତାପରେ ବିକାଶ ଭାଇ ଯୋଉ କଥାଟା କହିଲେ ଯେ ତାଙ୍କୁ ଦେଖିବ ଭଲ ଭାବରେ, ଯଦି କିଏ ଜଣେ ଆପଣ ସାହାଯ୍ୟ। ସମସ୍ତଙ୍କୁ ସିନା ଦେଖିଥିଲେ ଜାଣିଥିଲେ, କିନ୍ତୁ ଗୋଟେ କେସରେ ମୁଁ ସସେଇ ନାଇଁ ଗଲେ ନାଇଁ, ସେ ଏ ଯୋଉ ଲୋକଟାକୁ କେମିତି ଦେବେ। ବିକାଶ ଭାଇଙ୍କର ଗୋଟେ କଥା ସେ କହିଲେ ଯେ ଦେଖିବ ସେ ଟାଇମଲି ଇଷ୍ଟବୃତ୍ତି କରୁଛୁ କି ନାହିଁ, ଇଏ କରୁଛି କି ନାହିଁ। ମୁଁ କିନ୍ତୁ ଦେଖିଛି, ମୋର ଗୋଟେ କୋଶ୍ଚିନ୍ଟା ଟିକେ ଶୁଣନ୍ତୁ, ଯେ ସେ କର୍ମୀ ବି ଥାଆନ୍ତି, ବଢ଼ିଆ କାମ ବି ହୁଁ କରନ୍ତି, ଆକ୍ଟିଭିଟି କରନ୍ତି, ସବୁ କିଛି କରନ୍ତି, ଭଲ ଭାଷଣ ବି ଦିଅନ୍ତି, ଭଲ ନଲେଜ ବି, ଆଉ ତମେ କୌଣସି କାରଣରୁ ବାରି ପାରିବନି। କିନ୍ତୁ ଏଇ ଯୋଉ ଜିନିଷଟା ଦବା, ଯେତେବେଳେ ଲୋନଟା କଥାଟା ପଡ଼େ, ଯେତେବେଳେ ନିଅନ୍ତି, କିନ୍ତୁ ମାନେ ବର୍ଷ ବର୍ଷ ଧରିକି ଦିଅନ୍ତିନି। ସେ କ୍ଷେତ୍ରରେ ତ ଆମେ ତା ଚରିତ୍ରକୁ ଦେଖିକିରି ଆମେ ଗୋଟେ ଡିସାଇଡ୍ କଲୁ ଯେ ତା ପାଇଁ କିଛି ଦବୁ, ସେ ମାଗୁଛି ଦେଇଦବ, କାହିଁକିନା ଗୋଟେ ଜଣେ କର୍ମୀ ଠାକୁରଙ୍କର ପାଞ୍ଜାଧାରୀ କର୍ମୀ। କିନ୍ତୁ ସେ କ୍ଷେତ୍ରରେ ବି ସେ ବର୍ଷ ବର୍ଷ ଧରି ଦିଅନ୍ତିନି, ଏଇଟା ମୋର ବ୍ୟକ୍ତିଗତ ଅନୁଭୂତି। ତେଣୁ ସେ କ୍ଷେତ୍ରରେ ଆମେ କେମିତି ଜଜମେଣ୍ଟ କରିବା, ବିକାଶ ଭାଇ କି ମନୋରଞ୍ଜନ ଭାଇ? ଜୟଗୁରୁ। ହଁ ଭାଇ, ଏଇଟା ଗୋଟେ ଧର ଗୋଟେ ଲୋକକୁ ଆପଣ ଦେଖନ୍ତି, ତାର ଗୋଟେ ପାର୍ଟ ଦେଖିଲେ ଇଷ୍ଟବୃତ୍ତି ଦଉଛି, ଧଳା ଲୁଗା ପିନ୍ଧିକି ଆସିକି ଭଲ ଭାଷଣ ଦଉଛନ୍ତି, ଇଏ କହୁଛନ୍ତି, ବଟ୍ ତାର କର୍ମଟାକୁ ଯଦି ମିଶିବା ଭିତରେ ଆପଣ ଜଣଙ୍କୁ ଯଦି ଲୋନ ଦଉଛନ୍ତି, ତ ଲୋନ ଟା ଦେବେ ତ ଏଠି କୋଉଠି ଯେତେ ସାଇନିଂ ହଉନି କି ବଣ୍ଡ ଏଗ୍ରିମେଣ୍ଟ କରୁନାହାନ୍ତି। ତେଣୁ ଆପଣ ତାକୁ ଜାଣିଛନ୍ତି ବୋଲି ସେ ଆପଣଙ୍କୁ ଲୋନ ମାଗିଲେ ଆପଣ ଦଉଛନ୍ତି। ତ ସେ ଜିନିଷରେ ଆପଣଙ୍କର ତାର କର୍ମଟା କଣ କରୁଛି, ତାର କୋଉଠି ବି ଗୋଟେ ଦେଖିବେ ମାନେ ଇଏ ଥିବ, ମାନେ ଡେଭିଏସନ ଥିବ। କାରଣ ସେ ଯଦି ଏଇ ଟାଇପର ଲୋକ ହେଇଥିବ, ଯଦି କମିଟମେଣ୍ଟ ଫୁଲଫିଲ କରୁନି, ମେ ବି କିଛି ପାର୍ଟ ଗୋଟେ ଲୋକ ନା ଡରରେ କରନ୍ତି, ହଁ ସତ୍ସଙ୍ଗରେ ଆମେ ଯାଇଛୁ, ପାଞ୍ଜାଧାରୀ କର୍ମୀ ହେଇଛୁ, ତେଣୁ କିଛି ନିୟମ ପାଳନ କରନ୍ତି। ବଟ୍ ଆମକୁ 24 ଘଣ୍ଟା ଭିତରେ ବହୁତ ସାରା ଠାକୁର ନିୟମ ଦେଇଛନ୍ତି ନା, ଖାଲି ନୁହଁ ଯେ ଆପଣ କର୍ମଟା ମେଜର, ଯେହେତୁ ମାନେ ବହୁତ ସାରା କର୍ମ ଉପରେ ଆମେ ପଢି ସାରିଲେଣି, ତ କର୍ମଟା କୋଉ ଟାଇପର କରୁଛି, ଯଦି ଗୋଟେ କୋଉଠି ଗୋଟେ ସେୟାର ମାର୍କେଟିଂରେ ଅଛି, କି ଗୋଟେ ଏଇ ଯୋଉ କଣ କହିଲେ ଚିଟ୍ ଫଣ୍ଡ ଟାଇପର ଜିନିଷ କରୁଛି, କି ଯୋଉ ଚେନ୍ ମାର୍କେଟିଂ ଗୁଡା କରନ୍ତି, ଏଇ ଟାଇପର ଲୋକ କରନ୍ତି, ମାନେ ତାର କର୍ମଟା କଣ କରୁଛି, ସେଇ କର୍ମଟା ଭିତରେ ଦେଖିବେ, କେତେବେଳେ ଯଦି ଦେଖିବେ ସେ କର୍ମଟା ସେଇ ଟାଇପର କିଛି କରୁଥିବ, ମାନେ ଲୋକଙ୍କୁ ଭୂତେଇବା କାମ, ଠକିବା କାମ, କି ଗୋଟେ LIC କିଛି ଏଜେନ୍ସି ହଉ, ଇଏ ସେଇ ହଉ, ତ ଏଇ ଟାଇପର ଯଦି ଲୋକ ଦେଖିଲେ, ତା କର୍ମ ଭିତରେ ତାର କର୍ମ, ତା ପରିବେଶ, ତା ମାନେ ପରିବାର ଚଳନୀ, ଏ ସବୁକୁ ଟିକେ ମାର୍କ କରିବେ।
ଖାଲି ଇଷ୍ଟବୁଦ୍ଧିଟା କରିବାଟା ଜିନିଷ ନୁହଁ, ତାର କର୍ମ ଭିତରେ ନେଇକି ସେ ଠାକୁରଙ୍କୁ କେତେ ନେଇକି ଚଳି ପାରୁଛି। ଯେ ଡେଫିନେଟଲି ସେ ଲୋକର ଯଦି ଆପଣ ଆଉଥରେ ଯାଇକି ଗ୍ୟାପ୍, ଯେହେତୁ ଆପଣ ଦେଇଛନ୍ତି ପଇସାଟା ଆସିପାରୁନି, ତାର କର୍ମଟା ଭିତରେ ଦେଇକି ତାକୁ ମାର୍କ କରନ୍ତୁ, ତାର ଡେଭିଏସନ ବହୁତ ସାରା ଥିବ କର୍ମ କ୍ଷେତ୍ରରେ, ତାର ଚଳନୀ ଭିତରେ, ତା ପରିବାର ଭିତରେ। ସେଇ ଜିନିଷଟାକୁ ଦେଖିକି ଲୋକ ତାକୁ ଜଜ୍ କରିବେ ଆପଣ। ବିକାଶ ଭାଇ ଆପଣଙ୍କର କ'ଣ ମତାମତ? ନାଇଁ ପ୍ରକୃତରେ ସେଇ ଜିନିଷ, ପ୍ରକୃତରେ ସେ ଜିନିଷ ଯଦି ସେ ଗୁରୁ ଭାଇ ଆଉ ଯଦି ସେ କର୍ମୀ, ମାନେ ଆପଣ ଯଦି ଗୋଟେ ସାଧାରଣ ଗୁରୁ ଭାଇ, ତ ସେ ଲୋକର ତ ଆହୁରି ଚେତନାଟା ଅଧିକ ଲେଭେଲରେ ରହିବ ନା, ତାଙ୍କୁ ମାଗିବାର ପ୍ରୟୋଜନ କାହିଁକି ପଡ଼ିଲା? ବୁଝିପାରୁଛନ୍ତି ନା? ସେଇ ଜିନିଷଟାକୁ ଆପଣଙ୍କୁ ପ୍ରଥମେ କାଲକୁଲେଟ୍ କରିବା ପାଇଁ ପଡ଼ିବ ଯେ ସେ ମାଗିବାର ପ୍ରୟୋଜନଟା କାହିଁକି ପଡ଼ିଲା, ସେ କାହିଁକି ଆଗୁଆ ସତର୍କ ସୂଚନା ନେଇକି ଚାଲିଲେନି। କାହିଁକିନା ସେ ଠାକୁର ତ କହିଛନ୍ତି କାହା ଉପରେ ନିର୍ଭରଶୀଳ ନ ହେବା ପାଇଁ, ଦକ୍ଷ ହେବା ପାଇଁ। ତ ମାଗିବାର ପ୍ରୟୋଜନ କାହିଁକି ପଡ଼ିଲା? ଗୋଟେ ମେଡିକାଲ ଏମର୍ଜେନ୍ସି କଥାଟା ଠିକ୍ ଅଛି, ଅନ୍ୟ ଯୋଉଟା ମାଗିବାର ପ୍ରୟୋଜନ ପଡ଼ିଲା ମାନେ ଜାଣିବେ ଯେ ସେ ତାଙ୍କର ଚାରିତ୍ରିକ କୋଉଠି କୋଉଠି ନା ଟିକେ ଇନବାଲାନ୍ସ ଅଛି। ଆଉ ସେଇ ଜିନିଷଟା ଯଦି ନ ଜାଣିକି, ଏଇ ରିସେଣ୍ଟଲି ମତେ ଦୀପକ ଭାଇ ପାଖରୁ ମୋର 2000 ଟଙ୍କା ପାଇବାର, ମାନେ ମାଗିଲି ମୁଁ ତାଙ୍କୁ, ମାନେ ଏମର୍ଜେନ୍ସି ମୋ ପାଖରେ ନଥିଲା, ଆଉ ସେ ରାତିରେ ବି ମତେ ଗୋଟେ ସାଙ୍ଗଟା ମାଗିଲା, ତାଙ୍କୁ ଦେବା ଥିଲା, ମାଗିଲି। କିନ୍ତୁ ଦୀପକ ଭାଇଙ୍କର ପ୍ରିନ୍ସିପଲ ଗୁଡ଼ା ମତେ ଭଲ ଲାଗେ। ସେ କହିଲେ କାହିଁକି ନବ, କ'ଣ ପାଇଁ ନବ, କ'ଣ କାମ ପଡ଼ିଲା, କ'ଣ, ମାନେ 50ଟା କ୍ୱେଶ୍ଚନ ପଚାରିଲେ ସେ ମତେ। 50ଟା କ୍ୱେଶ୍ଚନ, ମାନେ ଆମେ ଗୋଟେ ରୁମରେ ରହୁଛୁ, ରୁମମେଟ୍। 50ଟା କ୍ୱେଶ୍ଚନ ପଚାରିଲା ପରେ ଯାଇକି ତଥାପି ସେଦିନ ସେ ଦେଇପାରିଲେନି, ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଫେଲ୍ ହେଇଗଲା। ତ ସେତିକ କ୍ୱେଶ୍ଚନ ପଚାରିଲା ପରେ ମୁଁ ଯଦି ସେତିକ କ୍ୱେଶ୍ଚନର ଉତ୍ତର ନ ଦେଇ ପାରୁଛି ଠିକ୍ ଭାବରେ, ଯଦି ମୁଁ ସେଟାକୁ ଉତ୍ତର ଦେବା ଭିତରେ ମୋ ଭିତରେ ଚିଡ଼ଚିଡ଼ା ଆସୁଛି, ଇଏ ଆସୁଛି, ତାହେଲେ ଜାଣିବେ ଯେ ମୁଁ କୋଉଠି ନା କୋଉଠି ଭୁଲ ଜାଗାରେ ଫସୁଛି। ଆଉ ଯଦି ସେ ମୁଁ ସହଜ ଭାବରେ ଜିନିଷଟାକୁ ଏକ୍ସପ୍ଲେନ୍ କରିପାରୁଛି ନା, ଏଇ କାରଣ ପାଇଁ ମୁଁ ଏଇ ଭାବରେ ଜିନିଷ ଦଉଛି, ଏଇଭଳିଆ ଭଳିଆ ମୋର ସିଚୁଏସନ ହେଇଛି, ତାହେଲେ ଜାଣିବେ ଯେ ସେ ଆଉ ସେ ସିଚୁଏସନଟା ମୁଁ ଏକ୍ସପ୍ରେସ୍ କଲା ପରେ ଲାଗିବ ଯେ ଆପଣଙ୍କୁ ଯେ ନାଇଁ ଆକ୍ଚୁଆଲି ଅଥେଣ୍ଟିକ୍ ସିଚୁଏସନ, ଯିଏ ବି ହେଇଥିଲେ ଏଇ ସିଚୁଏସନରେ ଆବଶ୍ୟକ ପଡ଼ିଥାନ୍ତା, ତାହେଲେ ସେ ଜାଗାରେ ଇଏ କରିପାରିବେ। ସେଇଟା ଆପଣ ଜଜ୍ କରିବେ ଯେ କେମିତି କ'ଣ। ଯଦି ଏତିକ ଆପଣଙ୍କର କ୍ଲୋଜ୍ ହେଇଥାନ୍ତି, ଆଉ ସେ କର୍ମୀ ହେଇଥିଲେ ବି କାହିଁକି ତାଙ୍କର ପ୍ରୟୋଜନଟା ଏତେ ପଡ଼ିଲା ଅନ୍ୟ ପାଖରେ ହାତ ପତେଇବାର, ସେଇଟା ଦେଖିବାର ଅଛି। ତାଙ୍କର ଯୋଉଟା ଭାଇ କହୁଥିଲେ, ତାଙ୍କର ଅନିୟନ୍ତ୍ରିତ ଖର୍ଚ୍ଚ ଚଳନୀ ଅଛି କି କୋଉଠି କ'ଣ ବାର ସେ ଫସୁଛନ୍ତି ଭୁଲ ଭଟକା କରିକି, ସେଇ ଜିନିଷଟା ଯଦି ବ୍ୟାକଗ୍ରାଉଣ୍ଡଟା ଆପଣ ନ ଜାଣିବେ, ତାହେଲେ ଆପଣଙ୍କ ପଇସାଟା ସେଇଠୁ ପାଇବେ କି ନାହିଁ ବି ଠିକ୍ ଠିକଣା ନାହିଁ। ଆଉ ତ ସେଇଟା ଆପଣଙ୍କୁ କ୍ଲୋଜଲି ଜାଣିବାର ଅଛି। ପୁଣି ଆପଣ ଦେଇଦେବେ ମାନେ ସେ ତ ଗଲା, ସେ ସେଠୁ ବର୍ତ୍ତି ଗଲେ। କାହିଁକିନା ପରିବେଶ ଯେତେବେଳେ ଦୟା କରିଦିଏ, ସେତେବେଳେ ମଣିଷ ସେଇ ଅକୃତଜ୍ଞତା ପୁଣି ଭୁଲି ଯାଏ ସେ ଜିନିଷଟା, ଯୋଉଟାକି ସେ କୁହନ୍ତି ସେ ପଇସାଟା ଫେରେଇ ପାରେନି। ସେ ଅକୃତଜ୍ଞତାଟା ତାକୁ ହୁଏ, କାରଣ ତାର ଆଉ ସମୟରେ ଗୋଟେ ଆଉ କୋଉ ଜିନିଷଟା ତାର ଗୋଟେ ପ୍ରାୟୋରିଟି ହେଇଯାଇଥିବ। ଆପଣଙ୍କ ପଇସାଟା ସେତେବେଳେ ପ୍ରାୟୋରିଟି ହେଇନଥିବ। ହଁ ଶଶୀ ଭାଇ ତ ଦେଇଥିଲେ, ଆଉ ଶଶୀ ଭାଇଙ୍କର କ'ଣ ପଇସା ନାହିଁ କି, ସେ ତ ଚାକିରି ପାଉଛନ୍ତି, ମୁଁ ଦେଇଦେଲେ କ'ଣ ଏ ପଇସାଟା ଖାଲି ତାଙ୍କର ଘର ତେଲର ସଉଦା କିଣାଯିବ କି? ଏଇଭଳିଆ ବିଭିନ୍ନ ପ୍ରକାର ମୁଣ୍ଡରେ ବହୁତ ପ୍ରକାର ଚିନ୍ତାଟାକୁ ସେ ଇଏ କରିକି ସେ ଜିନିଷଟାକୁ ପ୍ରାୟୋରିଟି ଦେବେନି। ଆଉ ତା ଫଳରେ ତାଙ୍କ ଚରିତ୍ରର ଯୋଉ ମାନେ ଭୁଲ ଗୁଡ଼ା ରହିବ, ସେଇଟା ଆପଣଙ୍କ କାରଣରୁ ହିଁ ରହିବ। କାରଣ ସେ ସେତିକ ଆଉ ମାନେ ଠିକ୍ ସଜାଡ଼ି ହେଇପାରିଲେନି, ଆଉ ତା ପାଇଁ ଆପଣ ହିଁ ଦାୟୀ। ତେଣୁକରି ସେ ଯେମିତି ପତିତ ନ ହୁଏ ସେଇଭଳିଆ ଭାବରେ ଦେବା ପରେ ଅଛି, ଆଉ ତାଙ୍କୁ ଗାଇଡ୍ କରିବାର ଅଛି ସେଇଭଳିଆ ଭାବରେ। ଆଉ କଥା ବି ଏଇଭଳିଆ ଭାବରେ କହିବାର ଅଛି ଯେମିତି ଭାଙ୍ଗି ନ ଯାଉ ସିଏ। ବିଭିନ୍ନ ପ୍ରକାର ଉଦାହରଣ ଧରି ଦେଇକି ତାଙ୍କୁ କହିବାର ଅଛି। ଏଇ ପଇସା ପତ୍ରର ବିଭିନ୍ନ ପ୍ରକାର ଧାର ଉଧାରର ବିଭିନ୍ନ ପ୍ରକାର ନିୟମ କାନୁନ ବି ଅଛି ସମାଜରେ। ଏଭଳି ଭାବରେ ଯଦି ସୁଝି ନ ପାରନ୍ତି ମଣିଷ, ତାଙ୍କୁ ସୁଝିବା ପାଇଁ କେତେ କଷ୍ଟ କରିବା ପାଇଁ ପଡ଼େ। ଜଣେ ଜଣେ ଅଛନ୍ତି ଟ୍ରାଞ୍ଜାକ୍ସନ୍ ଟଙ୍କାଟେ ଥିଲେ ବି ସେ ସଙ୍ଗେ ସଙ୍ଗେ କ୍ଲିୟର କରିଦେବେ। ମୁଁ ଜଣେ ଜଣେ ଲୋକ ଦେଖିଛି ମୁଁ, ସେ କ'ଣ କରନ୍ତି, ସେ ଟଙ୍କାଟେ ଟ୍ରାଞ୍ଜାକ୍ସନ୍ ବି ସାଙ୍ଗେ ସାଙ୍ଗେ କ୍ଲିୟର କରିଦେଇକି ରହିବେ। କହିବେ ଯଦି ମୋର ପରବର୍ତ୍ତୀ ମୁହୂର୍ତ୍ତରେ ମୃତ୍ୟୁ ହେଇଗଲା, ଆଉ ଅଧଘଣ୍ଟା ଭିତରେ ମୋର ମୃତ୍ୟୁ ହେଇଗଲା, ଯଦି ମୋ ପଇସାଟା ସୁଝି ନ ପାରିଲି, ତମର ସେ ପଇସା ସୁଝିବା ପାଇଁ ମୋତେ ପୁଣି ଆଉଥରେ ତମ ସହିତ ଆସିବା ପାଇଁ ପଡ଼ିବ, ତମ ସହିତ ଟ୍ରାଞ୍ଜାକ୍ସନ୍ କରିବା ପାଇଁ ପଡ଼ିବ। ଏଇଟା ଯଦି ଜନ୍ମ ମୃତ୍ୟୁର ଗୋଟେ ଲୀଳା ଅଛି। ଆଉ ଏଇଭଳିଆ ବି କିଛି ଲୋକଙ୍କର ଭୟ ଥାଏ, ମାନେ ସେମାନେ ବହୁତ ମାପିକି ଚାଲନ୍ତି ପରିଷ୍କାର ଭାବରେ। ତ କିଛି ନା କିଛି ବାହାନା ଦେଇକି ତାଙ୍କୁ ଚେତେଇ ଦେବା ପାଇଁ ପଡ଼ିବ ଯେ ତମେ ଯୋଉ କରୁଛ କର୍ମଟା, ତା ଭିତରେ ତମର ଚରିତ୍ର ସୁଧାର ହବା ଦରକାର, ନା କି ତମେ ଆହୁରି ଦୁର୍ବଳ ହେଇ ଉଠିବ। ଜୟ ଗୁରୁ। ହଁ, ବହୁତ ବଢ଼ିଆ ଭାବରେ ମନୋରଞ୍ଜନ ଭାଇ ଆଉ ବିକାଶ ଭାଇ ମୋର ପ୍ରଶ୍ନର ଉତ୍ତର ଦେଲେ। ଆଉ ଗୋଟେ ଦୁଇଟା ପ୍ରଶ୍ନ ମୋର ଅଛି, କାହିଁକିନା ମୁଁ ବୁଝୁଛି, ମୁଁ ନିଜେ କାହାର ତ କ'ଣ ଗ୍ଲାନି ଅଛି କି ନାହିଁ ସେଟା ଛଡ଼ା ବ୍ୟକ୍ତିଗତ ଭାବରେ ମୋର ଆଉ କିଛିଟା ଗୋଟେ ଦୁଇଟା କୋଶ୍ଚିନ୍ ପଚାରିବି। ଗୋଟେ ହେଉଛି, ଆମେ ଜଣଙ୍କଠୁ ଆମଠୁ ଜଣେ ଧାର ନେଲା,
ପରମୂର୍ତ୍ତିରେ ସେ ଧାରଟା ନ ସୁଝିକିରି ତାର ସେ ଯେଉଁ ଆପଣ ମନୋରଞ୍ଜନ ଭାଇ କହିଲେ ଯେଉଁ ଚେନ୍ ବିଜନେସ୍ ଅଛି ବିଭିନ୍ନ ପ୍ରକାର ବିଜନେସ୍, ମୁଁ ସେ ଦିଗକୁ ଯାଉନି। ସେଥିରୁ କିଛି ଦ୍ରବ୍ୟ ଆଣିକି ଆପଣଙ୍କୁ ଦେଲା ଯେଉଁଟାକି ଆପଣଙ୍କର ୟୁଜଫୁଲ୍ ହେବନି, ମାନେ ତୁମେ ଚାହୁଁନ ସେ ପ୍ରଡ଼କ୍ଟ ୟୁଜ୍ କରିବା ପାଇଁ। ଆଉ ସେ କ୍ଷେତ୍ରରେ ମନଟା ବି ଭାରି ବାଧେ, ଏ ଟଙ୍କାଟା ନେଲା, ଟଙ୍କାଟା ନ ଦେଇକିରି ଆଉ ଗୋଟେ କ'ଣ ଆଣି ଫେରାଇଲାଣି। ତେଣୁ ଏ କ୍ଷେତ୍ରରେ କରଣୀୟ କ'ଣ ମନୋରଞ୍ଜନ ଭାଇ? ଆପଣଙ୍କର ମୁଁ ମ୍ୟୁଟ୍ କରିଦେଇଥିଲି ଯେତେବେଳେ ବିକାଶ ଭାଇ କହୁଥିଲେ, ଆପଣ ଅନମ୍ୟୁଟ୍ କରନ୍ତୁ। ମନୋରଞ୍ଜନ ଭାଇ ଅନମ୍ୟୁଟ୍ କରନ୍ତୁ। ମନୋରଞ୍ଜନ ଭାଇ ନହେଲେ ଆଉ କିଏ ଜଣେ ଯଦି ଆନ୍ସର ଦେବା ପାଇଁ ଚାହୁଁଛନ୍ତି ଟିକେ ଦେଲେ ଭଲ ହୁଅନ୍ତା। ଫୋରମରେ ଏତେ ଲୋକ ଅଛନ୍ତି, ଶୁଣୁଛନ୍ତି ସମସ୍ତେ, କାହାପରେ ଯଦି ସେଥିପାଇଁ ଟିକେ ଅଭିଜ୍ଞତାଟା ଥାନ୍ତା ଟିକେ କୁହନ୍ତେ ଭଲ ଲାଗନ୍ତା। ନହେଲେ ଆମର ଇଣ୍ଟରନାଲ ଇମ୍ପ୍ରୁଭମେଣ୍ଟ କେମିତି ହେବ? ଏ କ୍ଷେତ୍ରରେ ଦେଖିବେ ଆପଣଙ୍କର ପ୍ରଥମେ ତ ପ୍ରବୃତ୍ତିଟା ଆପଣଙ୍କର ଫୁଟି ପଡ଼ିବ। ଯେହେତୁ ଆପଣ ଦେଇଛନ୍ତି, ଆପଣଙ୍କର ଗୋଟେ ଭୁଲ ହେଇଯାଇଛି, ସେ ଲୋକ ଫେରଉ ନାହିଁ, ଆପଣଙ୍କୁ ପ୍ରଥମେ ତା ପ୍ରତି କ୍ରୋଧଟା ଆସିବ, ରାଗ ଆସିବ ଯେ ଲୋକଟା ଗୋଟେ ଇଏ ଦେଲି, ଠିକ ଟାଇମରେ ତାକୁ ଦେଲି, ଗୋଟେ କି ଲୋକଟା ଗୋଟେ ଇଏ କରୁନୁ, ପ୍ରଥମେ ରାଗ ଆସିବ। ଆପଣ ଯଦି ନିୟନ୍ତ୍ରଣ ଭିତରେ ବା ଗୁରୁବାଦ ଭିତରେ ଅଛନ୍ତି, ଆପଣ ଟିକେ ଟିକେ ନିଜକୁ ନିୟନ୍ତ୍ରଣ ଥିବେ। ସମାଜରେ ବିଭିନ୍ନ ପ୍ରକାର ଝଗଡ଼ା ଝାଟି, ବାଡ଼ିଆ ବାଡ଼ି। ଏଇଥର ଗୋଟେ ଘଟଣା ଦେଖିଥିଲି, 500 ଟଙ୍କା ପାଇଁ ଜଣେ ଯାହାକୁ 500 ଟଙ୍କାର ଘଟଣା ପାଇଁ, ମାନେ ସେମାନେ ଏଇ ଶ୍ରମିକ କ୍ୟାଟାଗୋରୀର ଲୋକ, 500 ଟଙ୍କାର ଘଟଣା ପାଇଁ ସେ ତାକୁ ମାରିଦେଇଛି। ତାର 500 ଟଙ୍କା ଉଧାର ନେଇଥିଲା, ସେ ତାକୁ ଫେରେଇ ପାରିଲାନି। ଆଉ ସେତେବେଳେ ମାଗିଛି, ତାକୁ ଯେତେବେଳେ ଥ୍ରେଟନିଂ କରିଛି ମୁଁ ଦେବିନି, ଏ କରିବି ସେ କରିବି, ସେ ରାଗରେ ଆସିକି ତାକୁ ମାରିଦେଇଛି। ମାନେ ମଣିଷ ଜୀବନଟା ଦେଖନ୍ତୁ 500 ଟଙ୍କାର ଟ୍ରାଞ୍ଜାକ୍ସନ ପାଇଁ ସେଠି ନଷ୍ଟ ହେଇଗଲା। ତ ସେମାନେ ସେଇ ସ୍ତରର ମାନସିକତାରେ ଆକ୍ଚୁଆଲି ଚାଲିଛନ୍ତି ଯେ 500 ଟଙ୍କାଟା ତାଙ୍କ ପାଇଁ ବଡ଼ ନୁହଁ, କିନ୍ତୁ ଝଗଡ଼ା କରିଦେବାଟା ବଡ଼। ମାନେ 500 ଟଙ୍କାଟା ବଡ଼, କିନ୍ତୁ ଝଗଡ଼ା କରିଦେବା, ଇଏ କରିଦେବା ଛୋଟ। ତ ଯିଏ ମାନସିକ ଭାବରେ ଆପଣଙ୍କୁ ଇଗ୍ନୋର କରୁଥିବ, ଦବନି, ତ ସେ ଜାଗାରେ ଆପଣ ତ ବହୁତ ଚେଷ୍ଟା କଲେ ବି ସେ ଦବନି, କାରଣ ସେ ତା ଭିତରେ ସେଇ ପ୍ରବୃତ୍ତି ଗୁଡ଼ା ଅଛି। ତ ଠାକୁର ଯୋଉଟା କହୁଛନ୍ତି, ତାକୁ ଏଭଳିଆ କିଛି କରେଇବେ ସେ ଯେମିତି ଅନୁତପ୍ତ ହବ, ଆଉ ଠାକୁର ଅନୁତପ୍ତ ହମାନଳ, ସେଥିରେ ଉଭୟଙ୍କର ହିଁ ମଙ୍ଗଳ। ଯୋଉ ପଇସାଟା ଆପଣଙ୍କର ଗୋଟେ ଶୁଣିଥିବେ, ଥରେ ବେଳେ ବହୁତ ଇଏ ଜିନିଷଟା ହୁଏ, ଆପଣ ତା ହତର ସେଠି ରିଭେଞ୍ଜ ନ ନେଇକି ସେଠି ଆପଣ ଆହୁରି ତାର ନିଜର ପାଖରେ ଏମିତି ଠିଆ ହେଇଥିବା ଲାଗିବେ ଯେ ସେ ଲୋକଟା, ମାନେ ଯଦି ଆପଣ ସହ୍ୟ କରିପାରନ୍ତି ସେ କଷ୍ଟଟାକୁ, ଯେ ପଇସାଟା ଦେଇନାହିଁ କିନ୍ତୁ ସିଏ ଫିଲ୍ ନ କରୁ ଯେ ମୁଁ ତାର ଇଏ ବୋଲି, ଆଉ ସେ ମୁହୂର୍ତ୍ତରେ ଆପଣ ତାକୁ ଆହୁରି ସେବା ଦେଇକି, ଆହୁରି ବିଭିନ୍ନ ପ୍ରକାର ଫାଇନାନ୍ସିଆଲି ନ ହେଇପାରେ, ଆହୁରି ବିଭିନ୍ନ ପ୍ରକାର ସେବା ଦେଇକି ସେ ଫିଲ୍ କରିବେ ନିଜର, ଯେମିତି ଯେଟା ଶ୍ରୀ ଠାକୁର କହୁଛନ୍ତି, ଯାହା ଉପରେ ରାଗ ଆସୁଛି, କ୍ରୋଧ ଆସୁଛି, ତାକୁ ଡାଲା ନେଇକି ଦିଅ, ଅନ୍ତର ଖୋଲି ହୃଦୟ ଖୋଲି ବାର୍ତ୍ତାଳାପ ନ କଲା ପର୍ଯ୍ୟନ୍ତ ଇଏ ହୁଏନି। ତ ତାଭଳି ବନ୍ଧୁତ୍ୱଟା ଆହୁରି ଏତେ ବଢ଼େଇ ଦେବେ ଯେ ସେ ଯଦି ତା ଭିତରେ ଟିକେ ବି ଯଦି ମଣିଷତ୍ୱ, ମଣିଷ ଶରୀରଟା ପାଇଛି ତ ମଣିଷତ୍ୱ ଥିବ, ତା ଭିତରେ ଯଦି ସେଇ ରିଏଲାଇଜେସନଟା ଆସେ, ତାହେଲେ ଯେ ଏ ଲୋକଟା ମୋତେ ଏତେ ଭଲ ପାଏ, ମୁଁ ତାହାରି ସାଙ୍ଗରେ ଏଇଭଳିଆ ବ୍ୟବହାର କରୁଛି, ଯଦି ସେଇଟା ଗୋଟେ ଚାନ୍ସ ଥାଇପାରେ ସେ ଲୋକଟାକୁ ଫେରି ଆଣିବା ପାଇଁ। ଦ୍ୱିତୀୟ ଜିନିଷ, ଯଦି ଦେଖିବେ ଯେ ସେ ଏକା ଥରକରେ ସେ ଜିନିଷଟା ଆପଣଙ୍କୁ ସେ ଫେରେଇ ପାରୁନି, ତାର ଯଦି ସିଷ୍ଟମ ଅଫ ମାନେ ଲାଇଫଷ୍ଟାଇଲଟାକୁ ଆପଣ ବୁଝିପାରନ୍ତି, ତାକୁ କହିବେ ଯେ ତୁ ଗୋଟେ କାମ କର, ତୁ ଏକା ଥରେ ମୋତେ ନ ଦେ, ତୁ ବାଇ ଇନଷ୍ଟଲମେଣ୍ଟ ମୋତେ କିଛି 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 କରିକି ଦେଇଦେ, ଆଉ ଯେମିତି ସେଟା ଜାଣିପାରିବେ ଯେ ସେ ଇନଷ୍ଟଲମେଣ୍ଟଟା ସେ ଦେଇପାରୁଥିବ। କାରଣ ବେଳେବେଳେ ବହୁତ ସମୟରେ କ'ଣ ହୁଏ, ଯଦି ଆପଣଙ୍କର ଆମାଉଣ୍ଟଟା ବଡ଼ ହେଇଥିବ, ସେ ସମୟରେ ବି ସେ ଭାବୁଥିବ ଯେ ମୁଁ କେମିତି ଦେବି, କେମିତି ଫେରେଇବି, କିନ୍ତୁ ସେଇଟା କହିପାରେ ତୁ ଗୋଟେ କାମ କର, ତୁ 1000 କରିକି ମୋତେ ନହେଲେ ରିଟର୍ନ କରିଦେ, 10 ମାସ ଲାଗିବ, କିନ୍ତୁ 1000 କରିକି ରିଟର୍ନ କରିଦେ। ସେ କ୍ଷେତ୍ରରେ ବି ସେଇଠୁ ସେ ତାକୁ ବଞ୍ଚେଇ ପାରନ୍ତି ଆପଣ, ସେ 1000 କରି, କାହିଁକିନା ସେ ଏକା ଥରେ 15,000 20,000 ଦେଇପାରିଥିବ, ତା ପାଖରେ ବିକାଶ ହଉନଥିବ। ଭାଇ, ମୁଁ ଆପଣଙ୍କୁ ଟିକେ ଏଇଠି ରଖୁଛି। ଆପଣ ଯେଉଁ କଥାଟା କହିଲେ ତାକୁ କହିବେ ଇନଷ୍ଟଲମେଣ୍ଟ। ମୁଁ କହୁଛି ଗୋଟେ ମେଡ଼ିସିନ ହୋଲସେଲର ଯାହାର ଟ୍ରାଞ୍ଜାକ୍ସନ୍ ହେଉଛି ଦିନକୁ 3 ଲକ୍ଷ 4 ଲକ୍ଷ ଟଙ୍କା, 4,000 ଟଙ୍କା ନେଲା, ମୁଁ ତାକୁ ଇନଷ୍ଟଲମେଣ୍ଟ କହିବି ଦେବା ପାଇଁ, ସେ ମୋତେ 2,000 ଦେଲା 2007ରେ, ଆଉ 2,000 ଦେଲା 2009ରେ।
ଆଉ ତାର ଦିନକୁ ଟ୍ରାଞ୍ଜାକ୍ସନ୍ 3 ଲକ୍ଷ, ଆଉ ସେ ଜଣେ ସୋସ୍ତେନି ହୋଲ୍ଡର। କେମିତି ଆପଣ କଥା କହୁଛନ୍ତି ସେ କ'ଣ ତାର ଇନଷ୍ଟଲମେଣ୍ଟ ସେ ଦେବା ଯୋଗ୍ୟ? 3 ଲକ୍ଷ ଯାହାର ରୋଜଗାର ଦିନକୁ। ସେଇଟା ତ ତାର ଚରିତ୍ରର ଦୋଷ, କାହିଁକିନା ମୁଁ ଆମାଉଣ୍ଟଟା ଜାଣିନଥିଲି ନା, ଯୋଉ ତାକୁ କେତେ ପରିମାଣ ତାକୁ ଦିଆହେଇଛି। ତ ବଟ୍ ଏମାଉଣ୍ଟ ଯେ ସେଇଟା ତାର ଇନଷ୍ଟଲମେଣ୍ଟ ଦେଲା ପରେ ବି ତ ଏଇ ଜଣକୁ 4,000 ଟଙ୍କା ନେଉଛି, ସେ ଗାଡ଼ି ଧରିଛି ଚାଲିଛି ବୁଲୁଛି। 2,000 ଟଙ୍କା ନେଇଥିଲା, 2,000 ଟଙ୍କା ଦେଲା, ଆଉ 2,000 ଦେଲାନି। ଏଇ ୱାଇଫର ମୋର କଥାବାର୍ତ୍ତା ହଉଥିଲା। ଆମର ଏଇ ସତ୍ସଙ୍ଗ ସେଇଟା ଏଇଟା କେବଳ ଏଇ ସତ୍ସଙ୍ଗ ଜଗତରେ ହିଁ ମୁଁ ବେଶୀ ଠକୁଛି। ମାନେ ବାହାର ଜଗତରେ ଯିଏ ଦୀକ୍ଷା ନ ନେଇଛନ୍ତି ସେ ଟାଇମରେ ନେଉଛନ୍ତି, ଟାଇମରେ ଦେଇ ଦେଉଛନ୍ତି। ତ ଏଇଟା କାହିଁକି ହଉଛି? ସତ୍ସଙ୍ଗ ମାନେ ତାର କ'ଣ ଫାଇଦା ନାଇଁ ଉଠାଉଛନ୍ତି? ସେମିତି କିଛି ନୁହନ୍ତି, ନାଇଁ ନାଇଁ, ସେଇଟା ସେମିତି କିଛି ମୋର ବ୍ୟକ୍ତିଗତ କୋଶ୍ଚିନ୍। କାହିଁକିନା ମୁଁ ସତ୍ସଙ୍ଗ ଜଗତର ଲୋକ ହିଁ ଯେଉଁମାନେ ନେଉଛନ୍ତି ସେଇମାନେ ହିଁ ଦେଉନାହାନ୍ତି, କିନ୍ତୁ ବାହାରେ ଯେଉଁମାନେ ନେଉଛନ୍ତି ସେମାନେ ହୁଏତ କୋଇନସାଇଡ୍ ମୋ ପାଖେ ଅଲଗା ଗୋଟେ କ'ଣ ହେଇଥାଇପାରେ। ହୁଏତ ସେମାନେ ଯେଉଁଟା ନାଇଁ ଆପଣ ଗୋଟେ ସେ ଆନ୍ସର ଦେଲେ, ଆପଣଙ୍କର ସେଟା ଆପଣଙ୍କର ଭୁଲ, ଆପଣଙ୍କର ଭୁଲ, ସେଟା ଆପଣ ଚିହ୍ନି ପାରୁନାହାନ୍ତି ମଣିଷଟାକୁ। ହଁ ସେଇଟା ହେଇପାରେ। ବହୁତ ସେଇ ବହୁତ ଟାଇପ୍ର ଦୃଷ୍ଟି ଆପଣ ବଡ ଦେଇକି ଆପଣ ଆଉ ଆପଣ ଗୋଟେ କଥା ଦେଖୁଛନ୍ତି। କହିଲେ ଯେ ଶଶୀବାରେ ତ ଅଛି, ତାର ସେ ଚଳାପଳି କରୁଛି, ନଦେଲେ ଚଳିବ, ଏ ବି ହେଇପାରେ। ଗୋଟେ ଯାହା ବି ହଉ, କିନ୍ତୁ ଏବେ ଟିକେ ଫିଲ୍ଟର ହେଇଛି, ଏବେ ଠକିବାଟା ଟିକେ କମିଯାଇଛି। କାହିଁକିନା ଏବେ ଏ ଠାକୁରଙ୍କ ଆଇଡିଓଲୋଜି ପଢ଼ିଲା ପରେ ଠାକୁରଙ୍କ ଆଇଡିଓଲୋଜି ଟିକେ ମାନିବାକୁ ଯେତିକି ଦରକାର ସେତିକି ଦିଏ, ଯେତିକି ଦେଲେ ମନ କଷ୍ଟ ନ ହୁଏ ସେତିକି ପରିମାଣ ଦେବା ପାଇଁ ଏବେ ଚେଷ୍ଟା କରୁଛୁ। କିନ୍ତୁ ଆହୁରି ଗୋଟେ କଥା ବିକାଶ ଭାଇ ମୁଁ କହୁଛି, କିଛି ଦିନ ବାଦଲାପୁର ମନ୍ଦିରରେ ଭେଟ ହେଲେ କି ଗୋଟେ ସତ୍ସଙ୍ଗରେ ଭେଟ ହେଇଗଲେ, ଜୟଗୁରୁ କଲେ, ଫୋନ୍ ନମ୍ବର ସେଭ୍ କଲେ, ତାର ମାସେ 2 ମାସ ପରେ ଫୋନ୍ କରିକି 5,000, 7,000, 2,000 ଟିକେ ଦିଅନ୍ତୁ, ମୁଁ ବିପଦରେ ପଡ଼ିଛି, ଏଇଭଳି ଯେଉଁ ମାଗନ୍ତି ସେଇଟା କ'ଣ ମାଗିବା ଉଚିତ? ଆପଣଙ୍କର ମତ କ'ଣ? ତାକୁ ଚିହ୍ନିନି ଜାଣିନି ଥରେ ଜୟଗୁରୁରେ ତାକୁ 5-7 ହଜାର ମାଗିବା କି ଗୋଟେ 30,000 ମାଗିବା, ଏଇଟା ବିଷୟରେ କ'ଣ ଠାକୁରଙ୍କ ସେଇଟା ମତାମତ? ସେଇଟା ତ ସନ୍ଦେହ ଯୋଗ୍ୟ ନା। ସେଇଥିପାଇଁ ବିପଦରେ ଯେତେବେଳେ ମୁଁ ପଡିବି, ମୋର ଇମିଡିଏଟ ଏନଭାରମେଣ୍ଟ ଯିଏ ନା, ତାକୁ ମୁଁ ହାତ ପତେଇବି ନା। ମୋର ଇମିଡିଏଟ ଏନଭାରମେଣ୍ଟ ଯିଏ, ମୁଁ ଯୋଉଠି ରହୁଛି ସେଠି ତ ମୋର ପଡା ପଡୋଶୀ ଅଛନ୍ତି, ମୁଁ ତାଙ୍କୁ ନିଜର କରିପାରୁ ନାହିଁ। ଆମର ଦୂରରେ ଥିବା ଗୋଟେ ଫୋନ ଅଫ୍ କଣ୍ଟାକ୍ଟରେ ମୁଁ ସେଠି ଯଦି ମାଗିବି, ମାନେ ମୁଁ ଜାଣିବେ ଯେ ଆପଣ ଜାଣିନାହାନ୍ତି ନା ସେ ଲୋକଟାର ଚାଲିଚଳନ, ଖାଲି ଥରେ ଜୟଗୁରୁ ମାଧ୍ୟମରେ ତ ଆପଣ ଜାଣିନାହାନ୍ତି ନା। ତ ସେଠି ତ ଆପଣ ପଇସା ମାଗୁଛି ମାନେ ଆପଣ ଡାଉଟ୍ କରିବା ଦରକାର, ତାର ଚାରିତ୍ରିକ ଭିତରେ କିଛି ନା କିଛି ଡିଫଲ୍ଟ ଥିବ। ଆଉ ତ ସେ କ୍ଷେତ୍ରରେ ଜଣେ ମୁଁ ଜଣେ ସେ କ୍ଷେତ୍ରରେ ଷ୍ଟେଟ୍ ଫରୱାର୍ଡ଼ ସ୍ପଷ୍ଟବାଦୀ ହୁଅ, ମିଷ୍ଟଭାଷୀ ହୁଅ, ଭଲ ଭାବରେ କଥା କହିକିରି ଠାକୁରଙ୍କର ଯେମିତି ବିନୟ ଭାବରେ ସେଠି ନାହିଁ ବୋଲି କହିଦେବାଟା କିଛି ପାପ ହେବ? ନାଇଁ ନାଇଁ, ସେଥିରେ କିଛି ପାପ ନାହିଁ। ଆପଣ କହିଦେଇ ପାରିବେ। ସେଠି ତ ଆପଣ ଧର ଜଣେ ଭାଇ ଆପଣଙ୍କୁ ନାଲାସପରାର ମାଗିଲେ, ତ ଆପଣ କହିବେ ନା ନାଲାସପରାର ଗୁରୁ ଭାଇ ମାନଙ୍କୁ କାହିଁକି ଆପଣ ମାଗୁନାହାନ୍ତି? ନାଲାସପରାରୁ ଆସିକି ଡମ୍ବି ବୋଲି ଏତେ ବାଟ ଦୂରରୁ କାହିଁକି ମାଗୁଛନ୍ତି? ତ ଯଦି ସେ ପିଲାର ଚରିତ୍ରଟା ଠିକ ଥିବ, ତ ନାଲାସପରା ଗୁରୁ ଭାଇ ମାନଙ୍କ ସହିତ ସମ୍ପର୍କ ରଖିଥିବ ନା ତାର ପରିବେଶରେ। ତ ସେମାନେ ତାଙ୍କୁ ଚିହ୍ନିଛନ୍ତି, ସକାଳୁ ସଞ୍ଜ ତାକୁ ଦେଖୁଛନ୍ତି, ଇଏ କରୁଛନ୍ତି, ତ ସେମାନେ ହିଁ ତାଙ୍କୁ ଦେଇପାରିବେ। ଆଉ ସିଏ ସେଠୁ ରହିକି ଗୋଟେ 40 କିଲୋମିଟର 50 କିଲୋମିଟର ଦୂରରେ ଆଉ ଜଣେ ଗୁରୁ ଭାଇକୁ ଭାଇ ଫୋନ ଇଏଟା ମାଗିବ, ସେଟା ହଉଛି ଇମ୍ପୋର୍ଟାଣ୍ଟ ଯେ ତାର ସେଠିକାର ସମ୍ପର୍କ ଗୁଡା କାହିଁକି ତା ଉପରେ ନିର୍ଭର କରିପାରୁନି। ସିଏ ସେଠିକାର ଯୋଉଠି ସେ ବଞ୍ଚୁଛି, ଯୋଉ ପରିବେଶରେ, ସେ ପରିବେଶ ଉପରେ ସେ ନିର୍ଭର କରିପାରୁନି। ଆଉ ସେ ଏତେ ଦୂରରୁ ମୋ ସହିତ ଇଏ କରୁଛି, ଯୋଉଟା କି ମୁଁ ବି ଥରେ ଦିଥର ଭୁଲ କରିଛି। ତ ସେଇଟା ଦେଖିବା ପାଇଁ ପଡିବ ଯେ ସେ ଲୋକଟା କାହିଁକି ମାଗୁଛି। ଆଉ ଜଣେ ଜଣେ ଦେଖିବେ ଛୋଟ ଛୋଟ ଆମାଉଣ୍ଟ ମାଗନ୍ତି, ଏବେ 500 ଟଙ୍କା ମାଗିଦେବେ, ମାନେ ପୁଣି ଏମିତି ସେମାନଙ୍କ ପାଖରେ ବି ଗୋଟେ ଅଲଗା ପ୍ରକାର ଦୁର୍ବଳତା ଥାଏ। 1,000 ଟଙ୍କା 500 ଟଙ୍କା ମାଗିବେ, ଆଉ ସେମାନେ ଦେଖିବେ ଛୋଟ ଛୋଟ, ବିଶେଷ କରି ଏଇଭଳିଆ ଯୋଉମାନେ ଥାନ୍ତି ଦେଖିବେ ବିଭିନ୍ନ ପ୍ରକାରର ଗୋଟେ କୌଣସି ନା କୌଣସି ସୂକ୍ଷ୍ମ ସ୍ୱାର୍ଥ ନହେଲେ ନିଶାସକ୍ତ ହେଇଥିବେ। ଯେମାନେ ଦେଖିବେ ଏଇ ମଦ ଫଦ ପିଅନ୍ତି ବା ଇଏ କରନ୍ତି ବା ବିଭିନ୍ନ ପ୍ରକାର ହେଇଥାନ୍ତି। ଆଉ ଆପଣ ଯୋଉ କହିଲେଣି କି ଗୁରୁ ଭାଇର ଯୋଉ ଜିନିଷଟା କଥାଟା, କିନ୍ତୁ ସେଇ ଗୁରୁ ଭାଇଟା କଥା କହିଲେ ଯୋଉ ଆପଣ, ସେ ଆମେ ସହଜ ଭାବରେ ଯେତେବେଳେ ଯାଜନ କରିବାକୁ ଯାଉ, ବିଭିନ୍ନ ପ୍ରକାରର ସରଳ କଥା ଗୁଡା ସେ ଠାକୁରଙ୍କର ଭାବରେ କହୁ, ପରିବେଶ ପ୍ରତି ଯେତେବେଳେ ସେଭଳିଆ ବ୍ୟକ୍ତ କରୁ, ସେତେବେଳେ କଣ ହୁଏ, ସେ ଲୋକଟା ଆମ ଉପରେ ଆଶା ହିଁ ଭାବିଦିଏ। ସେ ଭାବିଦିଏ ୟାର ପଇସା ପତ୍ର ଅଛି, ରୋଜଗାର ଜଗାର ଅଛି, ତ ଆସିକି କଥା କହୁଛି, ଆଉ ଆମର ତ ପଇସା ପତ୍ର ନାହିଁ। ସେତେବେଳେ ଦେଖି ଆପଣଙ୍କୁ ସେ ପଇସାର ସାହାଯ୍ୟ ସହଯୋଗଟା ମାଗିବ। କିନ୍ତୁ ସେ ଜାଗାରେ କିନ୍ତୁ ଆପଣଙ୍କୁ ଦେଖିବା ପାଇଁ ଅଛି ଯେ ତାକୁ ପଇସାଟା ଦେବେ କି ନାହିଁ। ଆଉ ଯଦି ଦେବେ ତ ମାନେ ରିକ୍ୱାରମେଣ୍ଟଟା କ'ଣ, ବା ପଇସା ଦେବେ ନା ମେଟେରିଆଲ ଦେବେ। ଯଦି ତାର ପଇସାଟା ମାଗୁଛି, ତାକୁ ଡାଇରେକ୍ଟ ପଇସା ନ ଦେଇକି
ତାର କୋଉ ମେଟେରିଆଲଟା ଅଛି ତାକୁ ଯୋଗାଯୋଗ କରିକି ସେଇ ବ୍ୟବସ୍ଥାଟା କରିଦେବେ। ଯୋଉ ମେଡିସିନ ଯାଇଥାନ୍ତା ତା ଖାଇକି ତାର ଯୋଉଠି ଗୋଟେ ଇଏ ହେଇଥାନ୍ତା, କାରଣ ସିଏ ଯଦି ତାର ଡିମାଣ୍ଡରେ ଚାଲିବ ଆପଣଙ୍କ ପାଖରେ ସେ ହାତ ପତେଇଛି ମାନେ ଆପଣ ଯାହା କହିବେ ସେ ସେଟା ଶୁଣିବ। ଆଉ ଯଦି ନ ଶୁଣୁଛି ଜାଣିବେ ଯେ ତା ଚରିତ୍ରରେ ସେଇଟା ଦୁର୍ବଳତା ଅଛି। ଯଦି ସେ ମେଡିସିନ ପାଇଁ ମାଗୁଛି ତାଙ୍କୁ କହିଦେବେ, କହିବେ ଏଇ ଜାଗାରେ ଯାଇକି ଏଠୁ ମେଡିସିନ ଟା ଖାଇ ଇଏ କରିକି, ମାନେ ବହୁତ ପ୍ରକାରର ଅର୍ଥ ବା ବାସ୍ତବ କର୍ମ ଭିତରେ ଦେଇକି ସହ୍ୟ କରିପାରିବେ। ଯୋଉଟା କି ଆପଣ ସେଠି ତାକୁ ପଇସା ନ ଦେଇ କହିବେ ଯେ ଏଇ ପାଖକୁ ଗଲେ ତୋର ସେତିକି ପଇସା ଯୋଉ କହୁଛୁ ସେଟା ତୋର 2000 ଟଙ୍କା 200 ଟଙ୍କାରେ କାମ ହେଇଯିବ, ତୁ ଏଇ ଯୋଗ ପାଖକୁ ଯା, ଏଇଠି ଯା। ଆଉ ସେ ଯଦି ଜିଦି ଧରିଥିବ ନା ମୁଁ ସେ 2000 ଟଙ୍କା ପାଖରେ ଯାଇକି ହିଁ ଟ୍ରିଟମେଣ୍ଟ କରେଇବି, ତାହେଲେ ଜାଣିବେ ଯେ ତା ଭିତରେ ଦୁର୍ବଳତା କୋଉ ନା କୋଉ ଚରିତ୍ର ଦୃଷ୍ଟି ଅଛି, ସେଠି ତ ଆପଣ ଦେବେନି। ତ ତେଣୁକରି ଯଦି ତାର ନାହିଁ ମାନେ ଯୋଉ ଜାଗାରେ ଉଦ୍ଦେଶ୍ୟଟା ପୂରଣ ହବ, 200 ଟଙ୍କାର ମେଡିସିନ ଖାଇଲେ ବି ରୋଗ ଭଲ ହଉଛି, ଅର୍ଗାନିକ ମେଡିସିନ ଖାଇଲେ ବି ରୋଗ ଭଲ ହଉଛି, ମାନେ ଜେନେରିକ ମେଡିସିନ ଖାଇଲେ ବି ରୋଗ ଭଲ ହଉଛି। ନା ମୁଁ ସେଇ ଜାଗାରୁ ମେଡିସିନ ଖାଇବି ଇଏ କରିବି, ବା ବିଭିନ୍ନ ପ୍ରକାରର ଫ୍ୟାକ୍ଟ ଅଛି ଯେ ସେମାନେ କହିଥିବେ ନା ମୁଁ ନାହିଁ କିନ୍ତୁ ମୁଁ ସେଇ ବ୍ରାଣ୍ଡର ଡ୍ରେସଟା କିଣିକି ପିନ୍ଧିବି, ମାଗିବି ପିନ୍ଧିବି କିନ୍ତୁ ସେଇ ବ୍ରାଣ୍ଡର ଡ୍ରେସଟା କିଣିକି ପିନ୍ଧିବି। ତାହେଲେ ଯଦି ନାହିଁ ତ ଶସ୍ତା ପିନ୍ଧି, ଶସ୍ତା ପିନ୍ଧିକି ତୁ ସମୟଟାକୁ ବର୍ତ୍ତମାନ ଯଦି ଯୋଉ ପରିସ୍ଥିତିରେ ଅଛି ସେ ପରିସ୍ଥିତିରେ କାଟିଯା। ନା ଆପଣଙ୍କୁ ମୋ କତିରୁ ମାଗିକି ନେବି କିନ୍ତୁ ମୁଁ ସେଇ ବ୍ରାଣ୍ଡଟା ପିନ୍ଧିବି, ଏଇଭଳିଆ ଯୋଉମାନଙ୍କର ଚରିତ୍ର ଥିବ ସେମାନଙ୍କୁ ସେ ଜାଗାରେ ନଦେବା ହିଁ ଭଲ। ତାଙ୍କୁ ଆହୁରି ବାଟ କଢେଇ ଦେବା ଦରକାର, ନା ତୁ ଏଇଟା କର, ଏଇଭଳିଆ କଲେ ତୋର ଏଇଭଳିଆ 1000 ଟଙ୍କା ବଞ୍ଚିଯିବ। ତୁ ଏଇ ଜାଗାରେ ଯାଇକି ଯଦି ଲୋକ କହିଦେବୁ ବା ଗୋଟେ ଆଡଭୋକେଟର ଯଦି ଇଏ କରିଦେବୁ, ସେଠି ତୋର 1000 ଟଙ୍କା ବଞ୍ଚିଯିବ। ଆପଣଙ୍କର ଚିହ୍ନା ଯଦି କିଏ ଆଡଭୋକେଟ ଥିବେ ସେ ତା କତିରୁ ପଇସା ନେବେନି, ସେ କାମଟା କରିଦେବେ। ମୁଖ୍ୟ କଥା ହଉଛି ଦିଟା ଜିନିଷ ମଣିଷର ଦରକାର ହୁଏ, ଗୋଟେ ହଉଛି ସେବା ଆଉ ଗୋଟେ ହଉଛି ପ୍ରଡକ୍ଟ। ତ ସେ ପ୍ରଡକ୍ଟ ଆଉ ସେବାଟା ଯଦି ଆପଣଙ୍କର ପାଇଁ ସେ ଯଦି ପଇସା ଦରକାର ଥିବ, ତାହେଲେ ପରିବେଶରେ ଯୋଉ ଲୋକ ଅଛନ୍ତି ତାଙ୍କ ମାଧ୍ୟମରେ ଯାଇକି ଆପଣଙ୍କର ଚିହ୍ନା ପରିଚୟ ଭିତରେ ଦେଇକି ତାକୁ ଯଦି ସେ ସେବାଟା ମିଳିଯାଏ, ତାହେଲେ ଆପଣଙ୍କର ପଇସା ବଞ୍ଚିଯିବ। ଧର କିଏ ଗୋଟେ କାଢୁଛି ଲାଇସେନ୍ସ ବାହାର କରୁଛି, ଲାଇସେନ୍ସ ବାହାର କରିବା ପାଇଁ ତାଙ୍କୁ ପଇସା ଦରକାର, ତ ଆପଣଙ୍କର କିଏ ଗୋଟେ ଚିହ୍ନା ଲୋକ ଅଛନ୍ତି, ସେ ସେଇ ଲାଇସେନ୍ସଟା ବାହାର କରିଦେବ, ଫ୍ରିରେ ବାହାର କରିଦେବ। କାହିଁକିନା ସେଟା ଖାଲି ଗୋଟେ ନଲେଜ ଦରକାର, କେମିତି ଫର୍ମ ଫିଲ୍ଅପ୍ କରିବ, କୋଉଠି ଆପ୍ଲାଏ କରିବ, କିସ କରିବ। ଆପଣଙ୍କର ଯୋଗାଯୋଗରେ ଯଦି ସେଠି ତାକୁ ସେ ହେଲ୍ପଟା ମିଳିଯାଉଛି ତାହେଲେ ସେଇଟା କରିଦେବେ। ତାକୁ କାହିଁକି 4000 ଟଙ୍କା ଦେବେ, ସେ ସେଇଟା ଦେଇକି ଆପ୍ଲାଏ କରିବ, ସେଇ ଆପଣଙ୍କ ପାଇଁ ସେଥିରେ ଧାରୁଆ ହବ ସେ 4000 ପାଇଁ। ତ ଆପଣଙ୍କୁ ଚୌକସ ହେବା ପାଇଁ ପଡିବ। ଆଉ ବିଭିନ୍ନ ପ୍ରକାର ଏଇ ଯୋଉ ଉପଜନା କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ପରିବେଶକୁ ସେବା କରିବା ପାଇଁ ହେଲେ କେବଳ ପଇସା ଦେଇକି ତ ଆପଣ ସେବା କରିପାରିବେନି, ଆଉ ପଇସା ଦେଇକି ବି କେବେ ବି ଆପଣ ଲୋକଙ୍କର ଅଭାବ ଦୂର କରିପାରିବେନି। ଭାଇ ଜୟଗୁରୁ। ଜୟଗୁରୁ ରଶ୍ମି ଜୟଗୁରୁ ଭାଇ, ଭାଇ କୁହନ୍ତୁ। ଭାଇ ଏମିତି ବହୁତ କିଛି କେସେସ୍ ଅଛି ଯୋଉଠି କି ଆମର ଇଏ ରୁରାଲ ଏରିଆରେ ସବୁ ଚାଲେ, ଯୋଉମାନେ କି ବ୍ୟବସାୟୀ ସବୁ କରନ୍ତି, ସେମାନେ 5% 6% କହିକି ସୁଧ ଆଣିଥାନ୍ତି, ମାନେ ଘରୋଇ ଲୋକମାନଙ୍କ ଠାରୁ। ସେମାନେ ଏମିତି ପରିସ୍ଥିତି ହୁଏ, ସେମାନେ ତାଙ୍କର ପ୍ରିନ୍ସିପାଲ ଆମାଉଣ୍ଟ ଠାରୁ ତାଙ୍କର ଯୋଉ ଇଣ୍ଟରେଷ୍ଟ ଆମାଉଣ୍ଟଟା ବହୁତ ମାତ୍ରାରେ ଅଧିକ ଦେଇ ସାରିଥାନ୍ତି। ଷ୍ଟିଲ୍ ଦେନ୍ ସେମାନେ ଯେତେବେଳେ ଅସମର୍ଥ ହେଇଯାଆନ୍ତି, ତଥାପି ଯାହାମାନଙ୍କ ଠାରୁ ସେମାନେ ଆଣିଥାନ୍ତି ପଇସା, ସେମାନେ ଛାଡନ୍ତି ନାହିଁ କି ନାଇଁ ମୁଁ ଇଣ୍ଟରେଷ୍ଟ ନେଲେ ବି ମୁଁ ମୋ ପ୍ରିନ୍ସିପାଲ ଆମାଉଣ୍ଟ ନେବି। ସେ କ୍ଷେତ୍ରରେ ଯଦି ମୁଁ ନ ଦିଏ ସେ ପଇସା, ତାହେଲେ କଣ ସେମିତି କିଛି ଅସୁବିଧା ହବ? ବିକାଶ ଭାଇ କୁହନ୍ତୁ। ନାଇଁ, ସେଇଟା ଆପଣଙ୍କର ଆପଣ ଭିତରେ ପତିତ ହେବ। ଯେହେତୁ ଆପଣ କମିଟମେଣ୍ଟ କରିଥିଲେ ଯେ ମୁଁ ବିଜୁ କାହିଁ ଦେଇଦେବି ପ୍ରିନ୍ସିପାଲ ଆମାଉଣ୍ଟ ସହିତ ଇଣ୍ଟରେଷ୍ଟ ଦେବା ପାଇଁ, ଆପଣ ତାଙ୍କୁ କହିଥିଲେ ନା। ତାର ଇକୋଟା ଅଛି, ତାର ଇକୋ ରୁଲ୍ସ ଅଛି, ଆପଣ ଇକୋ ଆଣିଥିଲେ ଅଛି। ନା। ତାର ରୁଲ୍ସ ଥିଲା ଯେ ମତେ ଇଣ୍ଟରେଷ୍ଟ ଦେବ, ତା ସହିତ ପ୍ରିନ୍ସିପାଲ ଦେବ। ତ ତେଣୁକରି ଆପଣ ପ୍ରିନ୍ସିପାଲ ଯେତେ ବି ଇଣ୍ଟରେଷ୍ଟ ଦେଇ ସାରିଥିଲେ ବି ଯଦି ପ୍ରିନ୍ସିପାଲ ଆମାଉଣ୍ଟ ଆପଣ ଦଉନାହାନ୍ତି, ବା ଆପଣଙ୍କର ପ୍ରିନ୍ସିପାଲ ଆମାଉଣ୍ଟଟା ଇଣ୍ଟରେଷ୍ଟ ଆମାଉଣ୍ଟ ଯେତିକି ପେ କରିସାରିଲାଣି, ତା ପ୍ରିନ୍ସିପାଲ ଆମାଉଣ୍ଟ ପାରିଗଲାଣି, ତ ସେ ଲୋକ ଯଦି ଆପଣଙ୍କୁ ରିଲିଜ କରିଦଉଛି ତାହେଲେ ଠିକ ଅଛି। ଯଦି ସେ ନ କରୁଛି ଆପଣଙ୍କୁ ତ ପୈଠ କରିବା ପାଇଁ ପଡିବ। କାରଣ ସେଠି ଆପଣ ତା ଉପରେ ବିନୀତ କରିପାରନ୍ତି, ସେଥିରେ ଯଦି ବିନୀତ କରିକି ସେ ଯଦି କିଛି କୋଳହ କରିଦିଏ, କିନ୍ତୁ ତାକୁ ଆପଣ ରିଭେଞ୍ଜ ନେଇକି ତାକୁ ଯଦି ସେଟା କହିବେ ନା ମୁଁ ତ ଏତେ ଗୁଡା ପଇସା ଦେଲେଣି, କଣ ମୋର ଚୁକ୍ତି ହେଇନାହିଁ କି, କିନ୍ତୁ ସେ କମିଟମେଣ୍ଟ ସେ ପ୍ରଥମରୁ ସେଟା କରିନଥିଲା ନା, ସେଟା ଆପଣଙ୍କୁ ତା ପାଖରେ ଇଏ କରିକି ଆଣିଥିଲେ। ଯେହେତୁ ଗାଁରେ ଲଗାନ୍ତି ସୁଧ, ତ ଆପଣଙ୍କୁ ସେଟା ପଇଠ କରିବା ପାଇଁ ପଡିବ ପ୍ରିନ୍ସିପାଲ ଆମାଉଣ୍ଟ। ସେଠି ଆଉ ଆପଣଙ୍କର ସାମର୍ଥ୍ୟ ଯଦି ଆଉ ଅସାମର୍ଥ୍ୟ ଭିତରେ କିଛି ଫରକ ପଡେନି ଭାଇ। ନାଇଁ, ଇଏ ରଶ୍ମି ଭାଇ, ମୁଁ କଥାଟା ହଉଛି, ଆପଣ ଆପଣ ମ୍ୟୁଟ୍ କରନ୍ତୁ, ସେ ଇକୋ ହଉଛି।
ଆପଣ କହିଲେ ଯେ ଗୋଟେ ଜଣେ ଋଣ ନେଇଛନ୍ତି ଆଉ ଋଣ ନେଲା ପରେ ଯେତିକି ଇଣ୍ଟରେଷ୍ଟ ଦେଇଛନ୍ତି, ଜଣେ ଋଣ ନେଇଛନ୍ତି 10 ଲକ୍ଷ କିନ୍ତୁ ଇଣ୍ଟରେଷ୍ଟ ଦେଲାଣି 11 ଲକ୍ଷ କି 10 ଲକ୍ଷ ଦେଇ ସାରିଲାଣି। କିନ୍ତୁ ସେଭଳି ଭାବରେ ଆମେ ବି ଯେତେବେଳେ ହୋମ୍ ଲୋନ୍ଟି ନେଉଛେ 20 ବର୍ଷ ପାଇଁ, ଦେଖନ୍ତୁ 30 ଲକ୍ଷ ଟଙ୍କାର ଲୋନ୍ ନେଲେ ଆମେ କେତେ ଦେଉଛେ? ଆମେ ଦେଉଛେ 60-61 ଲକ୍ଷ ଦେଉଛେ ବ୍ୟାଙ୍କକୁ ଦେଉଛେ। ତେଣୁ ଆମର ଯେତିକି ପ୍ରିନ୍ସିପାଲ୍ ସେତିକି ଇଣ୍ଟରେଷ୍ଟ। ତେଣୁ ଆମେ ଯଦି କହିବା 10 ବର୍ଷ ଯେତେବେଳେ ହେଇଗଲା ସେତେବେଳକୁ ତ ଆମେ ପାଖାପାଖି 80% କାହିଁକିନା ଇଣ୍ଟରେଷ୍ଟଟା ସେ ପ୍ରଥମେ କଲେକ୍ଟ କରେ ବ୍ୟାଙ୍କ। 10-11 ବର୍ଷ ଦେଖିଲା ବେଳକୁ 80% ଯାକେ ଇଣ୍ଟରେଷ୍ଟ ପଳେଇଥିବ, ଆମର ପ୍ରିନ୍ସିପାଲ୍ କଟି ନଥିବ। ପ୍ରିନ୍ସିପାଲ୍ ପରେ କଟିବ, ଧୀରେ ପ୍ରଥମେ ଇଣ୍ଟରେଷ୍ଟ କଟିବ। ତ ଆମେ କ'ଣ ସେ କ୍ଷେତ୍ରରେ ବ୍ୟାଙ୍କକୁ କହିବା ନାଇଁ ଆମେ ଇଣ୍ଟରେଷ୍ଟ ଦେଇ ସାରିଲୁଣୁ, ଆମେ ଏଗ୍ରି ହେଇଛୁ, ଆମେ ଏଗ୍ରି ହେଇଛୁ ଦେବା ପାଇଁ ସେତିକି ଇଣ୍ଟରେଷ୍ଟରେ, ଯେତିକି ଇଣ୍ଟରେଷ୍ଟ ପାଇଁ ଏଗ୍ରି ହେଇଛୁ ତ ଦେବାକୁ ପଡ଼ିବ ପୁରାଟା। ନ ଦେବାର କୌଣସି ବାଟ ନାହିଁ। ଯୋଉଟା ବିକାଶ ଭାଇ କହିଲେ, ଆପଣ ଟିକେ ମ୍ୟୁଟ୍ କରନ୍ତୁ। ବିକାଶ ଭାଇ ଯୋଉଟା କହିଲେ ସେଟା ଯଦି ଯେପର୍ଯ୍ୟନ୍ତ ଯିଏ ଯାହାଠୁ ଋଣ ନେଉଛି ସେ ଯଦି ଛାଡ଼ ନ କରୁଛି ସେ କ୍ଷେତ୍ରରେ ତୁମକୁ ଆଉ ମାପ୍ ନାହିଁ। କାହିଁକିନା ଆପଣ ଯେତେବେଳେ ଏଗ୍ରିମେଣ୍ଟ କରିଛନ୍ତି ଜଣଙ୍କ ସହିତ ମୁଁ ଏତିକି ଇଣ୍ଟରେଷ୍ଟ ଦେବି, ଯଦି 5% କରିଛନ୍ତି 60%, ମାର୍କେଟରେ ଚାଲିଛି ବର୍ଷକୁ 6%, ଆପଣ କହୁଛନ୍ତି ମୁଁ 60% ମୋତେ ଦିଅନ୍ତୁ ମୁଁ ଦେବି, ତେଣୁ ଆପଣଙ୍କୁ ତ ପ୍ରିନ୍ସିପାଲ୍ଠୁ ଇଣ୍ଟରେଷ୍ଟ ଅଧିକା ଦେବାକୁ ପଡ଼ିବ ହିଁ। ତେଣୁ ସେ କ୍ଷେତ୍ରରେ ଆପଣଙ୍କୁ ଦେବାକୁ ପଡ଼ିବ, ଯେଉଁ କଥାରେ ଆପଣ ରାଜି ହେଇଛନ୍ତି ସେ କଥାରେ ଆପଣଙ୍କୁ ଦେବାକୁ ପଡ଼ିବ। ଏବେ କୁହନ୍ତୁ। ଆଜ୍ଞା, ଆଉ ଗୋଟେ ଅନୁଭୂତି ଭାଇ, ଏବେ କିଛି ଦିନ ପୂର୍ବରୁ ଏଇ 2-3 ମାସ ପୂର୍ବରୁ ମୋର ଗୋଟେ ସାଙ୍ଗ ଯିଏକି ମୋର ଚାଇଲ୍ଡହୁଡ୍ ଫ୍ରେଣ୍ଡ, ତାର ବହୁତ ଅସୁବିଧା ହେଲା। ଆଉ ସେ ଆସି ମୋତେ କହିଲା କି ମୋତେ 3 ଲକ୍ଷ ଟଙ୍କା ଦରକାର, ମୋତେ 3 ଲକ୍ଷ ଟଙ୍କା ଦରକାର, ତୁ କେମିତି କ'ଣ କରିକି ମୋତେ ଦେ, ମୁଁ ତତେ ଫେରେଇ ଦେବି। ଯେହେତୁ ମୁଁ ଏସବୁ ବିଷୟରେ ଆୱେର୍ ନଥିଲି କି ନାଇଁ ଏସବୁ ଜିନିଷ ଯେତେ ସାଙ୍ଗସାଥି ଯିଏ ବି ହୁଅନ୍ତୁ, ଠାକୁରଙ୍କର ବାଣୀ ଅଛି ମାନେ ଆମକୁ ସେସବୁ ଜିନିଷକୁ ଇଏ କରିବାକୁ ଫଲୋ କରିବାକୁ ହିଁ ପଡ଼ିବ, ଅନୁସରଣ କରିବାକୁ ପଡ଼ିବ। ବଟ୍ ମୁଁ ତାକୁ ଦେଇଦେଲି ପଇସା ଭାଇ, ଆଉ ସେ କହିବା ମୁତାବକ ସେ ମୋତେ ଦେଲା 3 ଲକ୍ଷରୁ 2,60,000 ମୋତେ ଫେରେଇ ଦେଇଛି। ବଟ୍ ଆଉ 40,000 ଟଙ୍କା ପାଇଁ ସେ ମୋତେ ଦେଇନି ଏପର୍ଯ୍ୟନ୍ତ। ଆଉ ମୁଁ ଦେଖୁଛି ସେ ଟିକେ ଅସମର୍ଥ ହେବେ, ସିଏ ଦେଇପାରିବନି। ତେଣୁ ସେ କ୍ଷେତ୍ରରେ କ'ଣ କରାଯିବ? ରଶ୍ମି ଭାଇ ଦେଖନ୍ତୁ, ଟିକେ ମ୍ୟୁଟ୍ କରନ୍ତୁ କାହିଁକି ଇକୋଟା ହେଉଛି। ରଶ୍ମି ଭାଇ ମ୍ୟୁଟ୍ କରନ୍ତୁ। ହଁ ଭାଇ କଲି। ହଁ, ଫାର୍ଷ୍ଟ ଥିଙ୍ଗ ତ ଯେଉଁ ଆପଣ ଏମାଉଣ୍ଟଟା କହୁଛନ୍ତି ସେଇଟା ବହୁତ ବଡ଼, ବୁଝିଲେ ତ? ସେ ଏମାଉଣ୍ଟଟା ବହୁତ ବଡ଼, ଆଉ ସେ ଏମାଉଣ୍ଟ ଦେବା ପୂର୍ବରୁ ଆପଣଙ୍କୁ ବହୁତ ପ୍ରକାର ଆନାଲିସିସ୍ କରିବାକୁ ପଡ଼ିବ। ଯଦି ସେ 3 ଲକ୍ଷ ଟୋଟାଲ୍ ନ ଦିଏ ତାହେଲେ ଆପଣଙ୍କ ଅସ୍ତିତ୍ୱ କ୍ଷୁଣ୍ଣ ହେବ କି ନାହିଁ। ତେଣୁ ଦେଖି ଚାହିଁକିରି ଏତେ ବଡ଼ ଏମାଉଣ୍ଟ ପୂର୍ବରୁ କାହାକୁ ଦେଲା ପୂର୍ବରୁ ସେ ଆପଣ ବ୍ଲଡ଼ ରିଲେସନ୍ରେ ଯଦି ଅଛନ୍ତି, ହଁ ମୋ ଭାଇଟା ହଇରାଣ ହେଇଛି, ଗାଡ଼ି କିଣୁଛି ତାକୁ ଦେଲି, ଆଉ ନଦେଲା ଯଦି ମୋର ଭାଇ କାଲି ସକାଳେ ମୋ ପାଇଁ ଠିଆ ହେବ। ଆପଣ ସାଙ୍ଗ କହୁଛନ୍ତି, ସାଙ୍ଗକୁ ଆପଣ ଯଦି ଦେବେ ଦେଖି ଚାହିଁକି ଦେବେ। ସେ ଅସମର୍ଥକୁ ଦେଲେ ତ ସେ ତ ଆପଣଙ୍କୁ ଫେରେଇବନି, ତେଣୁ ଆପଣଙ୍କ କାମରେ କେମିତି ଆପଣ ଲାଗିବ? ଆଉ ସାମର୍ଥ୍ୟବାନ ଅଛି ତାକୁ ଦେଲେ ସେ ତ ଫେରେଇ ପାରିବ। ଅସମର୍ଥକୁ ଯଦି ଦେଲେ ସେଇ ପରିମାଣରେ ସେତିକି ପରିମାଣରେ ଦେବେ ଯେତିକି ପରିମାଣରେ ଆପଣ ଟଲେଟ୍ କରିପାରିବେ, ନହେଲେ କ'ଣ ହେବ ସେ ତ ଫେରେଇବନି। ମୁଁ ବି ଦେଇଛି 1 ଲକ୍ଷ ଟଙ୍କା ସେମିତି ନିଜେ ଦେଇଛି, କିନ୍ତୁ ସେ ପର ମୁହୂର୍ତ୍ତରେ ଗୋଟେ ଇକୋ ଟାଇପ୍ର କ'ଣ ହେଉଛି, ପର ମୁହୂର୍ତ୍ତରେ ସେ ଯିଏ ନେଇଛି 1 ଲକ୍ଷ ଟଙ୍କା ସେ ଦେଇଛି ମୋତେ, କି 60,000 ନେଇଛି ଦେଇଛି, କିନ୍ତୁ ମୁଁ ଦେଖୁଛି ସେ ଲୋକଟା ସାମର୍ଥ୍ୟ ଅଛି। ଏବେ ଲୋକଟାର ପୁରା ବ୍ୟାକ୍ଗ୍ରାଉଣ୍ଡ ଜାଣିବାକୁ ପଡ଼ିବ ଦେବା ପୂର୍ବରୁ। ମୁଁ ଯାହା ବୁଝେ ମୋର ବ୍ୟକ୍ତିଗତ ଅନୁଭୂତିରୁ କହୁଛି, ଯଦି ଜଣେ ଋଣଗ୍ରସ୍ତ ଅଛି, ଯାହାର ଦୋକାନ ବୁଡ଼ି ଯାଇଛି, ତାର ଚାକିରି ନାହିଁ, ସେ କ'ଣ କରୁଛି ନା ରଶ୍ମି ଭାଇଠୁ ଆଣୁଛି 3 ଲକ୍ଷ ଟଙ୍କା, ଆଣିକି ଶଶି ଭାଇକି ଦେଉଛି, ପୁଣି ଶଶି ଭାଇର ପଇସାଟା ନେଇକିରି ବିକାଶ ଭାଇକି ଦେଉଛି। ସେ ଗୋଟେ ଚେନ୍ ପୁରା ଏମିତି ଚଲେଇଥିବ, ଗୋଟେ ଗୋଟେ ଲୋକ ଦେଖିବେ। ତା ବ୍ୟାକ୍ଗ୍ରାଉଣ୍ଡ ପ୍ରଥମେ ଷ୍ଟଡି କରିବେ, ତାକୁ ଟାଇମ୍ ଲାଗିବ। ଠାକୁର କହିଲେ ଆଜି ଯେଉଁ ପଢ଼ୁଥିଲେ ସେଥିରେ କହିଲେ ଠାକୁର ହଠାତ୍ ଡିସିସନ୍ କରିକି ଦେଇଦେବେନି, ଆଗେ ରିସର୍ଚ୍ଚ କରିବେ, ଘରେ ସ୍ତ୍ରୀ ସହିତ ପରାମର୍ଶ କରିବେ, ତାପରେ ଯାଇକି ଦେବେ। ଦେଖିବେ ଯଦି ଲୋକଟା ଦେଲା ଭଳି କମିଟମେଣ୍ଟ କରିକି ଆପଣ ଭରସା ଯୋଗ୍ୟ ହୁଏ, ଅଳ୍ପ ପରିମାଣର ଦେବେ, ଯେଉଁଟାକି 15,000ରୁ 6,000 ଟଙ୍କା ପ୍ରତି ଭାଇ ଯେଉଁ କଥା 3 ଲକ୍ଷ ଟଙ୍କା ଏତେ ବଡ଼ ଏମାଉଣ୍ଟ ଦେବାଟା
ଜଣକୁ ସେଇଟା ବ୍ୟକ୍ତି ବିଶେଷକୁ ବିବେଚନା କରି ଦିଆଯିବ। ବିକାଶ ଭାଇ କିଛି କୁହନ୍ତୁ। ନାଇଁ ଏଠି ଭାଇଙ୍କର ଯେହେତୁ ସେ କହିଲେ ଯେ ତାଙ୍କର କ୍ଲୋଜ ଚାଇଲ୍ଡହୁଡ ଫ୍ରେଣ୍ଡ ସେ ଦେଇଛନ୍ତି ଆଉ ସେ ବାଇ ଗୋଟେ 90-80% ପଇସା ସେ ଫେରେଇ ସାରିଲେଣି। ଆଉ ଯୋଉ 40,000 ଫେରେଇ ପାରିନାହାନ୍ତି ସେଇଠି ଦେଖିବାର ଅଛି ତାଙ୍କର ସେଇଠି ଭାଇଙ୍କର ଅସୁବିଧା ଅଛି ଯେ ସେ 40,000ଟା ସେ ଦେଇନାହାନ୍ତି ଏତେ ପର୍ଯ୍ୟନ୍ତ କ'ଣ କରିବେ। ସେଇଠି ଯୋଉ କଥା ଭାଇ କହୁଥିଲେ ଯେ ଦେଖିବାର ଅଛି ଯେ ସେ ଏଇଟା ଫେରେଇ ଦେଲା ଆଉ ସେଇଟା କାହିଁକି ଫେରେଇ ପାରୁନି, ତାର କ'ଣ ଅସୁବିଧାଟା ଅଛି। ଆପଣଙ୍କୁ ଆଉ ଟିକେ ପରିଶ୍ରମ କରିବା ପାଇଁ ପଡ଼ିବ। ସେ ଯୋଉ ଅସୁବିଧାରେ ବର୍ତ୍ତମାନ ଅଛନ୍ତି ସେଠି ଆପଣଙ୍କୁ ଗୋଟେ ମଥା ଲଗେଇକି ତାଙ୍କୁ ସେ ଅସୁବିଧାରୁ ବାହାର କରିବା ପାଇଁ ପଡ଼ିବ। ଯେ ତାଙ୍କର ଆପଣଙ୍କର ଇଣ୍ଟେଲେକ୍ଚୁଆଲି ଲଗେଇବା ପାଇଁ ପଡ଼ିବ ସେ କାହିଁକି ସେ ତାଙ୍କୁ ଆଉ ଟିକେ ଯୋଗ୍ୟ ଦକ୍ଷତା ସପୋର୍ଟ କରିବା ପାଇଁ ପଡ଼ିବ। ମାନେ ମେଣ୍ଟାଲି ହଉ ବା କେଉଁ ଜାଗାରେ ସେ ଫସୁଛନ୍ତି ସେ ଜାଗା ଦେଇକି ହଉ, ଯାହାଫଳରେ କି ସେଇ ସିଚୁଏସନରୁ ବାହାରି ଆସିଲେ ଆପଣଙ୍କ ପଇସାଟା ଦେଇଦେବେ। ବେଳେବେଳେ ଲୋକ କ'ଣ କରିଥାନ୍ତି ନା ସେଠି ଆଉ ମଥା ପାଉନାହାନ୍ତି, ଯୋଉଟା କହିଲେ ସେ ଅସମର୍ଥ ହେଇଛନ୍ତି ବା ତାଙ୍କର ଟିକେ ପରିସ୍ଥିତି ଏବେ ଟିକେ ଡାଉନ୍ ଚାଲିଛି, ସେପଟେ ଦେଇପାରୁନାହାନ୍ତି। କାହିଁକିନା ଯେହେତୁ ଏତେ ବଡ଼ ଜିନିଷ ଆମେ ସବୁ ସମୟରେ ହୀନ ବିଶ୍ୱାସୀ ହବାଟା ଠିକ ନୁହଁ। ଯଦି ଆମ ପାଖରେ ଯଦି ସେ ବିଶ୍ୱାସଟା ନ ପାଇବ ସେ ଲୋକଟା ଆଉ କୋଉଠି ସେ ବିଶ୍ୱାସ ଖୋଜିବ। ତ ଆମ ପାଖରେ ତାପରେ ସେ ବିଶ୍ୱାସ କରିକି ଯେହେତୁ ସେ ଗୋଟେ ମୋଟା ଆମାଉଣ୍ଟଟା ସେ ଆପଣଙ୍କୁ ଫେରେଇ ଦେଇଛନ୍ତି, ତାମାନେ ସେଥିରେ ଆପଣଙ୍କୁ ଦେଖିବା ପାଇଁ ପଡ଼ିବ ଯେ ଆଉ ଛୋଟ ଆମାଉଣ୍ଟଟା ସେ କାହିଁକି ଫେରେଇ ପାରିଲେନି। ଆଉ ସେ ଛୋଟ ଆମାଉଣ୍ଟଟା ଫେରେଇ ପାରିଲେନି ମାନେ ଆପଣଙ୍କୁ ତାକୁ ସହଯୋଗ କରିବା ପାଇଁ ପଡ଼ିବ ସେ କିଭଳି ଭାବରେ ସେଇଟା ତାର କୋଉ ଜିନିଷ କରିକି ସେଟା ଛୋଟ ଆମାଉଣ୍ଟଟା ଫେରେଇ ପାରିବ ଆଉ କୋଉଠି ସେ ତାର ଅଟକି ଯିବାର କାରଣଟା କ'ଣ ସେଇଟା ଆପଣଙ୍କୁ ଟିକେ ଆନାଲିସିସ୍ କରିକି ଆପଣ ଯାହାଫଳରେ କି ସେ ଯେତେବେଳେ ସିଚୁଏସନରୁ ବାହାରି ଆସିବ ଆପଣଙ୍କ ପଇସାଟା ବି ସେ ଫେରେଇ ଦେବ। ଆଉ ସେଇ ସମୟରେ ଯଦି ଆପଣ ଉଲ୍ଟା ରିପ୍ଲାଏ ତାକୁ ଦେବେ ବା ତାକୁ ଯଦି ନେଗେଟିଭ ରିପ୍ଲାଏ ଦେବେ ଆଉ ତାହେଲେ ସେଠି ଆପଣଙ୍କର ବନ୍ଧୁତ୍ୱ ବି ବନ୍ଧୁକୁ ବି ହରେଇବେ ଆଉ ସମାଜରେ ବି ମାନେ ସେଟା ଗୋଟେ ଗୁଡ୍ ସାଇନ୍ ବି ଯିବନି। ମାନେ ସବୁଦିନ ପାଇଁ ଆପଣ ସେ ମଣିଷଟାକୁ ବି ହରେଇବେ। ତେଣୁକରି ଆପଣଙ୍କୁ ଟାକ୍ଟଫୁଲି ଦେଖିବା ପାଇଁ ପଡ଼ିବ ଯେ ସେ ଲୋକକୁ ମୁଁ କେମିତି ଭାବରେ ସାହାଯ୍ୟ କରିବି ଯେମିତି ତାର ସେଇ ସିଚୁଏସନରୁ ବାହାରି ଆସିକି ସେ କରିବେ। ଆପଣଙ୍କୁ ତ ପରିଶ୍ରମ କରିବା ପାଇଁ ପଡ଼ିବ କାରଣ ସେଥିରେ ଆପଣଙ୍କର ବି ସ୍ୱାର୍ଥ ଅଛି, ଆପଣଙ୍କ ପଇସାଟା ଫେରି ପାଇବେ, ପୁଣି ଆପଣଙ୍କ ବନ୍ଧୁଟା ପତିତ ହବାରୁ ବଞ୍ଚିବ। ଆଜ୍ଞା ଜୟ ଗୁରୁ। ବୋଧହୁଏ ଆଜିର ଆଲୋଚନାଟା ଆଉ ଡିସ୍କସନଟା ଆଲୋଚନା ପରେ ଯେଉଁ ଡିସ୍କସନ ହେଲା ପରସ୍ପର କଥାବାର୍ତ୍ତା ବହୁତ ଲୋକଙ୍କର କାମରେ ଆସିବ ଆଶା କରେ। ଆଉ ବହୁତ ଲୋକ ଏଇ ଯେଉଁ ଆଲୋଚନା ପ୍ରସଙ୍ଗର ସାହାଯ୍ୟ ଦେବା କି ଋଣ ଦେବା କେମିତି କରିବ ଆମେ ଠାକୁରଙ୍କ ଆଇଡିଆରେ ଜାଣିଲେ ଏଇଟା ଆମର ନିତ୍ୟାନ୍ତ ଭାବରେ ବହୁତ ଭାବରେ ଆମକୁ ବେନିଫିଟ୍ ଆଗକୁ ଦେବ, କରିବ ମଧ୍ୟ ଆଶା କରେ। ଜୟଗୁରୁ ସମସ୍ତଙ୍କୁ। ଆଉ ଯେଉଁମାନେ କିଛି ମତାମତ ଦେବାକୁ ଚାହାନ୍ତି ପରମୂହୁର୍ତ୍ତରେ ହ୍ୱାଟ୍ସଆପ୍ ଗ୍ରୁପରେ ମତାମତ ଦେଇପାରନ୍ତି କି କୋଶ୍ଚିନ୍ ଥିଲେ କାଲି ପଚାରି ପାରିବେ। ଜୟଗୁରୁ। ଜୟଗୁରୁ ଭାଇ ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ଜୟ ଗୁରୁ ଭାଇ, ଜୟ ଗୁରୁ। ଜୟଗୁରୁ ଭାଇ ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। କିଏ ରୁହ ସମସ୍ତଙ୍କୁ ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ପଇସା ଥିବ ଜୋରେ, ପଇସା ଥିବ ଜୋରେ, ପଇସା ନଥିବ କହିଲେ ମୋ ସେଭିଂରୁ ଏବେ ଚଳୁଛି।